ଦାଦା ଆଜି ଯୋଉ ଟପିକ ଅଛି, ଯାହା ଇଚ୍ଛା ତାହା କଲେ ତାହା କିନ୍ତୁ ଚଳିବ ନାହିଁ, ଭଲ ଛଡା ମନ୍ଦ କଲେ ପରିସ୍ଥିତି ଛାଡିବ ନାହିଁ। ଆମେ ଦେଖୁ ସମାଜରେ ଅନେକ ଲୋକ ଭୁଲ କାମ କରନ୍ତି। ଧର ମୁଁ ଗୋଟେ ଭୁଲ କାମ କଲି, ତାର ସମୟ ନେଇକିରି ତାର କର୍ମଫଳ ମତେ ଭୋଗିବାକୁ ପଡିବ। ମୁଁ ତ ସାଙ୍ଗେ ସାଙ୍ଗେ ସେ କର୍ମଫଳ ଭୋଗୁନି, ସାଙ୍ଗେ ସାଙ୍ଗେ ଦଣ୍ଡ ପାଉନି। ତାହେଲେ ମଣିଷ ଯଦି ସାଙ୍ଗେ ସାଙ୍ଗେ ଯଦି ତାର କର୍ମଫଳ ଯଦି ପାଆନ୍ତା କି ଦଣ୍ଡ ପାଆନ୍ତା, ତାହେଲେ ମଣିଷ ସଚେତନ ହୁଅନ୍ତା। ସେ ସମୟ ସୀମା ନେଇକିରି ତାର କର୍ମଫଳ ଭୋଗିବାକୁ ପଡିବ। ମୋ ପ୍ରଶ୍ନ ଏଇଆ। ସାଙ୍ଗେ ସାଙ୍ଗେ ପାଉଛି। ଯେତେବେଳେ ମଣିଷ ମର୍ଡର କରୁଛି, ଯେତେବେଳେ ମଣିଷ ଚୋରି କରୁଛି, ପୋଲିସ ଆରେଷ୍ଟ କରି ତାକୁ ଜେଲ ଛାଡୁନି କି? କର୍ମଫଳ ଟିକେ ଦଣ୍ଡ ପାଉନି କି? କେତେ ଜାଗାରେ ପାଉଛି। ଆଉ ଗୋଟେ ଇନଭିଜିବଲ ମାନେ ମିସଡିଡ୍, ସେଟା ଟାଇମ ଟେକିଂ, ସେଟା ଈଶ୍ୱର ଯୋଉଟା ଦେଖନ୍ତି ସେ ନିଜେ ପ୍ରତାରଣା କରେ, ଯୋଉଟା ବାସ୍ତବରେ ନାହିଁ। ମାନେ ଥିଓରିକାଲି କରେ ଏବଂ ବିଭିନ୍ନ ପ୍ରକାର ଔଷଧ ଉପାୟରେ କରେ, ଯୋଉଟା କି ବାହାର ଜଗତକୁ ଦୃଶ୍ୟ ହୁଏ ନାହିଁ। କି ଜାଗାରେ ଅନ୍ୟାୟ ଅନୀତି ମଣିଷ କରେ, ସେ ଫଳ ମଧ୍ୟ ତାକୁ ଯାହାକୁ ଯୋଉଟା କି ଆଜିକାଲି ଚୋରି ମାନେ ଜଣେ ଲୋକ ଲାଞ୍ଚ ନଉଛି, ସେ ଲାଞ୍ଚ ଚୋରାରେ ନଉଛି, ଲୁଚେଇକି ନଉଛି, ତ ପର ନିନ୍ଦା କରୁଛି, ପର ଚର୍ଚ୍ଚା କରୁଛି, ଏଟାକୁ ଦୃଷ୍ଟିଗୋଚରକୁ ଆସେ ନାହିଁ। ଆକୁ କିନ୍ତୁ ଈଶ୍ୱର ଦେଖନ୍ତି, ପ୍ରକୃତି ଦେଖେ। ୟାର କର୍ମଫଳ ଯେତେବେଳେ ତାର ଗୋଟେ ସମୟ ଆସେ, ସେ ମଣିଷ ପାଏ। ଗଡ୍ ସିଜ୍ ଦ ଟ୍ରୁଥ ବଟ୍ ୱେଟ୍ସ ଫର ଦ ଟାଇମ୍ ଫର ପନିଶମେଣ୍ଟ। କିନ୍ତୁ ସେ ସମୟକୁ ଅପେକ୍ଷା କଲେ ମଣିଷ ପାଇଛନ୍ତି। ଆଉ କୋଉ ଲୋକ ନାହିଁ ଜୀବନରେ କର୍ମଫଳ ପାଇନି? ଆଜି ନହେଲେ ମାସେ ହଉ, ବର୍ଷେ ହଉ, 5 ବର୍ଷ, ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ପାଇଥାଏ। କଣ କହିବେ? ଆମ ସହିତ ଅଛନ୍ତି ପ୍ରଫେସର ସରୋଜ କୁମାର ଜେନା, ଅଧୁର୍ଜୁ ସତ୍ସଙ୍ଗ କେନ୍ଦ୍ର ନର୍ଲା ଅର୍ଥ କଳାହାଣ୍ଡି। ସରୋଜ ଭାଇ ଜୟ ଅର୍ଥ ଗୁରୁ। ସୁଭାଷ ଭାଇ, ଆଜ୍ଞା। ଆପଣଙ୍କ ଆନ୍ସର ପରଫେକ୍ଟ ଆନ୍ସର। ଆପଣ କୁହନ୍ତୁ। ନାଇଁ ନାଇଁ, ପୁରା ବଢିଆ ଆନ୍ସର। ବିଜୟ ଭାଇ ବି ଖୁସି ହେଇଥିବେ ଆପଣଙ୍କ ଆନ୍ସରରେ। କାରଣ ମୁଁ ଭାବୁଛି, ଶୁଣନ୍ତୁ, ଯେ କହିଲେ କର୍ମଫଳ, ପ୍ରକୃତିରେ କର୍ମଫଳ ସେଟା ଶୀଘ୍ର ହଉ ବା ବିଳମ୍ବରେ ହଉ, ମାନେ ଆପଣ ଯୋଉ କହିଲେ, ବିଜୟ ଭାଇଙ୍କର କଳ୍ପନା ବି ଠିକ। ବିଜୟ ଭାଇଙ୍କର କଳ୍ପନା ହଉଛି କଣ, କର୍ମଫଳ ଯଦି ମଣିଷ ସାଙ୍ଗେ ସାଙ୍ଗେ ଭୋଗ କରନ୍ତା, ଏ ଯୋଉ ମଣିଷ ଯୋଉ ମାନେ ଆଜି ଯୋଉ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅସତ୍ କର୍ମ ଯୋଉ ବେଶୀ ଚାଲିଛି, ଯୋଉ ଭଳିଆ ଲୋକ ଡୁବି ରହୁଛନ୍ତି, କମ ସେ କମ ଟିକେ ଲୋକଙ୍କର ଟିକେ ଭୟ ରହନ୍ତା, ଲୋକ ଟିକେ ଆଉ ଟିକେ ସତର୍କ ହୁଅନ୍ତେ। ଏଇଟା ହଉଛି ତାଙ୍କର ପରିକଳ୍ପନା। ବିଜୟ ଭାଇଙ୍କର ପରିକଳ୍ପନା ହଉଛି ଏଇଟା, ବୁଝିପାରିଲେ କି ନାଇଁ? ସେ ଚାହୁଁଛନ୍ତି ଯେ ଲୋକମାନେ ସେମାନେ ଏଇ ଯୋଉ ବେଶୀ ଅନ୍ୟାୟ ଅଧର୍ମ ଅସିତି ବହୁତ ପ୍ରକାର ବଢି ବଢି ଚାଲିଛି, କମ ସେ କମ ଏଇ କର୍ମ ଫଳ ହେଲେ ଲୋକଙ୍କ ଟିକେ ଭୟ ରହନ୍ତା। ତାଙ୍କର ପରିକଳ୍ପନାଟା ହଉଛି ଏଇଟା। କିନ୍ତୁ ଏଇଟା ନୁହେଁ ଯେ କେହି ନିସ୍ତାର ପାଇବେ। ଭୋଗ କରିବାଟା ନିଶ୍ଚୟ, ଯାହା ସୁଭାଷ ଭାଇ କହିଲେ, ଏମିତି କେତେ କର୍ମ ଫଳ ଅଛି ଯୋଉଟା ତୁରନ୍ତ ବି ସେ ଫଳ ପାଉଛନ୍ତି, ତୁରନ୍ତ ବି ଫଳ ପାଉଛନ୍ତି କିଛି ଯୋଉ ଭୁଲ ଗୁଡାକ। ଆଉ ଯୋଉଟା ଇନଭିଜିବୁଲ ଡିଡ୍ସ, ଯୋଉଗୁଡାକ ଆମେ ଜାଣିପାରୁନୁ ବା ଦେଖି ପାରୁନୁ, କିନ୍ତୁ ଯାହା ମୁଁ କହଇ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ। ସେ ଦେଖୁଛନ୍ତି ସବୁ ଜିନିଷ। ଆଉ ତାଙ୍କ ସେ ଯୋଉଟା ଦେଖୁଛନ୍ତି ଏବଂ ଯାହାକୁ ସେ କ୍ଷମତା ଦେଇଛନ୍ତି, ସେ କର୍ମଫଳର କ୍ଷମତା ଦେଇଛନ୍ତି, ସମୟ ଅନୁସାରେ ସେ କର୍ମଫଳ ମତେ ଭୋଗ କରିବାକୁ ପଡିବ। ନିଶ୍ଚିତ ଭାବରେ ଏଥିରୁ କାହାକୁ ନିସ୍ତାର ନାହିଁ। ଦାଦା ଏଇଠି ଗୋଟେ କଥା ଦେଖନ୍ତୁ, କୃଷ୍ଣ ଦାସ ହଁ, ସ୍ୱୟଂ ପୁରୁଷୋତ୍ତମକୁ ମାରିଦେବାକୁ ବସିଥିଲା। ଆଜ୍ଞା ଅନେକ ଆଜ୍ଞା ଆଜ୍ଞା କୌଶଳ କରିଛି ମାରିବାକୁ, ଆଜ୍ଞା। କିନ୍ତୁ ତାର ଦଣ୍ଡ କଣ ମିଳିଲା? ଲାଷ୍ଟ ବେଳକୁ ସିଏ ନିଜେ ଛାଡିକିରି ପଳେଇଲେ, ତାର କଣ କର୍ମଫଳ ଭୋଗିଥିବ। ନା ସ୍ୱୟଂ ନା ନା, ପୁରୁଷୋତ୍ତମ ଜାଣିଛନ୍ତି ଏ ସବୁ କରୁ। ଆପଣ କୃଷ୍ଣ ଦାସର ଜୀବନ ତ ଶୁଣିଥିବେ। ଆମର ବିଜୟ ଦା ମାନେ ଅଛନ୍ତି, ବୟୋଜ୍ୟେଷ୍ଠ ଲୋକମାନେ, ସେ ବହୁତ ଥର ବି ବିଜୟ ଦା ବି ଆଲୋଚନା କରୁଛନ୍ତି କୃଷ୍ଣ ଦାସର ପରିଣତିଟା। ଶୁଣନ୍ତୁ, ସେ ଗୋଟେ କୋଉ ଭଳିଆ ସ୍ତରକୁ ଠାକୁର ତାକୁ କେତେ ସୁଯୋଗ ଦେଇଥିଲେ, ଚିନ୍ତା କରନ୍ତୁ। ମାନେ ଠାକୁରଙ୍କ ପାଖକୁ ଯିଏ ପ୍ରଶ୍ନ ଉତ୍ତର କରିବା ପାଇଁ, ନିବେଦନ କରିବା ପାଇଁ ଆସୁଥିଲା, ହେଲା, ସେ ସେତେବେଳେ କଣ କରୁଥିଲେ? ଠାକୁର ତା ପାଖକୁ ପଠେଇ ଦଉଥିଲେ। ତେଣୁ ତାକୁ ସମ୍ମାନ ଦଉଥିଲେ ଠାକୁର। ମାନେ ଗୋଟେ ଭକ୍ତକୁ ଭଗବାନ ପ୍ରତିଷ୍ଠା କରନ୍ତି, ଭକ୍ତକୁ ସୁଯୋଗ ଦିଅନ୍ତି। ଭକ୍ତ ଭଗବାନଙ୍କ ଦୟାରୁ ଭକ୍ତ ମଧ୍ୟ ପ୍ରତିଷ୍ଠିତ ହୁଏ, ଏବଂ ଭକ୍ତର ନିଷ୍ଠା, ଭକ୍ତି, ଭଲ ପାଇବା ମଧ୍ୟ ଭଗବାନଙ୍କୁ ପ୍ରତିଷ୍ଠା କରେ। ତେଣୁ ଉଭୟ ପରସ୍ପର ପରିପୂରକ। ତେଣୁ ସେ କୃଷ୍ଣ ଦାସକୁ ସେ ଯୋଉ ପ୍ରେସର ଦାୟିତ୍ୱ ଦେଇଥିଲେ, ସେ ଯୋଉ ବିଭିନ୍ନ ପ୍ରକାର ଜିନିଷରେ ପଠଉଥିଲେ, ସେ କଣ ସେଇ ଯୋଉ କ୍ଷମତା ସେ ଯୋଉ ପାଇଲା, ପରମ ପିତାଙ୍କର ଦୟାରୁ ତାର ଯୋଉ ଇଏ ପାଇଲା, ସେ ତାର ଅହଂରେ ମତ୍ତ ହେଇକିରି, ସେ କଣ କଲା? ତାର କୁ ବିନିଯୋଗ କଲା। ଏବଂ ଏବଂ ଏପରିକି ସେ ପ୍ରଭୁଙ୍କୁ ମାରିବା ପାଇଁ ମଧ୍ୟ ଷଡଯନ୍ତ୍ର କଲା। ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ମାନେ ବିଭିନ୍ନ କେସ୍ ବାସ୍ କଲା। ସେ ଯୋଉ ପ୍ରେସଟାକୁ ହସ୍ତଗତ କରିକି, ତାକୁ ଆୟତ୍ତ କରିକି ବିଭିନ୍ନ ପ୍ରକାର ସେ ଗୋଟେ ମାନେ ସେ ଯୋଉ ପ୍ରକାର ଏଇଟା କରିଥିଲା ପୁରୁଷୋତ୍ତମଙ୍କର ବିରୁଦ୍ଧରେ, ପରମ ପିତାଙ୍କର ବିରୁଦ୍ଧରେ, ଯିଏ ବି ଯେତେବେଳେ ଯୋଉ ଯୁଗରେ ବି ଯେତେବେଳେ ବି ଯିଏ ଯାଇଛି, ସେତେବେଳେ ତାର ରାବଣ ଭଳିଆ ଶକ୍ତିଶାଳୀ ଲୋକର ତ କ୍ଷୟ ହେଇଛି। କୃଷ୍ଣ ଦାସ କିଏ? ବୁଝିପାରିଲେ?
ଅଟୋମେଟିକାଲି ତାର ପରିଣାମଟା ବହୁତ ଭୟଙ୍କର ହେଲା। ସେ କିନ୍ତୁ ଚିନ୍ତା କରନ୍ତୁ, ଯୋଉ ଲୋକକୁ ଠାକୁର ଏତେ ଭଲ ପାଉଥିଲେ, ଏତେ ସୁଯୋଗ ଦେଇଥିଲେ, ସେ ଯଦି ଅକୃତଜ୍ଞ ହେଇନଥାନ୍ତା, ସେ ଯୋଉ ପ୍ରକାର ପରିଣତି ପରିସ୍ଥିତି ଭୋଗ କଲା, ସେ ହୁଏତ ବହୁତ ସମ୍ମାନର ସହିତ ରହିଥାନ୍ତେ। ଆପଣ ଆମର ଓଡିଶାରେ ଆପଣ ମାନେ ତ ପୁରୁଣା ଗୁରୁ ଭାଇ ଆପଣ ଦେଖିଛନ୍ତି ନିଜେ, ବିଜୟ ଦା ମାନେ ବି ଦେଖିଛନ୍ତି, ଜାଣିଛନ୍ତି। ଆମେ ବି ନୂଆ ନୂଆ ସେତେବେଳେ ଦୀକ୍ଷା ନେଇଥିଲୁ, ଆମେ ଦେଖିଛୁ। ବୋଲେ ଶ୍ରୀ ଶ୍ରୀ ବରଦାଙ୍କର ସମୟରେ ଶ୍ରୀ ଶ୍ରୀ ବରଦା ବିଶେଷ ଅଧିକ ସମୟ ଓଡିଶା ଆସୁଥିଲେ। ଓଡିଶାରେ ଆମର ତାଙ୍କର ମାନେ କେନ୍ଦ୍ରାପଡା ଯୋଉ ଅମିରାବାଦଠୁ ଆରମ୍ଭ କରି ସେପଟେ ଯାଇଛନ୍ତି, ଆମର ଏଠି ପୁରୀ, କଟକ, ଭଦ୍ରକ ଏ ଏରିଆ ସବୁ ଯାଇଛନ୍ତି। ପୁରୀରେ ବହୁତ ସମୟ ରହିଛନ୍ତି ଏବଂ ଯେତେବେଳେ ବି ଯୋଉଠି ବି ଶ୍ରୀ ଶ୍ରୀ ବରଦା ଆସୁଥିଲେ ପୁରା ତାଙ୍କର ପାଖେ ପାଖରେ ଛାଇ ଭଳିଆ ଲାଗିକି ରହୁଥିଲେ। ବର୍ତ୍ତମାନ ଯିଏ ସତ୍ସଙ୍ଗ ସେକ୍ରେଟାରୀ ଡକ୍ଟର ବିନାୟକ ମହାପାତ୍ର ସବୁବେଳେ ସେ ଆଉ ଯେତେବେଳେ ଗାଡିରୁ ଓହ୍ଲେଇବା ବେଳେ ବି ସେ କହୁଥିଲେ ବିନାୟକ କଣ କହୁଛି, ବିନାୟକ ଦାଙ୍କ ପଚାର। ସେ ସବୁବେଳେ ସେ ମାନେ ଏତେ ଭଲ ପାଉଥିଲେ ଏତେ। ଆଉ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଆଜି ଠାକୁରଙ୍କର ସେବାରେ ଲାଗି ରହିଛନ୍ତି। ସେ ଆଜି ସତ୍ସଙ୍ଗର ସେକ୍ରେଟାରୀ ହେଇକରି ଆମମାନଙ୍କର ସମସ୍ତଙ୍କର ଶ୍ରଦ୍ଧା ଭାଜନ ହେଇପାରିଛନ୍ତି, ପୂଜ୍ୟ ହେଇପାରିଛନ୍ତି, ସମସ୍ତଙ୍କର ସେ ଶ୍ରଦ୍ଧା ଲାଭ କରିପାରିଛନ୍ତି। ତେଣୁ ଯିଏ ଠାକୁରଙ୍କର ସେଇ ଭଲ ପାଇବା ଟିକେ ଯୋଉ ଆମେ ଯଦି ଅକୃତଜ୍ଞ ନ ହବା, ଠାକୁରଙ୍କର ସେ ଭଲ ପାଇବା ଶ୍ରଦ୍ଧାଟାକୁ ଆମେ ଯଦି ଠିକ ଭାବରେ ସମ୍ମାନ ଦେବା ଏବଂ ସେଇ ଭଲ ପାଇବା ଶ୍ରଦ୍ଧାଟାକୁ ଆଶୀର୍ବାଦ ବୋଲିକରି ମନେ କରିବା, ନିଶ୍ଚିତ ଭାବରେ ଆମର କୃଷ୍ଣ ଦାସ ଭଳିଆ ପରିସ୍ଥିତି କାହାର ହବ ନାହିଁ। ତେଣୁ କୃଷ୍ଣ ଦାସ ଯେ କର୍ମଫଳ ଭୋଗ କରିନି, ବହୁତ ଭୋଗ କରିଛି। ସେ ତା ଭିତରେ ଯୋଉ ପ୍ରତିଭା ଥିଲା, ତା ଠାକୁରଙ୍କର ଦୟାରୁ ସେ ପ୍ରତିଭାରେ ସେ ଆଜି ସମ୍ମାନିତ ହେଇଥାନ୍ତା। ଆଜି ଅନେକ ଲୋକ ଚାଲିଗଲେଣି, ଅନନ୍ତ ମହାରାଜ, କିଶୋରୀ ମୋହନ, ସତୀଶ ଦା, ସତୀଶ ଚନ୍ଦ୍ର ଜୁଆର ଦା, ନଫର ଘୋଷ, କିଛି ନ ଜାଣିବା ଲୋକ ବି ତାଙ୍କର ବି ଆଜି ଆମେ କୋଟି କୋଟି ସତ୍ସଙ୍ଗୀ ତାଙ୍କ ନାଁ ଆଜି ଘୋଷୁଛେ, ତାଙ୍କ ନାଁ ଚିନ୍ତା କରୁଛେ। କାରଣ ସେମାନେ ଠାକୁରଙ୍କ ସେବାରେ ଲାଗି ରହିଥିଲେ, ଠାକୁରଙ୍କ ଚିନ୍ତା କରିଥିଲେ। କୃଷ୍ଣ ଦାସ କଥା ବି ପଡୁଛି, କିନ୍ତୁ କୃଷ୍ଣ ଦାସର ଆଲୋଚନା କେମିତି ହଉଛି? ନେଗେଟିଭ। କୃଷ୍ଣ ଦାସଙ୍କର ଆମେ ନେଗେଟିଭ ବେଳେ କି କୃଷ୍ଣ ଦାସର ଉଦାହରଣ ଦଉଛୁ, ନେଗେଟିଭ ବେଳେ ରାବଣର ଉଦାହରଣ ଦଉଛୁ, କିନ୍ତୁ ପଜିଟିଭ ବେଳେ କିଶୋରୀ ମୋହନର ଉଦାହରଣ ଦଉଛୁ, ଅନନ୍ତ ମହାରାଜର ଉଦାହରଣ ଦଉଛୁ। ତେଣୁ ଯାହାର ଯିଏ ସତ୍କର୍ମ କରିଥିବ, ସତ୍କର୍ମର ବି ତାର ଫଳ ଅନୁସାରେ ସେ ତାର ଜୀବନ ବ୍ୟାପୀ ସେ ଫଳ ପାଇବ ଏବଂ ତା ପ୍ରତି ଲୋକଙ୍କର ଶ୍ରଦ୍ଧାଟା ରହିବ। ଆଉ ଯୋଉ ଶ୍ରଦ୍ଧାଟା ରହିବ ସେଇଟା ହିଁ ତାକୁ ଅମରତ୍ୱ ପ୍ରାପ୍ତି ଦିଗରେ ସହାୟ ହବ। ଜୟ ଗୁରୁ। ଦାଦା ମଣିଷ ଦେଖନ୍ତୁ ବିଜୟ ଅକୃତଜ୍ଞ ଭାଇ, କେତେବେଳେ ଶୁଣନ୍ତୁ ହୁଏ? ବିଜୟ ଭାଇ, ଟିକେ ଗୋଟେ ମିନିଟ ହଁ ଶୁଣନ୍ତୁ। ଦେଖନ୍ତୁ, କୃଷ୍ଣ ଦାସଙ୍କୁ ଠାକୁର ଭଲ ପାଉଥିଲେ, ଶେଷ ପର୍ଯ୍ୟନ୍ତ ମଧ୍ୟ ଭଲ ପାଇଛନ୍ତି। ସେ ଚାଲିଗଲା ପରେ ମଧ୍ୟ ତାଙ୍କୁ ଖୋଜିଛନ୍ତି। ହଁ, ସେ ରୋଗରେ ପଡିଛନ୍ତି, ତାଙ୍କୁ ଡାକିବାକୁ ଯାଇଛନ୍ତି କିନ୍ତୁ ଆସିନଥିଲେ। କହିଲେ ମୁଁ ଯିବି, ପରେ ଯିବି। ସେତେବେଳେ ମଧ୍ୟ ବୁଝି ପାରିନାହାନ୍ତି, ଧନ ହାନି ଘଟିଛି, ନିଜ ପରିବାରକୁ ହରେଇଛନ୍ତି, ବହୁତ କଷ୍ଟ ପାଇଛନ୍ତି। ଏଠୁ ପାଗଳ ଭଳିଆ ବୁଲିଛନ୍ତି, ପାଗଳ ହେଇଯାଇଛନ୍ତି। ତଥାପି କିନ୍ତୁ ତାଙ୍କର ସତ୍ସାହସ ରହିଲାନି ଯେ ଠାକୁରଙ୍କର ଯୋଉ ଅନନ୍ତ ଦୟା, ସେୟାକୁ ଭାବି ଭାବିକିରି ସେ ବିହଳିତ ହେଇଛନ୍ତି। ସେ ମଧ୍ୟ ମୁକ୍ତି ପାଇବ। ତାର କାରଣ ହଉଛି ଶେଷ ପର୍ଯ୍ୟାୟରେ ସେ କହିଲା, ମୁଁ ଏଇ ଜନ୍ମରେ ଏ ପାପର ପ୍ରାୟଶ୍ଚିତ କରିବି। ମୁଁ ବହୁତ ଅକୃତଜ୍ଞ। ତାଙ୍କୁ ଯେତେବେଳେ ଡାକିବାକୁ ଯାଇଛନ୍ତି, ପ୍ଲାଟଫର୍ମ ଧରିଛନ୍ତି, ରିକ୍ୱେଷ୍ଟ କରିଛନ୍ତି, ଠାକୁର ପଠେଇଛନ୍ତି ବୋଲି କହିଛନ୍ତି, ତଥାପି ସେ କହିଲେ ନା, ଠାକୁର ମାକୁ ଚାଲିଗଲେ ମୋ ପାପ ପୁଣି ରହିଯିବ, ମତେ ଭୋଗ କରିବାକୁ ପଡିବ। ମୁଁ ଏଇ ଜନ୍ମରେ ଭୋଗ କରି 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 ଏ ପାପକୁ ପ୍ରାୟଶ୍ଚିତ କରିକିରି ମରିବି। ସେ ଜାଣିପାରିଛି ଲାଷ୍ଟ ଅବ୍ଦି ଯେ ଯୋଉ ଅକୃତଜ୍ଞତା, ଯୋଉ ଭାବଟା ଆସିଗଲା ତା ହୃଦୟରେ, ଯୋଉ ଦିନଠାରୁ ଲୋଭ, ଟଙ୍କାର ଲୋଭଟା ଆସିଲା, ଭବାନୀ ସାହେବ ଭଳିଆ, ସେ ଯୋଉ ଅହଙ୍କାର ଟିକେ, ଲୋଭ ଟିକେ, ଏ ଜିନିଷ ବଢିଗଲା। ସେ ବା ଯେତେବେଳେ ଠାକୁରଙ୍କୁ ଜ୍ୱର ହେଇଛି, ସେ କହିଲା ଠାକୁର ଚାଲିଯିବ, ମୁଁ ତାପରେ ଏ ସତ୍ସଙ୍ଗର ସମ୍ରାଟ ହେବି, ମାଲିକ ହେବି। ତା ମଧ୍ୟ ପ୍ରଚାର ପ୍ରସାର କରିଦେଇଛି। ଯାଇତେ କଥା ନାହିଁ, ଠାକୁର ସର୍ବାଗ୍ରେ କୌଣସି ଦିନ ତାକୁ ଖରାପ ବ୍ୟବହାର କରିନାହାନ୍ତି, ତୁକାର ଭାଷା କହିନାହାନ୍ତି, ତାକୁ ମାନେ ଅବହେଳା କରିନାହାନ୍ତି। ଏ ଠାକୁରଙ୍କ ଦୟା ପ୍ରସଙ୍ଗରେ ଆମେ କହିଲା ବେଳେ ତାଙ୍କ କଥା କହୁ। ଠାକୁରଙ୍କର ଅନନ୍ତ ଦୟା କୃଷ୍ଣ ଦାସକୁ ଫେରିବା ପାଇଁ ଚେଷ୍ଟା କରିଛନ୍ତି, ଭବାନୀ ସାହେବଙ୍କୁ ମଧ୍ୟ ଚେଷ୍ଟା କରିଛନ୍ତି, କିନ୍ତୁ ସେମାନେ ଶେଷ ମୁହୂର୍ତ୍ତରେ ତାଙ୍କର ମୁହଁ ନାହିଁ। ଆଉ ସେମାନେ ଭାବିଲେ ଯେ ଠାକୁର କହିଛନ୍ତି ଯେ ମତେ ଏଇ ଜନ୍ମରେ ହିଁ ପାପର ପ୍ରାୟଶ୍ଚିତ କରିବାକୁ ପଡିବ। ତେଣୁ ଯାହା ମୁଁ କରିଛି ଇଏ ଧର୍ତ୍ତବ୍ୟ ଅପରାଧ, ଏହାର କ୍ଷମା ହିଁ ନାହିଁ। ତେଣୁ ସେ ଶେଷ ପର୍ଯ୍ୟନ୍ତ ମାନେ ରୋଗଗ୍ରସ୍ତ ହେଇ ମାନେ ଘାଣ୍ଟି ଚକଟି ହେଇ ମରିଛନ୍ତି। ଜୟଗୁରୁ। ଏ ହେଲା କଥା। ନାଇଁ, ତୁମର ଦାଦା, ହଁ କୁହନ୍ତୁ। ହଁ ଦାଦା, ଏଇ ଯୋଉ ଅକୃତଜ୍ଞତା, ମଣିଷର ଅକୃତଜ୍ଞତା କେତେବେଳେ ଆସେ? ସରୋଜ ଭାଇ କୁହନ୍ତୁ। ମଣିଷ ଯାହାଠାରୁ ଯାହା ଉପକାର ପାଇଛି ସେ ଯଦି
ମାନେ ଯଦି ସତ୍ ପଥରେ ପରିଚାଳିତ ହଉନି, ଗୁରୁ କେନ୍ଦ୍ରିକ ଜୀବନ ନାହିଁ, ଇଷ୍ଟ କେନ୍ଦ୍ରିକ ଜୀବନ ନାହିଁ, ଇଷ୍ଟଙ୍କ ପ୍ରତି ତାର ଆନୁଗତ୍ୟ ନାହିଁ, ନିଷ୍ଠା ନାହିଁ, ସେ ଲୋକ କୋଉ ସମୟରେ ବି ଅକୃତଜ୍ଞ ହେଇପାରେ, ବୁଝିପାରିଲେ। ଆଉ ଯଦି ଇଷ୍ଟଙ୍କୁ ମାନେ ଗୋଟେ ଲୋକ ସତ୍ ପଥରେ ସତ୍ତା ବିରୋଧୀ ଚଳନୀରେ ଯୋଉମାନେ ଅଭ୍ୟସ୍ତ, ତା ପାଖରେ ଅକୃତଜ୍ଞତା ବହୁତ ସହଜରେ ପ୍ରବେଶ କରିପାରେ। କିନ୍ତୁ ଯିଏ ଇଷ୍ଟଙ୍କୁ ଧରିକି ଠିକ ଭାବରେ ସତ୍ ପଥରେ ଚାଲିଛି, ଗୁରୁ କେନ୍ଦ୍ରିକ ଜୀବନ ଚାଲିଛି, ଠାକୁରଙ୍କୁ ଠାକୁରଙ୍କୁ ନେଇକି ଚାଲିଛି, ତା ଭିତରେ ଅକୃତଜ୍ଞତା ପ୍ରାୟତଃ ନ ଆସିପାରେ। ସେ ଯଦି ଠାକୁରଙ୍କୁ ଠିକ ଭାବରେ ଭଲ ପାଉଛି ଅନ୍ତର ଦେଇକିରି, ନିଶ୍ଚିତ ଭାବରେ ତା ଭିତରେ ସବୁବେଳେ କୃତଜ୍ଞତାର ଭାବ ଆସିବ। କାରଣ ସବୁଦିନ ତ ସକାଳ ପାଇଲେ ଯୋଉ ଇଷ୍ଟଭୂତି ନିବେଦନ କରୁଛେ, ସେଇ ଇଷ୍ଟଭୂତି ମନ୍ତ୍ରରେ କଣ ଅଛି? ସମ୍ପୂର୍ଣ୍ଣ କୃତଜ୍ଞତାର ଭାବ ଅଛି। ଯେ ପରମ ପିତାଙ୍କ ପାଖରେ ଆମେ କୃତଜ୍ଞତା ଜ୍ଞାପନ କରୁଛେ, ମଣିଷ ଜନ୍ମ ପାଇଁ କୃତଜ୍ଞତା ଜ୍ଞାପନ କରୁଛେ। ସେଠି ଆମର କୌଣସି କାମନା ବାସନାର ପ୍ରାର୍ଥନା ନାହିଁ, ସେଠି ପ୍ରାର୍ଥନା ଅଛି ଆମର କୃତଜ୍ଞତାର, ମାନେ କୃତଜ୍ଞତା ଜ୍ଞାପନ କରୁଛେ ଠାକୁରଙ୍କୁ। ତେଣୁ ଆମେ ତାର ଅର୍ଥ ସେ ଆମକୁ ଶିଖଉଛନ୍ତି ଯେ ଆମେ ସବୁବେଳେ କୃତଜ୍ଞ ହବା, ଅକୃତଜ୍ଞ ହବ ନାହିଁ। ଏଇଟା ହଉଛି ସତ୍ସଙ୍ଗୀର ମୂଳ ଜିନିଷ। ଠାକୁର ତ ଦୁଇଟା ଜିନିଷକୁ ମାନେ ବହୁତ ଘୃଣା କରୁଥିଲେ। ମାନେ ବହୁତ ଜିନିଷ କଲେ ମାନେ ଯେକୌଣସି ମଣିଷକୁ ପରିବର୍ତ୍ତନ କରାଯାଇ ପାରିବ, କିନ୍ତୁ ଅକୃତଜ୍ଞ ମଣିଷ ଯିଏ ଅକୃତଜ୍ଞ ହେଲା, ଅକୃତଜ୍ଞତା ଠାରୁ ଭଳି ଆଉ ଦୋଷ, ଆଉ ବଡ ଦୋଷ ଆଉ ନାହିଁ। ଅକୃତଜ୍ଞତାକୁ ଠାକୁର ଆଦୌ ପ୍ରଶୟ କରୁନଥିଲେ। ଆଉ ଦ୍ୱନ୍ଦ୍ୱୀ ବୃତ୍ତି, ଗୋ ବିଟୁଇନ୍, ଦ୍ୱନ୍ଦ୍ୱୀ ବୃତ୍ତି ଆଉ ଅକୃତଜ୍ଞତା, ଏଇ ଦୁଇଟା ଜିନିଷ ହଉଛି ମଣିଷର ଚରିତ୍ରକୁ ନଷ୍ଟ କରିଦେବାର ସବୁଠାରୁ ମାନେ ବହୁତ ବଡ କ୍ଷତିକାରକ ଜିନିଷ ବୋଲି ଠାକୁର କହିଛନ୍ତି। ଅକୃତଜ୍ଞତା ଆଉ ଦ୍ୱନ୍ଦ୍ୱୀ ବୃତ୍ତି, ଏଇ ଦୁଇଟା ହଉଛି ଯଦି ମନ୍ଦ ଜିନିଷ ଭିତରେ ସବୁଠାରୁ ମନ୍ଦ, ଆଜି ଯୋଉ ବାଣୀ ଅଛି, ଭଲ ଛଡା ମନ୍ଦ କଲେ ପରିସ୍ଥିତି ଛାଡିବ ନାହିଁ, ସବୁଠାରୁ ଯଦି କିଛି ବଡ ମନ୍ଦ କର୍ମ ଅଛି ଠାକୁରଙ୍କ ଅନୁସାରେ, ତାହେଲେ ସବୁଠାରୁ ବଡ ମନ୍ଦ କର୍ମ ହଉଛି ଅକୃତଜ୍ଞତା ଆଉ ଦ୍ୱନ୍ଦ୍ୱୀ ବୃତ୍ତି। ଏ ଅକୃତଜ୍ଞତା ଦ୍ୱନ୍ଦ୍ୱୀ ବୃତ୍ତିକୁ ଯିଏ ପ୍ରଶ୍ରୟ ଦେଲା, ତାର ଚରିତ୍ର, ତାର ଜୀବନଟା ନଷ୍ଟ ହବ ହିଁ। କିନ୍ତୁ ଦାଦା, ମୋର ଏଇଠି ଗୋଟେ ପ୍ରଶ୍ନ, କୃଷ୍ଣ ଦାସ କଣ ଇଷ୍ଟଭୂତି କରୁନଥିଲେ? ସେ ପୁରୁଷୋତ୍ତମଙ୍କର ସଙ୍ଗ ଲାଭ କରୁଥିଲେ, ପୁରୁଷୋତ୍ତମ ପାଖରେ ରହୁଥିଲେ, କିନ୍ତୁ ଏମିତି ତାଙ୍କର କାହିଁ ଅକୃତଜ୍ଞତା ଭାବ ଆସିଲା? ଅକୃତଜ୍ଞତା ଭାବ ଆସିଲା ମାନେ ତାଙ୍କ ପୁରା, ତାଙ୍କୁ ତ ଯୋଉ ଦାଦା କହୁଥିଲେ, ଯୋଉମାନେ ସେ କ୍ଷମତାର ଲୋଭ, ଅର୍ଥର ଲୋଭ, ଏସବୁ ତାଙ୍କୁ ଗ୍ରାସ କଲା। ଆଉ କଣ କ୍ଷମତା ଲୋଭ, ଅର୍ଥ ଲୋଭ ଯାହାକୁ ଗ୍ରାସ କଲା, ଅହଙ୍କାରୀ କଣ ମଣିଷ କଣ ଦେବତା ମାନଙ୍କର ଭିତରେ କଣ ଦେବତା ମାନେ ବେଳେ ବେଳେ ବିଚଳିତ ହେଇଯାଉନାହାନ୍ତି? ଦେବତା ମାନଙ୍କର ବି ଆମେ ଯେତେବେଳେ ପୁରାଣ ଶାସ୍ତ୍ର ପଢୁଛେ, ବିଭିନ୍ନ କଥା ପଢୁଛେ, ଦେବତା ମାନେ ବି ବେଳେ ବେଳେ ସେମାନେ ବି ଈଶ୍ୱରଙ୍କର ନର ରୂପକୁ ଚିହ୍ନି ନ ପାରିବା ଭଳିଆ ପରିସ୍ଥିତି ହେଇଛି। ଦେବତା ମାନଙ୍କର ବି ବେଳେ ବେଳେ ତାଙ୍କ ମନରେ ବି କେତେବେଳେ ଅହଙ୍କାର ଭାବ ଆସିଛି, ତାକୁ ପୁଣି ଚୂର୍ଣ୍ଣ କରିଛି। ଏତିକି କଣ, ସେମାନେ ଦେବତାର ସବୁଠାରୁ ଭଲ ଗୁଣ କଣ, ସେମାନେ ସାଙ୍ଗେ ସାଙ୍ଗେ ଭୁଲ ଯେତେବେଳେ ଜାଣିପାରନ୍ତି, ସେମାନେ ସାଙ୍ଗେ ସାଙ୍ଗେ ପ୍ରାୟଶ୍ଚିତ କରନ୍ତି ଏବଂ ନିଜ କ୍ଷମା ପ୍ରାର୍ଥନା କରନ୍ତି। କ୍ଷମା ପ୍ରାର୍ଥନା କରିକି ପୁଣି ନିଜକୁ ସଂଶୋଧିତ କରନ୍ତି। ସେଇଥିପାଇଁ ସେମାନେ ଦେବତା, ସେଇଥିପାଇଁ ସେମାନେ ପୂଜ୍ୟ, ସେଇଥିପାଇଁ ସେମାନେ ନମସ୍ୟ। ଯିଏ ନିଜର ଭୁଲଟାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରେ ନା, ଆଉ ସେ ଦିଗରେ ଆହୁରି ଅଧିକ ପ୍ରରୋଚିତ ହବାର ଚେଷ୍ଟା କରେ, ସେ ଦେବତା ହୁଅନ୍ତୁ, ଯିଏ ହୁଅନ୍ତୁ, ସମସ୍ତଙ୍କୁ ସେ କର୍ମଫଳ ଭୋଗ କରିବାକୁ ପଡିବ, ବୁଝିପାରିଲେ। ତେଣୁ ସେ ତାଙ୍କ ଭିତରେ ସେ ଯୋଉ ରହିଲା କ୍ଷମତା, ଅହଙ୍କାର, ଏଇ ଯୋଉ ଅର୍ଥଲୋଭ, ଏସବୁ ଯୋଉ ବିପରୀତ ଦିଗ ଗୁଡାକ, ମନ୍ଦ ଜିନିଷ ଗୁଡାକ ପ୍ରତି ଆସକ୍ତ ବେଶୀ ହେଲେ, ତାଙ୍କ ମାନେ ତାଙ୍କ ପରିଣତିଟା ସେଇଭଳିଆ ହେଲା ଆଉ। ହଉ ଦାଦା, ବହୁତ ବହୁତ ଧନ୍ୟବାଦ। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜ୍ଞା ଆଜ୍ଞା ବିଜୟ ଦାଦା, ଆଜ୍ଞା। ଜୟ ଗୁରୁ। ହଁ, ଜୟ ଗୁରୁ। ଯାଉ ବୁଝିଲେ ଆପଣ, ଠିକ ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ମୋର କିଏ ଅଛନ୍ତି? ମୁରଲୀଧର ଦାସ ଭାଇ। ମୁରଲୀଧର ଦାସ ଭାଇ, ଅଡିଓ ଖୋଲନ୍ତୁ। ମୁରଲୀ ଭାଇ, ହଁ କୁହନ୍ତୁ। ଜୟ ଗୁରୁ, ଜୟ ଗୁରୁ, କୁହନ୍ତୁ। ଠାକୁରଙ୍କର ଦେହରକ୍ଷା ପରେ ଯୋଉମାନେ ଅଲଗା ହେଇଗଲେ, ସେମାନେ କଣ ଯୁକ୍ତି ଯୁକ୍ତ କଣ ଯୋଗେଇ? କଣ ହେଲା ବୁଝିପାରିଲେନି? ଠାକୁରଙ୍କ ଠାକୁରଙ୍କର ଦେହ ରକ୍ଷା ହଁ, ପରେ ଯୋଉମାନେ ଅଲଗା କାଜଲଙ୍କ ଗ୍ରୁପ ନେଇକି ରହିଲେ, ହୁଁ ସେମାନେ ହୁଁ, କଣ ଠାକୁରଙ୍କ ବିଷୟରେ କଣ ଯୁକ୍ତି ଯୋଗଉଥିଲେ? ଓହୋ ହୋ, ହଉ ହଉ, ଶରଦ ଭାଇ କୁହନ୍ତୁ। ଶୁଣନ୍ତୁ, ଇଏ ମୁରଲୀଦା, ଆଜ୍ଞା, ସେ ସବୁ ବର୍ତ୍ତମାନ ସମୟରେ ଶୁଣନ୍ତୁ, ଏ କମନ ଆଜ୍ଞା, ପ୍ଲାଟଫର୍ମରେ ପ୍ରାସଙ୍ଗିକ ନୁହେଁ ଆଲୋଚନା, ତଥାପି ମୁଁ କହିଦଉଛି ଆପଣଙ୍କୁ। ଶୁଣନ୍ତୁ, ଆଜ୍ଞା, ଇଏ ବି ଠାକୁରଙ୍କ ଲୀଳାର ଅଂଶ ବିଶେଷ ହେଲା। ଇଏ ବି ଆଜ୍ଞା, ପରମ ପିତାଙ୍କର ଗୋଟେ ଲୀଳାର ଅଂଶ ବିଶେଷ। ଆପଣ ଆଜ୍ଞା, ମାନେ ଯେହେତୁ ସେ ମାନେ ସେ ମଧ୍ୟ ଇଷ୍ଟଙ୍କର ରଥଧାରାରେ ଜନ୍ମ ହେଇଛନ୍ତି, ତାଙ୍କର ମଧ୍ୟ ଆଜ୍ଞା, ଆପଣ ଜାଣିଛନ୍ତି କି ନାହିଁ ଯେ ମାନେ ପୂଜନୀୟ କାଜଲଦା ଯେତେବେଳେ
ମାନେ ତାଙ୍କର ବିବାହ ହେଇଛି ଏବଂ ବିବାହ ଆଜ୍ଞା ହେଲା ପରେ ସେ ଯେତେବେଳେ ସେ ମଧ୍ୟ ଠାକୁରଙ୍କୁ ଗଭୀର ଭାବରେ ଭଲ ପାଉଥିଲେ ହେଲା, ଆଜ୍ଞା ଠାକୁରଙ୍କ ଆଜ୍ଞା ପ୍ରତି ବି ତାଙ୍କର ଗଭୀର ଭଲ ପାଇବା ଆନୁଗତ୍ୟ ଥିଲା, ଶ୍ରୀ ଶ୍ରୀ ଆଜ୍ଞା ବର୍ମାଙ୍କ ପ୍ରତି ବି ତାଙ୍କର ଭଲ ପାଇବା ଆନୁଗତ୍ୟ ଥିଲା ହେଲା। ଆଜ୍ଞା କିନ୍ତୁ ଆଜ୍ଞା ସେ ଯାହା ବି ହଉ, ସେ ଯୋଉ ତାଙ୍କର କୌଣସି ସେ ବି ସେଇ ମାନେ କୌଣସି ଯୋଉ ଗୋଟେ ଉଚ୍ଚତର ଦେବଲୋକରୁ ହିଁ ସେ ଆସିଛନ୍ତି, ହଁ, ଆଜ୍ଞା ତେଣୁ ତାଙ୍କର ଆଜ୍ଞା ପରିବାରରେ ସେ ସ୍ଥାନ ପାଇଛନ୍ତି। କିନ୍ତୁ ଆଜ୍ଞା ଏହା ମଧ୍ୟ ଶୁଣନ୍ତୁ, ପରମ ପିତାଙ୍କର ପରିବାରରେ ଇଷ୍ଟ ପରିବାରରେ ଜନ୍ମ ନେଇକରି ଯୋଉ ଅପୂର୍ବ ସୁଯୋଗ ସେ ପାଇଥିଲେ ଏବଂ ଆଜ୍ଞା ତାଙ୍କର ମାନେ ଅନେକ ଅଗାଧ ପାଣ୍ଡିତ୍ୟ ଥିଲା, ସେ ଆଜ୍ଞା ମାନେ ବିଦେଶ ଫେରନ୍ତା ଡାକ୍ତର ଏବଂ ଆଜ୍ଞା ଜଣେ ଖ୍ୟାତନାମା ଡାକ୍ତର, ଏପରିକି ଆଜ୍ଞା ଭାଇବ୍ରୋମିଟର ର ସମ୍ପର୍କରେ ଅନେକ କଥା ବି ଠାକୁରଙ୍କ ଠାରୁ ସେ ଜାଣି ପାରିଥିଲେ। ଆଉ ଥରେ ବି ଆଜ୍ଞା ପରମ ଶ୍ରୀ ଦାଦା ଥିଲା ସମୟରେ ଜଣେ ମୁର୍ମୁଷୁ ବ୍ୟକ୍ତି ଯେତେବେଳେ ତାଙ୍କର ଦାଦାଙ୍କର ପାଖରେ ନିବେଦନ ହେଲା, ସେ ଅତ୍ୟନ୍ତ ମୁର୍ମୁଷୁ ଅବସ୍ଥାରେ ଥିଲା ଏବଂ ଶ୍ରୀ ଶ୍ରୀ ଆଜ୍ଞା ଦାଦା ତାକୁ ଦାଦା ନିର୍ଦ୍ଦେଶ ଦେଇଥିଲେ ଯେ କାକୁର ଆଜ୍ଞା କାছে নিয়ে যা। ଆଜ୍ଞା ଶ୍ରୀ ଶ୍ରୀ ଦାଦା କହିଥିଲେ ଯେ କାକୁର କାছে নিয়ে ଯା ଏବଂ ଆଜ୍ଞା ପୂଜନୀୟ କାଜଲଦାଙ୍କ ପାଖକୁ ନିଆଯାଇଥିଲା ଶ୍ରୀ ଶ୍ରୀ ଦାଦାଙ୍କ ନିର୍ଦ୍ଦେଶରେ। ତେଣୁ ସେ ଆଜ୍ଞା ସବୁ ବିରାଟ ବଡ ବ୍ୟାପାର, ଆମେ କ୍ଷୁଦ୍ର ତ କ୍ଷୁଦ୍ର ମଣିଷ, ଛାଡ଼ନ୍ତୁ ଆଉ ଛାଡ଼ନ୍ତୁ ସେ ଲୀଳାକୁ ଛାଡ଼ନ୍ତୁ, ସେ ବୁଝିବା ବିଷୟ ଆମର ଆଉ ସମ୍ଭବ ସରୋଜ ଭାଇ ନୁହଁ। ଆଉ ଆଲୋଚନା କିନ୍ତୁ କରନ୍ତୁନି, ଶୁଣନ୍ତୁ, ହଁ ପଦେ ବାସ୍, କହିଦବା ତାକୁ, ପଦେ ଜଣେଇ ଦଉଛି ସଂକ୍ଷେପରେ। ଶୁଣନ୍ତୁ, ଇଏ ହଉଛି ଯାହା କହିଲେ ଆମର ସରୋଜ ଭାଇ ଗୋଟେ ଧାଡି, ଇଏ ଠାକୁରଙ୍କ ଆଜ୍ଞା ପରୀକ୍ଷା। ଭାଇ ଭାଇ ଭିତରେ ବିଭେଦଟା ହେଲେ ଭାଇ ଭାଇକି କେମିତି ଆଦର କରେ। ଆପଣ ଆଜ୍ଞା ଏଇ ଭାଇ ଭାଇକୁ ନେଇକି କୌରବ ପାଣ୍ଡବ ଯୁଦ୍ଧ ମହାଭାରତ ଆଜ୍ଞା ସୃଷ୍ଟି, ଆଜ୍ଞା ସେଇ ଭାଇ ମାନେ ଅର୍ଥ ଲାଳସା ବା ପ୍ରତିପତ୍ତି ବା ଏ ଆଜ୍ଞା ଯାହା କିଛି ଏହାକୁ ଯୋଉ ଲୋଭ ଲାଭ ଟିକେ ରହେ, ଏଇ ଆଜ୍ଞା ଭାବଟାକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରାଯାଇଛି। ସେ ଯିଏ କୁହନ୍ତୁ, ତାଙ୍କ ନାଁ ଫାଁ ମୁଁ କିଛି କହୁନି, ହଁ। ଆଜ୍ଞା ତେଣୁ ସେଇ ପନ୍ଥୀ ଯୋଉମାନେ, ସେଇ ଧାରାର ଲୋକ ଯୋଉମାନେ, ସେଇ ଲକ୍ଷ୍ୟ ନେଇକି ଆସିଛନ୍ତି ଯୋଉମାନେ, ସେମାନେ ଗୋଟେ ଆଜ୍ଞା ଗ୍ରୁପ ହେଇଗଲେ। ଆଜ୍ଞା ତେଣୁ ସେ ଧାରାଟି ହଉଛି ସାମାନ୍ୟ, ଅବଶ୍ୟ ଇଷ୍ଟ ପ୍ରତିଷ୍ଠା ଠାକୁରଙ୍କୁ କେହି ଛାଡି ନା, ଆଜ୍ଞା ଠାକୁରଙ୍କୁ ନେଇ ହିଁ ସମସ୍ତଙ୍କର ସଂସ୍ଥା ଚାଲିଛି। ସେ ମଧ୍ୟ ଠାକୁରଙ୍କୁ ଭଲ ପାଆନ୍ତି, ଠାକୁର ପ୍ରତିଷ୍ଠା କରିବାରେ ଲାଗିଛନ୍ତି, ଠାକୁରଙ୍କୁ ବାଦ ଦେଇନାହାନ୍ତି, ସଦନାମ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଇଷ୍ଟବୁଦ୍ଧି ବି ବିଧାନ ଅଛି, ସଦାଚାର ବି ବିଧାନ ଅଛି, ସବୁ ବିଧାନକୁ କରୁଛନ୍ତି, ସ୍ୱତନ୍ତ୍ର ଭାବେ ସେ କରୁଛନ୍ତି। ତେଣୁ ଆଜ୍ଞା ନିଜର ଟିକେ ଆଧିପତ୍ୟ ବା ନିଜର ସ୍ୱାଭିମାନ ଟାକୁ ଜାହିର କରିବା ପାଇଁ ପ୍ରଚେଷ୍ଟା ସେ କରିଛନ୍ତି। ଯୋଉମାନେ ଯାଆନ୍ତୁ, ଆଜ୍ଞା ତାଙ୍କ ଭିତରେ ଟିକେ ଆଜ୍ଞା ସ୍ୱାଭିମାନତା ବାସ୍, ଆଉ କିଛି ନାହିଁ। ଯେ ସିଏ ସତଙ୍କର ପରିଚାଳକ ହେବେ, ଆମେ କଣ ହେଇପାରିବନି, ବା ସିଏ କରିବେ ଠାକୁର ପ୍ରତିଷ୍ଠା, ଆମେ କଣ ମାନେ ଅଗ୍ରଗାମୀ ହେଇ ଅଗ୍ରଣୀ ହେଇ ଆମେ କଣ ଗୋଟା କରିପାରିବୁନି। ଅନେକ ଜାଗାରେ କେନ୍ଦ୍ର ମନ୍ଦିର ହଉଛି, ତାଙ୍କ ପାଖାପାଖି ଆଉ ଜଣେ ଉଠି ପଡିକିରି ସେ କହୁଛି ମୁଁ ଗୋଟେ କେନ୍ଦ୍ର କରିଦେବି, ସେ ବି ଲାଗି ପଡି ଗୋଟେ କେନ୍ଦ୍ର କରିଦଉଛି। କିନ୍ତୁ ଲକ୍ଷ୍ୟ ଇଷ୍ଟ ପ୍ରତିଷ୍ଠା, ଠାକୁର ପ୍ରତିଷ୍ଠା। ତେଣୁ ଏହା ମଧ୍ୟ ଏକ ପ୍ରକାର ମାନେ ଠାକୁରଙ୍କ ଦ୍ଵାରା ସୃଷ୍ଟ ବିଭେଦ, ଆଉ ଯାହା ଦ୍ଵାରା କି ପ୍ରମାଣିତ ହୁଏ, ପ୍ରକଟିତ ହୁଏ ବାସ୍ତବ ସତ୍ୟ କଣ, ଦର୍ଶନ, ଆଉ କିଛି ନାହିଁ। ଆପଣ ଆଉ ଏଠି ଆଲୋଚନା କରନ୍ତୁ ନାହିଁ। ଜୟ ଗୁରୁ। ଆଜ୍ଞା ଜୟ ଗୁରୁ ଜୟ ଦାଦା ଗୁରୁ। ଦାଦା ଦାଦା ଆଉ ପଦେ ମୁଁ କହୁଛି, ହଁ ତ୍ୟାଗ କୁହନ୍ତୁ କୁହନ୍ତୁ। ଆଉ ଭୋଗ, ତ୍ୟାଗ ଆଉ ଭୋଗ, ଗୋଟିଏ ପଟେ ଆଜ୍ଞା ରହିଲା ତ୍ୟାଗର ଉଦାହରଣ, ଆଉ ଗୋଟେ ପଟେ ରହିଲା ଭୋଗର ଉଦାହରଣ ହେଲା। ଆଜ୍ଞା ତ୍ୟାଗର ଉଦାହରଣ, ଭୋଗର ଉଦାହରଣ। ତ୍ୟାଗର ଉଦାହରଣ ହେଲା ଆଜି 5 ପିଢି ପର୍ଯ୍ୟନ୍ତ ଦେଖୁଛନ୍ତି, ଭୋଗର ଉଦାହରଣ ବି ଦେଖିଲେ। ତ୍ୟାଗ ଆଉ ଭୋଗ, ଏଇଟା ହଉଛି ତ୍ୟାଗ ଆଉ ଭୋଗର ଉଦାହରଣ। ଗୋଟେ ଲୀଳା, ତାଙ୍କ ଲୀଳା ମାଧ୍ୟମରେ ଠାକୁର ଏଟା କରିଦେଇକି ଯାଇଛନ୍ତି, ଲୀଳା ପ୍ରକଟ କରିକି ଯାଇଛନ୍ତି। ଏଟା ଲୀଳାର ଗୋଟେ ଅଂଶ ବିଶେଷ, ଏଥିରେ କୌଣସି ପ୍ରକାରର ଦୁବିଧା ନାହିଁ କି କୌଣସି ପ୍ରକାର ଇଏ ନୁହେଁ। ଆଉ ଯାହା ବିଜୟତା କହିଲେ, ଏ ସମସ୍ତେ ଇଷ୍ଟ ପ୍ରତିଷ୍ଠା ପାଇଁ ହିଁ ବ୍ରତୀ, କିନ୍ତୁ ଇଷ୍ଟ ପ୍ରତିଷ୍ଠା ମଧ୍ୟ କୋଉ ଭଳି ଦିଗରେ, ମାନେ ତ୍ୟାଗ ମନୋବୃତ୍ତି ନେଇକି ଇଷ୍ଟ ପ୍ରତିଷ୍ଠା କରିବା ଏବଂ ଭୋଗ ମନୋବୃତ୍ତି ନେଇକି ଇଷ୍ଟ ପ୍ରତିଷ୍ଠା କରିବା ଭିତରେ ପାର୍ଥକ୍ୟ କଣ, ଏଇଟା ହଉଛି ଆମେ ଏଇ ଉଦାହରଣ ଭିତରେ ପରିଲକ୍ଷିତ ହଉଛି ତାଙ୍କ ଲୀଳା ଭିତରେ। ଜୟଗୁରୁ। ନେକ୍ସଟ ଅଛନ୍ତି ଆମର ଡକ୍ଟର କଳ୍ପନା ଦଳିମା। ଡକ୍ଟର କଳ୍ପନା ଦଳିମା, କଣ ପ୍ରଶ୍ନ ଅଛି କୁହନ୍ତୁ? ଡକ୍ଟର କଳ୍ପନା ଦଳିମା। ଦାଦା ଜୟଗୁରୁ, ଦାଦା ଜୟଗୁରୁ। ଜୟଗୁରୁ। ଦାଦା ହଁ, ଆଜି ଯୁଗରେ ଯୋଉ ଝିଅ ମାନେ ଦାଦା ଦେଖନ୍ତୁ, ନିଜର ବୈଶିଷ୍ଟ୍ୟ କଣ ଜାଣି ପାରୁନାହାନ୍ତି, ତ ଯୋଉ ଅବସାଦରେ ଘୁରି ବୁଲୁଛନ୍ତି, ଭୁଲ ଟା ଜାଣିକି ମଧ୍ୟ ଭୁଲ କରୁଛନ୍ତି, ହେଲେ ପରିସ୍ଥିତି ତ ତାଙ୍କୁ ରକ୍ଷା କରୁନି। ହେଲେ ମୁଁ କହିବା କଥା, ଏଇଭଳିଆ ତ ଏତେ ଚାଲି ରହିଛି, ଯେତେ ସତ୍ସଙ୍ଗ କର, ଯାହା ବି ବୁଝାଅ, ସବୁ ଠିକ ଯଦି ହଉଛି, ମୁଁ ବି ତ କେତେ ଭୁଲ କରୁଛି। ହେଲେ ଏଇ ପରିସ୍ଥିତିରୁ ମୁଁ ମୁକୁଳିବା ପାଇଁ ମତେ କଣ କେମିତି କରିବାକୁ ପଡିବ? ମୁଁ କଣ ଏତିକି ଯଜନ ଇଷ୍ଟବୁଦ୍ଧି ଟିକେ କଲେ ହେଇଯାଉଛି? ଏତିକି ତ ହଉନି। ସରୋଜ ଭାଇ କୁହନ୍ତୁ।
ହବ ମା, ହବ ହବ। ଏଇ ଯଜନ ଯାଜନ ଇଷ୍ଟଭୂତିରେ ହିଁ ସବୁ ହବ। ଏଇ ଯଜନ ଯାଜନ ଇଷ୍ଟଭୂତି ଇଏ ସାମାନ୍ୟ ଜିନିଷ ନୁହେଁ। ଇଏ ଯିଏ ଜୀବନ ତ ଯିଏ ସରି ଖାଲି ସରି ଆସିଲାଣି। ନା 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 ମା, ନା 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 ନା, ଯଜନ ଯାଜନ ଇଷ୍ଟଭୂତି ଏଇଟା ସାମାନ୍ୟ ଜିନିଷ ନୁହେଁ। ଇଏ ହଉଛି ଏ ଯୁଗର ସାଧନା, ହଉଛି ଯଜନ ଯାଜନ ଇଷ୍ଟଭୂତି। ତା ସହିତ ପୁଣି ସ୍ୱସ୍ତନୀ ସଦାଚାର, ଏ ଯୋଉ ଏଇଟା ଅଛି। ଆମେ ଆମେ ସେଇ ସ୍ତରରେ ଉପନୀତ ହେଇପାରି ନାହେଁ। ତାକୁ ଠିକ ଭାବରେ ପୁରା ନିଷ୍ଠାର ସହିତ ଶୃଙ୍ଖଳିତ ଭାବରେ ଆମେ ପରିପାଳନ କରିପାରି ନାହେଁ। ଯଜନ ଯାଜନ ଇଷ୍ଟଭୂତି ହୁଁ ଆପଣ ହୁଁ ଆମେ ନିଜେ ନିଜକୁ ଆତ୍ମସମୀକ୍ଷା କରିବା। କିନ୍ତୁ ପ୍ରକୃତରେ ଏଇ ଯଜନ ଯାଜନ ଇଷ୍ଟଭୂତି ଭିତରେ ଯେ ଏଇ ଯୁଗର ଯଦି କିଛି ସାଧନା ଅଛି, ଏଇ ଯୁଗର ସବୁଠାରୁ ବିରାଟ ସାଧନା ହଉଛି ଏଇ ଯଜନ ଯାଜନ ଇଷ୍ଟଭୂତି। ଏଇ ଯଜନ ଯାଜନ ଇଷ୍ଟଭୂତି ଏଇ ତିନିଟା ଜିନିଷ ଭିତରେ ହିଁ ମଣିଷର ସବୁ କିଛି, ମାନେ ଯଦି ଏଇ ତିନିଟା ଯଦି ନିଖୁଣ ଭାବରେ ମଣିଷ ଯଦି ପରିପାଳନ କରେ, ଆପଣ ଯୋଉ କହୁଛନ୍ତି ସମସ୍ତ ଭୁଲ ତ୍ରୁଟିକୁ ମଣିଷ ରୋକିପାରେ। ଆଉ ସବୁଠାରୁ ବଡ ଜିନିଷ ହଉଛି ଠାକୁର ଧରେଇ ଦେଇଛନ୍ତି ଯେ ଯିଏ ଯେତେ ଏଇ ଯୋଉ ନାମର ଏଇ ଶକ୍ତି ଅଛି, ଯେ ମଣିଷ ଯେତେ ନାମ ଧ୍ୟାନ କରିବ ସେ ତାର ସେତେ ତ୍ରୁଟିକୁ ଧରି ପାରିବ, ନିଜର ତ୍ରୁଟି ଧରି ପାରିବ। ଆଉ ତ୍ରୁଟି ଧରିଲେ ଯଦି ସେ ଯଜନ ଯାଜନ ଇଷ୍ଟଭୂତି ପରାୟଣରେ ଅଛି, ନିଶ୍ଚିତ ଭାବରେ ଆତ୍ମସମୀକ୍ଷା କରିବ, ତାର ଆତ୍ମନିୟନ୍ତ୍ରଣ ଆସିବ। ଆତ୍ମନିୟନ୍ତ୍ରଣ ହେବା ଦ୍ୱାରା ତାର ଭୁଲ ସଂଶୋଧିତ ହବ ଏବଂ ପରବର୍ତ୍ତୀ ଅବସ୍ଥାରେ ତାର ନିଶ୍ଚିତ ଭାବରେ ସେ ଭଲ ଫଳ ପାଇବ। ଏଇଟା ନିଶ୍ଚୟ, ଏଇଟା ନିଶ୍ଚୟ ଧ୍ରୁବ ସତ୍ୟ ଏଇଟା। ହୁଁ। ହେଲେ ଦାଦା ତାମାନେ ମୋ ଦ୍ଵାରା ଭଲ କି ହଉନି ଏ ନା ଭାବିବି, ନାଇଁ କି? ନାଇଁ, ଆପଣ ବୋଲି ନୁହଁ, ମୁଁ ବୋଲି ନୁହଁ, କିଏ ବୋଲି ନୁହଁ, କୌଣସି ଲୋକ ବି ମୋର ଯଦି କିଛି ଭୁଲ ଦୋଷ ତ୍ରୁଟି ରହୁଛି, ମୁଁ ସଂଶୋଧିତ ହେଇପାରୁନାହିଁ, ମୋର ମାନେ ମୁଁ ଆତ୍ମସମୀକ୍ଷାରେ ଅନୁଭବ କରୁଛି ଯେ ମୋର ଭୁଲ ରହୁଛି, ମୋର ଦୋଷ ରହୁଛି, ତ୍ରୁଟି ରହୁଛି, ତା ଅର୍ଥ ମୋର ସାଧନା ସ୍ତରକୁ ସେଭଳି ଭାବରେ ବୃଦ୍ଧି କରିବା ଦରକାର ଏବଂ ଯଜନ ଯାଜନ ଇଷ୍ଟଭୂତିକୁ ଆହୁରି ନିଖୁଣ କରିବା ଦରକାର। ଆଉ ନାମ ଧ୍ୟାନ, ବିଶେଷ କରି ନାମ, ଏଇ ଯୋଉ ନାମର ଯୋଉ ପାୱାର ଅଛି, ଯୋଉ ଶକ୍ତି ଅଛି, ନାମ ଧ୍ୟାନ କରିବା ଦ୍ୱାରା ମୋର ଭୁଲ ତ୍ରୁଟିକୁ ମୁଁ ଧରିପାରିବି। ଆଉ ମୋର ଭୁଲ ତ୍ରୁଟି ଯେତେବେଳେ ମୁଁ ଧରିପାରିବି, ନିଶ୍ଚିତ ଭାବରେ ଆତ୍ମନିୟନ୍ତ୍ରଣ ମୋର ଆସିବ, ଆତ୍ମନିୟନ୍ତ୍ରଣର ମନୋଭାବ ଆସିବ। ଆଉ ମୁଁ ଯେତେ ମୋର ଇଷ୍ଟଙ୍କ ପ୍ରତି ଆନୁଗତ୍ୟ, ନିଷ୍ଠା, ଭଲ ପାଇବାଟା ଯେତେ ବଢେଇବି, ମୋର ନିଶ୍ଚିତ ଭାବରେ ମୋର ସଂଶୋଧନ ହେବି ହିଁ ହେବି, ସଂଶୋଧିତ ହେବି ହିଁ ହେବି। ଆପଣ ଭାବୁଛନ୍ତି, ଆପଣ ଯୋଉ ଭାବୁଛନ୍ତି ମୋର ଦୋଷ ଅଛି, ତା ଅର୍ଥ ମୁଁ ଭାବୁଛି ଯେ ଆପଣ ଜଣେ ଭଲ ସତ୍ସଙ୍ଗୀ, ଆପଣ ଜଣେ ଭଲ ସତ୍ସଙ୍ଗୀ, ଯିଏକି ଆପଣ ସର୍ବସମ୍ମୁଖରେ ଆପଣ ସ୍ୱୀକାର କରୁଛନ୍ତି, ସ୍ୱୀକାର କରିପାରୁଛନ୍ତି। ସ୍ୱୀକାର କରିପାରିବାର ସାହସ ବହୁତ ସତ୍ସଙ୍ଗୀ ମାନଙ୍କର ନଥାଏ। ଯିଏ ପ୍ରକୃତ ସତ୍ସଙ୍ଗୀ ସେ ହିଁ ନିଜେ ସ୍ୱୀକାର କରିପାରେ ଯେ ମୋର ଭୁଲ ଅଛି, ମୋର ଦୋଷ ଅଛି, ମୁଁ ଆଉ ଠିକ ଟିକେ ଯଜନ ଯାଜନ ଇଷ୍ଟଭୂତି ଆହୁରି ନିଖୁଣ କରିବା ଦରକାର, ମୁଁ ପରିପାଳନ କରିବାରେ ମୋର କିଛି ଦୋଷ ତ୍ରୁଟି ରହୁଛି। ଏଇ ସ୍ୱୀକାର କରିବାଟା ହଉଛି ଗୋଟେ ପ୍ରକୃତ ସତ୍ସଙ୍ଗୀର କର୍ତ୍ତବ୍ୟ। ମୁଁ ମୁଁ ଗୋଟେ ଭଲ, ମୋର କିଛି ଭୁଲ ନାହିଁ, ମୁଁ ଯଜନ ଯାଜନ ଇଷ୍ଟଭୂତି ସବୁ କରୁଛି, ମୁଁ ଦି ଓଳା ପୂଜା ପ୍ରାର୍ଥନା କରୁଛି, ମୋର କିଛି ଭୁଲ ନାହିଁ, ଏଇଟା ଗୋଟେ ପ୍ରକୃତ ସତ୍ସଙ୍ଗୀର ଉଦାହରଣ ନୁହେଁ। ପ୍ରକୃତ ସତ୍ସଙ୍ଗୀର ଉଦାହରଣ ହଉଛି ଯିଏ ନିଜର ଦୋଷକୁ ନିଜେ ସ୍ୱୀକାର କରିପାରେ, ସେ ସତ୍ସାହସ ଯୋଉମାନଙ୍କର ଥାଏ ସେମାନେ ପ୍ରକୃତ ସତ୍ସଙ୍ଗୀ। ତେଣୁ ଆପଣ ଭାବୁଛନ୍ତି ଆପଣଙ୍କର ଭୁଲ ହଉଛି ବୋଲି ଭାବୁଛନ୍ତି, ସେମାନେ ତା ଅର୍ଥ ଆପଣଙ୍କର କମ ଭୁଲ ହଉଛି, ଆପଣଙ୍କର କମ ଭୁଲ ହଉଛି, ସେଇଥିପାଇଁ ଆପଣ ସେଇଟାକୁ ଅନୁଭବ କରିପାରୁଛନ୍ତି ଯେ ଆପଣ, କିନ୍ତୁ ଆପଣଙ୍କ ଠାରୁ ଅନେକ ଭୁଲ କରିବା ଲୋକ ଅଛନ୍ତି। ଆଉ ଆପଣ ବି ଚାହିଁଲେ ସେଇ ଆପଣ ଯେହେତୁ ସ୍ୱୀକାର କରିପାରୁଛନ୍ତି, ତେଣୁ ଆପଣ ଶୀଘ୍ର ସଂଶୋଧନ କରିପାରିବେ, ଆପଣ ହିଁ କରିପାରିବେ। No one can do this, ଅନ୍ୟ କେହି ଦାଦା ଆପଣଙ୍କର ଠିକ କଥା। ହେଲେ ଦାଦା ମୁଁ କହିବା କଥା ନାମ ଧ୍ୟାନ ଯୋଉଟା ଅଧିକ ହବା କଥା ସେଇଗୁଡାକ ହଉନି। ଏବେ ଅନଲାଇନ ସତ୍ସଙ୍ଗରେ ରାତି ଦିନ ବସିଲୁ, ଆଉ ତାପରେ ଫିଜିକାଲ ସତ୍ସଙ୍ଗ ବି ହେଲେ ଯାଉଛୁ, ବା ଡିପି ୱାର୍କରେ ଟିକେ ଯାଉଛୁ, ବା ଡ୍ୟୁଟିରେ ଯାଉଛୁ, ଆଉ ନାମ ଧ୍ୟାନ ନା ନା ହେଇପାରୁନି। ନା ହେଲେ ନା 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 ସେଇଗୁଡାକ ନା ହିଁ ନା 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 ଅଭାବ ନା ରହୁଛି। ନା ଏଇଟା ବି କିଛି ବ୍ୟର୍ଥ ଯିବନି ମା। ଏଇ ଯୋଉ ଅନଲାଇନ ସତ୍ସଙ୍ଗରେ ଆପଣ ଯୁକ୍ତ ହେଲେ ବା ଅଫଲାଇନ ସତ୍ସଙ୍ଗରେ ଗଲେ ବା ପ୍ରଭୁଙ୍କର କାମରେ ଗଲେ, ଏଇଟା ଶୁଣନ୍ତୁ, ଆପଣଙ୍କର ଆମର ସାମୂହିକ ସାଧନା ପୂର୍ବରୁ ଠାକୁର କହିଛନ୍ତି ଆମର ପ୍ରଥମ ହଉଛି ବ୍ୟକ୍ତିଗତ ସାଧନା, ବ୍ୟକ୍ତିଗତ ସାଧନା ପରେ ଆସିବ ସାମୂହିକ ସାଧନା, ବୁଝିଲେ? ଏଇଟା ହଉଛି ସାମୂହିକ ସାଧନାର ଅନ୍ତର୍ଗତ। ଆମେ ସତ୍ସଙ୍ଗରେ ଯୋଗ ଦେବା, ପ୍ରଭୁଙ୍କର କର୍ମରେ ଯିବା, ଡିପି ୱାର୍କରେ ଯିବା, ଦୀକ୍ଷା କାମରେ ଯିବା, ଏଇଟା ହେଲା ସାମୂହିକ ସାଧନା। ମର୍ଣ୍ଣିଂ ପ୍ରେୟାରରେ ଯିବା, ଇଭିନିଂ ପ୍ରେୟାରରେ ଯିବା, ମନ୍ଦିରକୁ, ଆମ ନିଜ ଉପଯୋଜନା କେନ୍ଦ୍ରରେ ଯୋଉ ପୂଜନୀୟ ଅବିନ୍ଦା ଆଚାର୍ଯ୍ୟ ଦେବ ଯୋଉ ନିର୍ଦ୍ଦେଶ ଦେଇଛନ୍ତି, ଗୁରୁ ଯାଇକି ମର୍ଣ୍ଣିଂ ପ୍ରେୟାର କରିବା ପାଇଁ ଉପଯୋଜନା କେନ୍ଦ୍ର ଲେବୁଲରେ ମର୍ଣ୍ଣିଂ ପ୍ରେୟାର ହଉ, ଆଉ ଏଇ ମନ୍ଦିରରେ ମର୍ଣ୍ଣିଂ ପ୍ରେୟାର, ଇଭିନିଂ ପ୍ରେୟାରରେ ଗୁରୁ ଭାଇ ମା ମାନେ ଯୋଗ ଦିଅନ୍ତୁ। ଏ ସବୁ ହେଲା ସାମୂହିକ ସାଧନା। ଆଉ ସାମୂହିକ ସାଧନାର ଗୋଟେ ଶକ୍ତି ଅଛି, ସାମୂହିକ ପ୍ରାର୍ଥନାର ଗୋଟେ ବିଶେଷ ଶକ୍ତି ଅଛି, ଯୋଉଟା କି ଜଗତର କଲ୍ୟାଣ ହୁଏ। ସେ ଏରିଆରେ ଆପଣ ଯୋଉ ଏରିଆରେ ମନ୍ଦିର ଅଛି, ଯୋଉ ଏରିଆରେ କେନ୍ଦ୍ର ଅଛି, ସେଠି ଯଦି ସମସ୍ତେ
परम पिता पाखे प्रार्थना करें श्री बड़दा कहते मोर पिला बेलू गोटे अभ्यास अच्छी श्री बड़दा कहते मोर पिला बेलू गोटे अभ्यास अच्छी मु सकाळु उठिले जो मानकर नाम मोर मने पड़े से मानकर मंगल पई मु प्रार्थना करे जो मानकर नाम मने भी पड़े ना है जो मानकर केवल नाम मने पड़े ना से मानकर मंगल पई भी प्रार्थना करे जो माने मोर किछि क्षति करिसंती जो मानक ऊपर मोर किछि अभिमान आसीछि जो मानक ऊपर मु टिके किछि क्षुब्ध होइछि मु तांकर मंगल पई मध्य प्रार्थना करे कहते यहाँ मोर पिला बेलू मोर ये अभ्यास शिशु बड़दा कहते कृष्ण प्रसंग शिशु बड़दा कहते कथा जे मुझे सब से प्रार्थना करे तेणु यहाँ सामूहिक प्रार्थनार गोटे विराट बड़ शक्ति अच्छी परम पिता पाखे जिते आम अन्यर मंगल प्रार्थना करवा जिते आम नाम ध्यान परायण हवा से निश्चित भाव में सेटा मंगलकांक्षी यहाँ के व्यर्थ जीवनी किंतु ता सहित निजर व्यक्तिगत साधना है आम अंतत प्रतिशत इष्टभूति करुचे तो पूजनीय परम पूज्य आचार्य देव एतिकी भी कहते अति कम 5 मिनिट भी नाम ध्यान सकाଳେ ଥରେ ରାତିରେ ଶୋଇଲା ବେଳେ ଥରେ 5 ମିନିଟ୍ ବି ପ୍ରତ୍ୟେକ ଦିନ ମାନେ ଭାଇ ମାନେ ଧ୍ୟାନ କରନ୍ତୁ କାରଣ ସେ ଦ୍ରଷ୍ଟା ପୁରୁଷ ସେ ଅନୁଭବ କରି ପାରୁଛନ୍ତି ସେତିକି ବି ବର୍ତ୍ତମାନ ଆମର ଗୁରୁ ଭାଇ ମାନେ ସତ୍ସଙ୍ଗୀ ମାନେ ସେତିକି ବି କରିବା ପାଇଁ ନାରାଜ ଟିକିଏ ସମୟ ବି ନିଜର ସାଧନା ପାଇଁ ଦେବା ପାଇଁ ବି ନାରାଜ ବୁଝିପାରିଲେ ଏପରିକି ମନ୍ତ୍ର ପଢିକି ନିଜେ ଟିକେ ଇଷ୍ଟଭୂତି ନିବେଦନ କରିବା ପାଇଁ ବି ନାରାଜ ବୁଝିପାରିଲେ କି ମନ୍ତ୍ର ପଢିକି ଇଷ୍ଟଭୂତି ନିବେଦନ କରିବା ପାଇଁ ନାରାଜ ठीक 30 दिन इष्टभूति प्रेरण करने नाराज ये सब ये जो विभिन्न प्रकार ये जो माने मनोभाव मनुष्य भीतर आज सृष्टि भीतर देख तो दोष त्रुटि प्रवेश कर भूल त्रुटि प्रवेश कर तेणु आम चेष्टा करवा आम व्यक्तिगत साधना को ठीक रखा ऑटोमेटिकली व्यक्तिगत साधना ठीक है सामूहिक साधना भी ठीक हम आम निजर दोष त्रुटि भी संशोधित हम जार प्रभावटा भी अन्य पड़ो अन्य परिवेश भी प्रभाव पड़ो आउ सबुठारु भल गुण होची मनुष्य निजर दोषटा को धरी पारिबा निजर दोष को स्वीकार करिबा जार साधना नथिबो से निजर दोष धरी पारिबो नै मोर दोष अछि बोली कहि पारिबो नै मोर भूल अछि बोली कहि पारिबो नै जे मोर भूल अछि बोली कहूची मोर दोष अछि बोली कहूची माने से नाम ध्यान करूचंती किंतु नै तेणु माने संशोधन प्रयासी हेबाटा सेटा होची संशोधन प्रयासी हेबाटा आउ टिके साधनार उच्चतर दिग मुझे साधनार मु संशोधन हेबी मु संशोधन करी निजको संशोधन करी जो भूल रोचे से भूलटा को निजे आत्मसमीक्षा करी आत्मसमीक्षा कले तापर आसो आत्मनियंत्रण हेले ऑटोमेटिकली मोर व्यक्तित्वटा से भाया जाजुल्यमान हे उठिबो जय गुरु दादा जय गुरु धन्यवाद दादा बहुत सुंदर बुझे देले जय गुरु आगे 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 जय गुरु और कल्पना माँ बुझी पारे तो आपण जने परम साधिका आप सब प्रश्न पचार विभिन्न जगह शुणुची देखुची जानुची आपनकर बहुत जानिबार आकांक्षा रही ये बछेईर सिस्टम होउची कोन आपण जो मान पाखरे बसा उठा करछंती से मानको कहिबे भाई बा माँ मोर किछि व्यवहार त्रुटि होउनी तो टिके टिके हैला बास बा जदि आपन पथरे किते उत्क्षिप्त हो जाउची आपण सेठी स्टडी करिवे जे मो कथा कहबे बेले किछि रहि गेला त्रुटि बा केई जा चाहूची किछि से ता पूर्ण होउनी से आपण से बळी कोऑपरेशन रखु ना दी बहुत मातृ सम्मेलन रे मां माने कहती से अमुक लोक अमुक माटा कोऑपरेटिव नुहंती मु सुने मु ताको कोऑपरेटिव करिवार काम कारण होउची कोन तार मेथड होउची कोन ताको आको आपणी नियंतु तार जो दोष दुर्गुण को आपण देखंतु नाही ताको आपणी नियंतु आ टिके आह्लाद करंतु मां आपण नहले को काम हे बेरिबो आपण आको जेमिति करंते ना सेटा अति सुंदर होय दीपद मिठा कथा कहि कि ताको डाकी आनले से काम लागि जीव ताकर टिके अभिमान थाई स्वाभिमानी मां माने थांती एमति बहुत कथा थाई तेणु से जेमती कि आपण जानतु जोठी की गले मध्य जदि इष्ट काम रे जोगान दबा पे आपन को डका जाउची आपण तो ठाकुर बाणी पढुचंती बा आलोचना भी करूथिबे ए सब जिनिस सुजोग सुविधा मिलुथिबो जोठी न मिलुची मध्य अप्रिशिएट करंतु जे कहिले ताकर आलोचना भितर जो जो भल कथाटा कहिले से कथाटा को धरि नेबे अनेक फॉल्स कथा थाई पारे ता भितर किछि भल कथा थाए माँ आज जो यही कथा कहले ना अति सुंदर मत हार्ट टच कला बस दैट्स एनफ से लोकटा को अप्रिशिएट कले आपण आनंद पाइले ताकू मन मध्य आपनकर आनंद करे शेयर कले हैला यही हैला कथा धीरे धीरे करिवो ओ जय गुरु आपण जाऊ बहुत बढ़िया दादा जय गुरु जय हां दादा
ଆଉ ନେକ୍ସଟ ଅଶୋକ କୁମାର ଦାସ ଭାଇ, ନେକ୍ସଟ ଅଶୋକ କୁମାର ଦାସ ଭାଇ କୁହନ୍ତୁ କଣ ପ୍ରଶ୍ନ ଅଛି? ଅଶୋକ କୁମାର ଦାସ। ଜୟଗୁରୁ ଦାଦା, ଜୟଗୁରୁ। ଜୟଗୁରୁ କୁହନ୍ତୁ। ଦାଦା ଟପିକ ତ ଅଛି, ଯାହା ଯାହା ଇଚ୍ଛା ତାହା କଲେ ତାହା କିନ୍ତୁ ଚଳିବ ନାହିଁ, ଭଲ ଛଡା ମନ୍ଦ କଲେ ପରିସ୍ଥିତି କିନ୍ତୁ ଛାଡିବ ନାହିଁ। ଦାଦା ମୁଁ ଗୋଟେ କେସ୍ କହିବି ଦାଦା, ମୁଁ ଦେଖି ଆସୁଛି, ଏଟା ପ୍ରାକ୍ଟିକାଲ କଥା। ପିଲାଟା ଜନ୍ମରୁ ତାଙ୍କର ଧର ତାଙ୍କର ପରିବାର ବହୁତ କଷ୍ଟ, ଖାଇବାକୁ ପାଉନଥିଲେ, କିନ୍ତୁ ସେ ପିଲାଟା ଗୋଟେ ଦୋକାନ କରିକି ଏଇ ଯୋଉ ବ୍ରଏଲର କାଟିକିରି ସେ ବିକିଲା ଏବଂ ବ୍ରଏଲର ହୋଲସେଲ କରା। ସିଏ ବର୍ତ୍ତମାନ ତାର ମାନେ ଏଜ 40 ପାଖାପାଖି ହେଲାଣି, ଧରନ୍ତୁ 30 ବର୍ଷ ହେଲା ସିଏ ମାନେ 20 ବର୍ଷ ହେଲା ସିଏ କଲାଣି। ତେଣୁ ସିଏ ବର୍ତ୍ତମାନ 30,000 ଏଭବ ଟଙ୍କା ତାର ଆଜିକାଲି ମାନେ ଡେଲି ଇନକମ୍। ତ ତାର ପରିସ୍ଥିତି ଉନ୍ନତି ହେଇ ହେଇ ଚାଲିଛି, ମାନେ ବିଲ୍ଡିଂ କରି ଗାଡି 2ଟା 3ଟା ଥିଲା 4ଟା 5ଟା ହେଇଗଲାଣି ଗାଡି। ତ ଆମେ ତ ଦେଖୁଛେ ଦାଦା ଏଇ କାମ କରିକି ପ୍ରାକ୍ଟିକାଲି ସିଏ ଡେଭଲପ କରି କରି ଚାଲିଛି, ତାର ପରିସ୍ଥିତି ତ କିଛି ଅସୁବିଧାରେ ନାହିଁ ନା ଦାଦା। ଶରଦ ଭାଇ କୁହନ୍ତୁ। ଶରଦ ଭାଇ, ଶରଦ ଭାଇ ଅଛନ୍ତି? ଜୟଗୁରୁ ଜୟଗୁରୁ ଜୟଗୁରୁ। ହଁ ଜୟଗୁରୁ। ଆଜ୍ଞା ଶୁଣନ୍ତୁ, ସେଇଟା ଦେଖନ୍ତୁ, ସେଟା ବୃତ୍ତିଗତ ସେ କଣ କରୁଛନ୍ତି କଣ ନାହିଁ ସେଟା ଅଲଗା କଥା। ଆଉ ସେ ବୃତ୍ତିଗତ କରିକି ସେ ଯୋଉ ପାଉଛନ୍ତି, ସେ ବୃତ୍ତିଗତ ତାଙ୍କର କର୍ମ ଭିତରେ ସେଇଟା କଣ ତାଙ୍କର ହିସାବ କିତାବ, କର୍ମଫଳ ହିସାବ କିତାବ ସବୁ ତାଙ୍କର କଣ ରହିଛି କଣ ନାହିଁ ସେଟା ଅଲଗା କଥା। ସେ ବୃତ୍ତିଗତ ନିଜର ଜୀବିକା ନିର୍ବାହ କରିବା ପାଇଁ ସେ କରୁଛନ୍ତି, କିନ୍ତୁ ଯାହା ହେଲେ ବି ସେଇ ଜିନିଷ ମାନେ ଆମ ଆଖିକୁ ଏଇଟା ଗୋଟେ ସତ୍ସଙ୍ଗ ହିସାବରେ ଆମେ ଅନ୍ୟ ବିଭିନ୍ନ ଉପାୟ ବି ଅଛି, ଆମେ ଆୟ ଉପାର୍ଜନ କରିପାରିବେ, ବିଭିନ୍ନ ଉପାୟ ବି ଅବଲମ୍ବନ କରିପାରିବେ। ଯେଟା ସେଥିପାଇଁ ଆମକୁ ଏଇଟା ଭଲ ଲାଗୁନି, କିନ୍ତୁ ଅନ୍ୟମାନେ ବି ସେଇ ଜୀବିକା ନିର୍ବାହ କରି କରୁଛନ୍ତି। ଆମେ ଉପନିଷଦରେ ବି ବେଦଙ୍କର କାହାଣୀ ପଢିଛେ ଯେ କେମିତି ଉପନିଷଦରେ ସେମିତି ଗୋଟେ ଜଣେ ମାଂସ ବିକାଳି କେମିତି ତାଙ୍କ ପାଖକୁ ଯାଇଛନ୍ତି, ପଠା ହେଇଛି, କରିଛନ୍ତି, ବିଭିନ୍ନ ପ୍ରକାର କଥା ଅଛି। ସେ ଯଦି ସେଟା ଯେ ସେ ଉପାୟରେ ଅବଲମ୍ବନ କରିକିରି ଆୟ କରିଦଉଛନ୍ତି, ଆୟ କରିଦେଲେ ଯେ ସେ କିଛି ତାଙ୍କର ଯେଟା ବିଶେଷ ଉନ୍ନତି ଠାକୁର କହୁଛନ୍ତି, ଉନ୍ନତି ମାନେ ଉନ୍ନତି ମାନେ ସେଇ ଶ୍ରେୟଙ୍କ ପାଖରେ ନତି ସ୍ୱୀକାର କରିବା କେତେ ମୋର ହଉଛି, ମୋର ଶ୍ରେୟଙ୍କ ପାଖରେ ନତି ସ୍ୱୀକାର କରିବାଟା କେତେ ଦୂର, ମାନେ ସେଇଟା ହଉଛି ବାସ୍ତବରେ ଉନ୍ନତି। ମୁଁ ସେ ଖାଲି ସେ ମାନେ ବ୍ରଏଲର ବ୍ୟବସାୟ କରିକି ଟଙ୍କା ରୋଜଗାର କରିଦେଲେ ବା ତାଙ୍କର ଆୟ ହେଇଗଲା, ସେଟା ବି ନୁହେଁ। ଆଉ ବି ଅନେକ ଲୋକ ବିଭିନ୍ନ ଉପାୟରେ ଅବଲମ୍ବନ କରୁଛନ୍ତି, ବ୍ୟବସାୟ କରୁଛନ୍ତି। ବ୍ୟବସାୟର ଯୋଉ ପଞ୍ଚନୀତି, ଠାକୁରଙ୍କ ବ୍ୟବସାୟର ପଞ୍ଚନୀତି, ତାକୁ ଲୋକ ଅବଲମ୍ବନ କରନ୍ତି ନାହିଁ, ତାଙ୍କର ନିଜର ମାଫିକ ବ୍ୟବସାୟ କରନ୍ତି। ଅନେକ ଲୋକଙ୍କଠୁ ଅନେକ ମାନେ ଶୋଷଣ କରିକିରି କେମିତି ଉପାର୍ଜନ କରିବୁ ସେ ଚିନ୍ତାରେ ଲାଗି ରହନ୍ତି। ଚାକିରି କରିକିରି ବିଭିନ୍ନ ପ୍ରକାରର ଅସତ୍ ଉପାୟର ଉପାର୍ଜନ କରିବା ପାଇଁ ବି ଚେଷ୍ଟା କରନ୍ତି। ଆଉ ଟଙ୍କା ହେଇଗଲା, ବ୍ୟାଙ୍କ ବିଲ୍ଡିଂ ହେଇଗଲା ଯେ ସେଇଟା ଉନ୍ନତି, ତା ନୁହେଁ। ଉନ୍ନତି କହିଲେ ହଉଛି ଉନ୍ନତି, ଶ୍ରେୟଙ୍କ ପାଖରେ ନତି ସ୍ୱୀକାର କରିବା, ଶ୍ରେୟଙ୍କ ପ୍ରତି ତାର ନିଷ୍ଠା, ଆନୁଗତ୍ୟ, ଭଲ ପାଇବା କେତେ ଦୂର ବଢିଛି, ସେଇଟା ହଉଛି ତାର ବାସ୍ତବରେ ଉନ୍ନତି। ସେଇ ଉନ୍ନତି ହିଁ ତାର ମଣିଷ ଜୀବନର କାମ୍ୟ ହେଲା। ହୁଏତ ସେ ଆଜି ଏ ବୃତ୍ତିକୁ ଆପଣେଇଛନ୍ତି, ସେ ବୃତ୍ତିକି ଆପଣେଇ କରି ଯଦି ସେ ଆଉ ପରବର୍ତ୍ତୀ ଅବସ୍ଥାରେ ନାଇଁ ଏଇ ଜିନିଷଟା ସେ ଯେତେବେଳେ ଅନୁଭବ କରିବେ ଯେ ଏଇ ଜିନିଷଟା ମୋର କରିବାଟା ଉଚିତ ନୁହଁ, ଏଇ ଜିନିଷରେ ମୁଁ ଗୋଟେ ସତ୍ସଙ୍ଗୀ, ମତେ ଏଇଟା ଆଉ ସୁଟ୍ କରୁନି, ଏ ବ୍ୟବସାୟ ନ କରିକି ଅନ୍ୟ ବୃତ୍ତି କରି ବି ହୁଏତ ମୁଁ ରୋଜଗାର କରିପାରିବି, ସେ ଯେତେବେଳେ ଅନୁଭବ କରିବେ, ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର ହେଲା, ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଆଉ ସେ ବିଷୟରେ ବିଶେଷ ଅଧିକ ଆଲୋଚନା କରିବା ବି ଠିକ ନୁହଁ ମୁଁ ଭାବୁଛି। ନା ଦାଦା, ମୋ କହିବା କଥା ଯେ ତାର ଯୋଉ ଆର୍ଥିକ ଡେଭଲପମେଣ୍ଟ ହଉଛି ଜିନିଷଟା, ସିଏ ତ ତାର କଣ ସିଏ ସୁକର୍ମ କରୁଛି ଏଇଟା, କିନ୍ତୁ ଯଦି ଏଇ କର୍ମ ନା ନା, କରିକି ବି ଶୁଣନ୍ତୁ, ମୁଁ ସୁକର୍ମ ବା କୁକର୍ମ କଥା କହୁନି। ଆର୍ଥିକ ଉନ୍ନତି ଯେ ଉନ୍ନତିର ମାପକାଠି ନୁହେଁ, ଆପଣ ମନେ ରଖିଥାନ୍ତୁ। ଆର୍ଥିକ
ଉନ୍ନତିର ମାପକାଠି ନୁହେଁ। ମୁଁ ଯୋଉ କଥା କହିଲି ଠାକୁରଙ୍କର ପରିଭାଷାରେ ଉନ୍ନତି କହିଲେ ଉନ୍ନତି, ଶ୍ରେୟଙ୍କ ପାଖରେ ନତି ସ୍ୱୀକାର କରିବା, ସେ ଶ୍ରେୟଙ୍କର କେତେ ଦୂର ହୋଇ ଉଠି ପାରିଛନ୍ତି, ସେଇଟା ହଉଛି ବାସ୍ତବର ଉନ୍ନତି। ସେ ସେଇ ବ୍ୟବସାୟରେ ମାତିକିରି ସେଇ ଦିଗରେ ଲାଗିକିରି ଯଦି ସେ ମାନେ ସେଇ ଦିଗରେ ଲାଗିକି ରହିଲେ ଏବଂ ତାଙ୍କର ଠାକୁରଙ୍କ ପ୍ରତି ଆନୁଗତ୍ୟ ନିଷ୍ଠା ଭଲ ପାଇବା କିଛି ବଢିଲା ନାହିଁ, ସେ ଦିଗରେ ରହିଲେ ନାହିଁ, ତେଣୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଯୋଉ ମାନେ ଏଇଟା ରହିବା କଥା ସେ ବାସ୍ତବର ଉନ୍ନତି ହେଲା ନାହିଁ, ସେ ଆର୍ଥିକ ଉନ୍ନତି ହେଲା, କିନ୍ତୁ ପ୍ରକୃତରେ ଯୋଉ ଉନ୍ନତି ହେବା କଥା ସେ ଉନ୍ନତି ହେଲା ନାହିଁ, ଯୋଉଥିପାଇଁ ତାଙ୍କର ମାନବ ଜନ୍ମଟା ବ୍ୟର୍ଥ ହେଇଗଲା। ଏ ମାନବ ଜନ୍ମଟା ସାର୍ଥକ ହେଇ ଉଠି ପାରିଲା ନାହିଁ। କିନ୍ତୁ କିନ୍ତୁ ଦାଦା ଏଇ ଯୋଉ ପାଣିଟାର ଅଛି ପରିସ୍ଥିତି କିନ୍ତୁ ଛାଡିବ ନାହିଁ, ଏଇ ଜିନିଷଟା ଉପରେ ମୁଁ ଗୁରୁତ୍ୱ ଦଉଛି ଯେ ପରିସ୍ଥିତି ହଁ, ତ ତାର ଉନ୍ନତି ହେଇ ଚାଲିଛି ନା, ପରିସ୍ଥିତିର ତାର ଅବନତି ନାହିଁ। ନା ନା ବୁଝିପାରିଲେନି। ଆମେ ଆଜ୍ଞା ଆମେ ଆମେ ଯଦି ଶୁଣନ୍ତୁ ଜୀବ ହତ୍ୟାରେ ଆମର ଲେଖା ହେଇଛି ଶାସ୍ତ୍ରରେ, ବିଜୟ ଥରେ ବୁଝଉଥିଲେ, ଜୀବ ହତ୍ୟାରେ ଯୋଉମାନେ ଜୀବ ହତ୍ୟା କରନ୍ତି ସେମାନେ ଯେତିକି ଦୋଷୀ, ସେ ଜୀବ ହତ୍ୟାକୁ ଯୋଉମାନେ ସହଯୋଗ କରନ୍ତି ସେମାନେ ବି ଦୋଷୀ। ଜୀବ ହତ୍ୟାରେ ସମସ୍ତେ ତାର ଭାଗିଦାର ହେବା କଥା। ଗୋଟେ ଶାସ୍ତ୍ରରେ ମୁଁ ଗୋଟେ ଜାଗାରେ ପଢିଥିଲି ଯେ ସେ ଜୀବ ହତ୍ୟାରେ ଯୋଉମାନେ ସାମିଲ ହେଇଥାନ୍ତି ସେମାନେ ସମସ୍ତେ ତାଙ୍କୁ ଭୋଗ କରିବାକୁ ପଡିଥାଏ। ସେ କଥା ସମସ୍ତେ ଅନୁଭବ କରନ୍ତି ନାହିଁ। ସେଟା ତ ଆମେ ତ ଗୋଟେ ଷ୍ଟ୍ରିକ୍ଟଲି ଆମର ଠାକୁରଙ୍କର ବିଧାନ ହେଲା ମାଛ ମାଂସ ଖାସ ନାହିଁ ଆଉ ପିଆଜ ରସୁଣ ମାଦକ ଛାଡ। ହଁ, ତେଣୁ ସେ ଜିନିଷ ତ ସମ୍ପୂର୍ଣ୍ଣ ବର୍ଜନୀୟ। ସେ ଜିନିଷ ମୁଁ ତ ଖାଉନି କି ମୁଁ ଅନ୍ୟମାନଙ୍କୁ ଖାଇବା ପାଇଁ ପ୍ରରୋଚିତ କରୁଛି, ସେଇଟା କେତେବେଳେ ଭଲ କାମ ହେଲା? ବୁଝିପାରିଲେ କି? ଭଲ କର୍ମ ନୁହେଁ। କିନ୍ତୁ ଯେତେବେଳେ ସେ ବ୍ୟକ୍ତିଗତ ଭାବରେ ସେ ସେତିକି ବୁଝି ପାରିନାହାନ୍ତି, ସେ ସ୍ତରକୁ ସେ ଆସି ପାରିନାହାନ୍ତି, ତେଣୁ ସେ ପର୍ଯ୍ୟନ୍ତ ତାଙ୍କର ଚାଲିଛନ୍ତି ଆଉ। କିନ୍ତୁ ଚେଷ୍ଟା ରଖିବା ଦରକାର ଯେ ସେ ଦିଗରେ ସେଟା ବିଶେଷ ଆଲୋଚନା କରିକି ତାଙ୍କୁ ପରିବର୍ତ୍ତନ କରିବା ଅପେକ୍ଷା ତାଙ୍କୁ ଭଲ ପାଇବା ଦେଇକିରି, ଶୁଣନ୍ତୁ, ତାଙ୍କୁ ଭଲ ପାଇବା ଦେଇକିରି ତାଙ୍କୁ ଟିକେ ଠାକୁରଙ୍କ ଦିଗରେ ଟିକେ ପ୍ରେରଚିତ କରିକିରି ଧୀରେ ଧୀରେ ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ଦରକାର। ଯିଏ ବି ଦାଦା ଠାକୁରଙ୍କୁ ଧର ଗ୍ରହଣ କରିନାହିଁ, ସିଏ ବି ହଁ, ଧର ସବୁ କାମ କରିକି ଯେ ମାନେ ତାର ପରିସ୍ଥିତିର ଉନ୍ନତି ଘଟୁଛି, ଆମେ ତ କେବେ ଶୁଣନ୍ତୁ ମୁଁ କହୁଛି, ଶୁଣନ୍ତୁ ଟିକେ ଆଗରୁ ଟିକେ ଧୈର୍ଯ୍ୟ ଧରନ୍ତୁ। ଯେ ଆଜ୍ଞା ଅନ୍ନ ଯେମନ ମନ ତେମନ, ସେ ଯୋଉ ଆଜ୍ଞା ଉପାର୍ଜନର ଯୋଉ ଅର୍ଥ ଯେଭଳି ଉପାର୍ଜନ କରୁଛନ୍ତି, ଆଜ୍ଞା ଆପଣଙ୍କ କହିବା କଥା ସେ ଅର୍ଥଟା ସଠିକ ଅର୍ଥ ନୁହେଁ, ସତ ଅର୍ଥ ନୁହେଁ, ଏହା ତ ଆଜ୍ଞା ଅଧର୍ମ ଅନୀତିରେ ସେ ଧନ ଅର୍ଜନ କରୁଛନ୍ତି, ହଁ ବଢି ବଢି ଚାଲିଛନ୍ତି, ଏହା ତ ଆଉ କଣ ନା କଣ? ଆଜ୍ଞା ହଁ, ବାସ୍। କିନ୍ତୁ ତା କ୍ଷେତ୍ରରେ ପରିସ୍ଥିତି, ଏଇ ଯୋଉ ପରିସ୍ଥିତି ହଁ ଛାଡିବ ମୁଁ ନାହିଁ କହୁଛି ଆଗକୁ। ପରିସ୍ଥିତି ଆଜ୍ଞା ଆଜ୍ଞା ଠିକ ତାର କୁହନ୍ତୁ। ଯୋଉ ଷ୍ଟାଣ୍ଡ ସେ କରିବ ଭବିଷ୍ୟତରେ। ବହୁତ କୋଟିପତି ଫକୀର ହେଇ ବୁଲୁଛନ୍ତି, ବହୁତ କୋଟିପତି କରୋଡପତି ଯାକୁ କୁହନ୍ତି ହେଲା, ଆଜ୍ଞା ସେମାନେ ଫକୀର ହେଇଯାଇଛନ୍ତି। ଇଏ କଣ? ସେ ନୁହେଁ। ଗାଡି ସେ ମାନେ ଟ୍ରକ 10-12ଟା ଥିବା ଲୋକ ମଧ୍ୟ ଆଜି ହାତ ବତଉଛି ଏବଂ କାନ୍ଦୁଛି। ମୁଁ ତାଙ୍କ ଆଜ୍ଞା ନାଁ ସବୁ କହୁନି, ମୁଁ ଭୁକ୍ତଭୋଗୀ ହେଲା। ଆଚ୍ଛା ସେ ତ ଆଜ୍ଞା ବଞ୍ଚି ପାରିଲାନି, ସେ କରିଥିଲା, ସେ ବଞ୍ଚି ପାରିଲାନି। ତାକୁ କେହି ସ୍ତ୍ରୀ ଚାହିଁଲାନି, ବୋହୂ ଚାହିଁଲାନି, କେହି ଚାହିଁଲାନି, ହେଲା କି ହନ୍ତସନ୍ତ ହେଇକି ମଲା, ବୁଝିଲ କି? କିନ୍ତୁ ଆଜ୍ଞା ଧରି ପାରିଲା ନାହିଁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ। କାହିଁକି ନା ସେ ଯୋଉ ଧନଟା ଆସିଛି ଯେମିତି ସେ କାମ କରିବ ସେମିତି। ତାଙ୍କ ଆଜ୍ଞା ଟ୍ରାଡିସନ ଭିତରେ, ବଂଶ ଭିତରେ ହଣା କଟା ମରା ମରି ଅମୁକ ଢମକ କଣ ହବ ଠିକ ନାହିଁ। ସେଇଟା ହେଲା ପରିସ୍ଥିତି। ତା ନାଁ ବିଲୋପ ହେଇଯିବ, ବଦନାମରେ ତା ନାଁ ରହିବ, ଅସତରେ ତା ନାଁ ରହିବ, ରାବଣ ଜରାସନ୍ଧ ଭଳି। ସତ୍ ବ୍ୟକ୍ତି ହିସାବରେ, ମହାପୁରୁଷ ହିସାବରେ, ଭଲ ମଣିଷ ହିସାବରେ ତାକୁ ଲୋକ ତା ନାଁ ସ୍ମରଣ କରିବେ ନାହିଁ। ଖରାପରେ ଏକ୍ସାମ୍ପଲ ବେଲେ ତାକୁ କୁହାଯିବ ମହା ମାନେ ଦୁର୍ଯ୍ୟୋଧନ ଯାଇଥାଏ ଲୋକ ନା କଣ? ମହା ଆଜ୍ଞା ମାନେ ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କର ବରପୁତ୍ରଟି। ଆଜ୍ଞା ସେ ଚୋରି କରିନି, ଅସତ କର୍ମ କରିଥିଲା, ତା ପରିସ୍ଥିତି କଣ ହେଲା? ଆଉ ଇଏ ଯୋଉ ଆପଣ କହୁଛନ୍ତି ସେ ଆଜ୍ଞା କଥା, ଇଏ ଦିନ ଅଧକର କଥା ନୁହଁ। ତାର ପୁଣ୍ୟ କିଛି ଥିବ, ତା ବଳରେ ସେ ଧନ ପାଉଛି କି କଣ ହଉଛି। ଆମେ ଏତେ ଆଚ୍ଛା କର୍ମଣ ଗହନ ଗତି, କର୍ମର ଗତି ବହୁତ ଗହନ। ଆଉ ଆତ୍ମା ମଧ୍ୟ ଅନେକ ଜନ୍ମରୁ ଅନେକ କର୍ମ କରିଥାଏ, ତା ଭିତରେ ଅନେକ ସତ୍ଫଳ ବି ଥାଏ ହେଲା। ଆଜ୍ଞା ଜଣେ ବିପ୍ରୁଙ୍କୁ ଦାନ କରୁଛି, ସେ ଦାନର ଫଳ ପାଇବ କି ନାହିଁ? ହଁ ଜଣେ ଅନ୍ନ ପାଇବନି ଦାନ କରୁଛି, ସେ ଅନ୍ନ ଦାନର ଫଳ ପାଇବ କି ନାହିଁ? ହଁ ନିଶ୍ଚିତ ଯଦି ସେମିତି କିଛି ତାର ବାପା ମା କରିଛନ୍ତି, ପିତାମାତା ସୁକୃତରୁ ପୁତ୍ରେ ସୁଖୀ, ବା ଇଏ କଷ୍ଟ କରିଛି,
ବା ସାଧନା କରିଛି ବା ଦାନ ଧ୍ୟାନ କରିଛି କଣ ଥିବ ତା ଭିତରେ ବ୍ୟାକଗ୍ରାଉଣ୍ଡ ୱିଦାଉଟ୍ ବ୍ୟାକଗ୍ରାଉଣ୍ଡ ରେ ବିଲ୍ଡିଂ ଷ୍ଟାଣ୍ଡ କରିବନି ବିଲ୍ଡିଂ ହେଲା ଭୁଷୁଡି ପଡିବ ହେଲା କୋଠା ଆଜ୍ଞା ତା ପିଲର ଉପରେ ଠିଆ ହଏ ହଁ ଆପଣ ଜାଣନ୍ତୁ ଏତିକି ମଜବୁତିଆ କୋଠା ଯେ ବଡ ବଡ ଆଜ୍ଞା ବିଲ୍ଡିଂ 2 ତାଲା 3 ତାଲା ବିଲ୍ଡିଂ ହେଇଗଲା ଯଦି ତାର ଆଜ୍ଞା ମୂଳଦୁଆ ଠିକ ନାହିଁ ସେ ସାମାନ୍ୟ ଝଟକାରେ ଦୋହଲି ଯିବ ସମୂଳେ ଯିବ ଧନ ଜୀବନ ବି ଯିବ ମୋ କଥା ବୁଝିଲେ ଯଦି ଆଜ୍ଞା ଫାଉଣ୍ଡେସନ ନାହିଁ এই ফাউন্ডেশন হচ্ছে ধর্ম ধর্ম অর্থ কাম মুখ্য চতুর্বর্গ এই চতুর্বর্গ হচ্ছে 4টা খুঁট যাহাকি উভা যেতে পোতা সেতে যে ধর্ম আচরণ করে তার ধর্ম অর্থ কাম মুখ্য 4টা খুঁট ভଳିଆ ঠিଆ হନ୍ତି সে 2 তালা 3 তালা 50 তালা কলে ବି ସେ ହଲିବାର ନାହିଁ ଟଳିବାର ନାହିଁ ଆଉ ଯାହାର ସେ ଦିଗରେ ନାହିଁ ଉପରକୁ ଦେଖା ଯାଉଛି ଉଭା ଅଛି ପୋତା ନାହିଁ ତାର ପତା ରହିବ ନାହିଁ বুঝিপারলে আଜ୍ଞା আচ্ছা ঈশ্বরের দাদা ইচ্ছা ঈশ্বরের ইচ্ছা তেমনি হবে যেমন চলবে তুমি ঈশ্বরের ইচ্ছা তেমনি হ্যাঁ হবে যেমন চলবে তুমি ফসল তোমার আচ্ছা তেমনি হবে যেমন উর্বর জমি তেଣୁ ତା আচ্ছা ଜମି ତ ଉର୍ବର ନାହିଁ ଈଶ୍ୱରଙ୍କ ଇଚ୍ଛା ସେଠି ପ୍ରକଟିତ ହଉନାହିଁ ତା ଇଚ୍ଛାରେ ସେ ଚାଲିଛି যা ইচ্ছা তা করবি তুমি তা কিন্তু চলবে না ভালো ছোড়া মন্দ করলে পরিস্থিতি কিন্তু ছাড়বে না কখনো ছাড়বে না দিন আসবে ও জানতে পারবে সময়কে আচ্ছা অপেক্ষা করতে হবে আমাদের ওই লক্ষ্য নয় কে কি হ্যাঁ রকম ভোগ করলো কি হলো ওইটা আমাদের লক্ষণীয় নয় ঠিক দাদা বাস ও এই আত্মার ପଛପଟା କିଛି ଥିଲା ରାବଣ କେତେ ଦିନ କେତେ ଯୁଗ ପାଇଁ ବର ପାଇଥିଲା ଟି ଆଜ୍ଞା କେତେ ଗୋଟାଏ ଯୁଗ ପାଇଲାନି ଗୋଟାଏ ମାନେ 1000 ବର୍ଷ ପୂରଣ ହେଲାନି ହଁ ଠିକ ଆପଣ ଭାବନ୍ତୁ କୁଆଡେ ଗଲା ଆଜ୍ଞା ସେ ବର ତପସ୍ୟା ସାଧନା କୁଆଡେ ଗଲା ସଂଖ୍ୟ ପାଣି ସମୁଦ୍ରକୁ ସଂଖ୍ୟ ଆମର କହନ୍ତିନି 12 ବର୍ଷ ତପସ୍ୟା ଶୁଖୁଆ ଝୋଳରେ ଗଲା ଶୁଖୁଆ ଝୋଳରେ ଗଲା ବୋଲି ଗାଉଲି କଥା ମୁଁ ମଧ୍ୟ ଗାଉଲି କଥାକୁ ଆଡପ୍ଟ କରେ ତାହା ମଧ୍ୟ ଶିକ୍ଷଣୀୟ 12 ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଗଲା यार मर्म अर्थ बहुत अच्छी तेणु ଆଜ୍ଞା आमको आम ताकू देखिबानी आ जदि देखिया चाहे ताकू देखिले आपण को परर को देखिले ହଁ ନାଇଁ ଗୋଟେ हां ହଁ ता पई दाई मध्य ପାକିସ୍ତାନ ତ आपण बा मु मन ହଁ रखंतु ता ଆଜ୍ଞା पई दाई मध्य आपण बा मु काली सकाळे भल मंद हेले ता पई दाई हेबे आपण से पापरे भागी हेबे आपणकर ସେଇଟା ତ दूरदृष्टि भितरे लोकलोचन भितरे परिसर भितरे जदि के आत्महत्या करे अल्पायुरे चली जाए ता माने आपण ता पाखरे प्रियता हासिल करि पार नाहंती ताकू आपणई पार नाहंती ताकू बाटू को आनी पार नाहंती तो तर्जनित पाप आपण को लागिवो सामाजिक राष्ट्रीय जीवन भितरे आपण को स्पियर तो आपण भाबी तार क्षति हला माने आपण को महान क्षति हो এটা বুঝিবা দরকার এইটা হচ্ছে গাণিতিক সূত্র মানে মো লাইট ଅଛି এটা ହାଲୋଜିନ ମୁଁ ତ ନା ଠିକ ଅଛି ନା ହାଲୋଜିନ ଲାଇଟ କଣ ସିଟି ପଡିଲାନି ତା ମାନେ ମୋ ହାଲୋଜିନ ଖରାପ ଅଛି ସେ ଠିକ ଫୋକସ କରି ପାରିଲାନି ଗୋଟାଏ ବତି ଘର କେତେ ଜାହାଜକୁ କଣ୍ଟ୍ରୋଲ କରୁଛି ଗୋଟିଏ ଲୋକ ଯଦି ରହେ ତା ମାନେ ସେ ତାର ଯୋଉ ପାୱାର ସେ ଡିଲିଗେଟ କରିବ ନିଶ୍ଚିତ ଭାବେ तार तेज वीर्य धी चेतना प्रज्ञा अन्य को प्रभावित करिवा आमोदित करिवो एवं प्रफुल्लित करिवो प्ररोचित करिवो सठिक बाटे परिचालना करिवो गाइडलाइन दबो काहे ना असत सत्ता सच्चिदानंदमय असत निरोधी स्वत ही असत को सेठी प्रश्रय दिया जाय पारे ना तेणु आपण जो गले परिस्थिति ମାନିଲେ ତ ଦାଦା ସେମାନେ ମାନିଲେ ତ ता ମାନିଲେ ତ परिस्थिति आमर नुहे परिस्थिति आमर पड़िशा से आमर माने जुडिशियन भीतर लोक आमे ताकू सर्वाट को आनी पारले नाही किंतु ग्यारंटेड से निश्चित दुख प्राप्त हबो आ ता पे मध्य परोक्ष रे आमे अल्प बहुत दायी हबा जय गुरु आ बेसी किछ कहूनी ଦାଦା ଆଉ ଗୋଟେ ପ୍ରଶ୍ନ ଅଛି ଦାଦା कोन ଅଛି କର୍ମଟି ସୁଖ ଦୁଃଖ ଦାତା ବିଶ୍ୱ ଦ୍ୱାରେ ବଳବନ୍ତା ତାହେଲେ କର୍ମ ଯଦି ଜଣେ ସତ୍ କର୍ମ କରିକି ଚାଲିଥାଏ ତାର ଗୁରୁ ଗ୍ରହଣ କରିବାର ଆବଶ୍ୟକତା କଣ ଅଛି आ सरोज भाई कोन
ସେ ତ ସବୁବେଳେ ସତ୍କର୍ମ କରୁଛି, ଠିକ କାମ ଚାଲିଛି, ତା ତ କର୍ମଟା ହିଁ ଫଳ ଦବ, ଭଲ ଫଳ ଦବ। ଶରଦ ଭାଇ କୁହନ୍ତୁ। ଯିଏ ସତ୍ର ମୂର୍ତ୍ତିବନ୍ତ ପ୍ରତୀକ ତାଙ୍କୁ ଜୀବନରେ ଆଦର୍ଶ ଭାବରେ ଗ୍ରହଣ ନ କରି ଆଦର୍ଶ କେନ୍ଦ୍ରିକ ଜୀବନ ଯାପନ ନ କଲେ ମଣିଷ ଯେତେ ସତ୍ ହେଇଥାଉ ନା କାହିଁକି କୌଣସି ଗୋଟେ ପରିସ୍ଥିତିରେ ସେ ସତ୍ପଥରୁ ବିଚ୍ୟୁତ ହେଇଯାଇପାରେ। ତାର ଅନେକ ଉଦାହରଣ ଅଛି। ତେଣୁ ସେଥିପାଇଁ ଆଦର୍ଶଙ୍କର ପଥରେ ଗୁରୁଙ୍କର ପଥରେ ଚାଲିବା ନିହାତି ଦରକାର। କାରଣ ମଣିଷ ଜୀବନରେ ଯେତେ ସତ୍ ବ୍ୟକ୍ତି ହେଇଥାଉ ନା କାହିଁକି ଯଦି ଜୀବନରେ ଆଦର୍ଶ ନଥାଏ ଆମେ ଆଦର୍ଶକୁ ଗ୍ରହଣ କରିକି ସତ୍କେନ୍ଦ୍ରିକ ଜୀବନ ଯାପନ କରିକି ଆମ ଜୀବନରେ ଯଦି ସମସ୍ୟା ଆସିପାରୁଛି ତାହେଲେ ତାଙ୍କ ସମସ୍ୟା ଆସିଲେ ମଧ୍ୟ ଗୋଟେ ସତ୍ସଙ୍ଗୀର ଜୀବନରେ ସେ ତାକୁ ସମାଧାନ କରିବ ଠାକୁରଙ୍କର ଆଇଡିଓଲୋଜିକୁ ନେଇକିରି, ଯୋଉଟା କି ମାନେ ନିଶ୍ଚିତ ଭାବରେ ତାର ପାଇଁ ମଙ୍ଗଳ ହବ। ଆଉ ଯେତେବେଳେ ଗୋଟେ ଯିଏ ସତ୍ ପଥରେ ଯିଏ ଚାଲୁଛନ୍ତି ତାଙ୍କ ଜୀବନରେ ବି କର୍ମଫଳ ଜନିତ କୌଣସି ସମସ୍ୟା ଆସିପାରେ, ସେ ସମସ୍ୟାକୁ ସେ ସମାଧାନ କରିବେ ନିଜର ବୁଦ୍ଧି ମାଫିକ। ନିଜର ବୁଦ୍ଧି ମାଫିକ ସମସ୍ୟାର ସମାଧାନ ହୁଏତ ଫଳପ୍ରସୂ ହେଇପାରେ ନ ହେଇପାରେ। ଆଉ ଯେତେବେଳେ ଯଦି ହେଲା ତ ଭଲ କଥା, ନହେଲା ହୁଏତ ନିଶେଷ ବି କରିଦେଇପାରେ। ସେଥିଲାଗି ଆଦର୍ଶ କେନ୍ଦ୍ରିକ ଗୁରୁ କେନ୍ଦ୍ରିକ ଜୀବନଟା ହଉଛି ସବୁବେଳେ ଗୋଟେ ବାଲାନ୍ସଡ ଲାଇଫ। ବେଶୀ ଖାଇଦେଲି, ଭଲ ଖାଏ, ମୁଁ ନିରାମିଷ ଗ୍ରହଣ କରେ, ମୁଁ ନିରାମିଷାସୀ, ସେ ନିରାମିଷାସୀ ଅଲଗା, ମୁଁ ସାତ୍ବିକ ଗ୍ରହଣ କରେ, ମୁଁ ଭଲ କଥା କହେ, ମୁଁ ଭଲ ବ୍ୟବହାର କରେ, ମୁଁ ଗୋଟେ ଭଲ ଲୋକ, ସେ ଭଲ ଲୋକ ଅଲଗା କଥା। କିନ୍ତୁ ଆଦର୍ଶକୁ ଚାଲିକିରି ନିଜକୁ ସେ ମାଫିକ ନିୟନ୍ତ୍ରଣ କରିକିରି ସାତ୍ବିକ ଆହାର ଗ୍ରହଣ କରିବା, ଭଲ ବ୍ୟବହାର କରିବା, ଭଲ ଚଳନୀ କରିବା, ନିଜକୁ ନିୟନ୍ତ୍ରଣ କରିବା, ସେ ଗୋଟେ ଅଲଗା ଜିନିଷ, ସେ ଦିଗ ହଉଛି ଅଲଗା। ତେଣୁ ଆଦର୍ଶ କେନ୍ଦ୍ରିକ ଗୁରୁ କେନ୍ଦ୍ରିକ ଜୀବନ ଯୋଉଟା କୁହାଯାଇଛି ଯେ ଆଦର୍ଶ କେନ୍ଦ୍ରିକ ଗୁରୁ କେନ୍ଦ୍ରିକ ଯାହାର ଜୀବନରେ ଗୁରୁ ବା ଆଦର୍ଶ ନାହାନ୍ତି ସେ ହଉଛି ପ୍ରେତର ଜୀବନ। ପ୍ରେତର ଜୀବନ ଆଉ ଗୋଟେ ଆମର ଜୀବର ଜୀବନ ଭିତରେ ଡିଫରେନ୍ସ ଯାହା, ଗୋଟେ ଗୁରୁ କେନ୍ଦ୍ରିକ ଜୀବନ ଆଉ ବିନା ଆଦର୍ଶ କେନ୍ଦ୍ରିକ ଜୀବନ ଭିତରେ ପାର୍ଥକ୍ୟ ମଧ୍ୟ ତାହା। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ଅଶୋକ ଭାଇ ବୁଝିପାରିଲେ କି ନା ନାଇଁ? ହଁ, ହ୍ୟାଲୋ। ଆପଣ ଯଦି ଆଉ ଟିକେ କିଛି କହିବେ ତ କୁହନ୍ତୁ। ଆପଣ ତ କହିବେ ଯେ ନିକିତିରେ ଆପଣଙ୍କର ପ୍ରାପ୍ୟ ପାଉଣା ଅନୁସାରେ ଓଜନ ଠିକ ହେଲା କି ନାହିଁ କେମିତି ଜାଣିବେ? ନିକିତିରେ ହଁ ହଁ ଆପଣ ନିକିତି ବିନା ଆପଣ ଦେଲେ 10 ଟଙ୍କା, ମୁଁ ଗୋଟେ ଆଭରେଜ ଗୋଟେ ଜିନିଷ କଣ ଦେଇଦେଲି, ଡାଲି ଧରନ୍ତୁ ଆପଣଙ୍କୁ ଗୋଟେ ଡବାରେ କି ଅଧ କି ଗୋଟେ ଦେଇଦେଲି ବା ଚାମଚ ଦେଇଦେଲି, ଆପଣଙ୍କର ଡାଉଟ ରହିଲା ଠିକ ମତେ ଦେଲେ କି ନାହିଁ, ନିକିତି ଦରକାର। ତେଣୁ ସେ ଯେ ଠିକ କହୁଛନ୍ତି, କରୁଛନ୍ତି, ଚାଲୁଛନ୍ତି, ସତରେ ଅଛନ୍ତି, ଏହାର ପ୍ରମାଣ କାହିଁ? ଏହାର ପ୍ରମାଣ ପ୍ରକଟିତ ହବ ଗୁରୁଙ୍କୁ ଧରିଲେ। ଗୁରୁକୁ ନ ଧରିଲା ପର୍ଯ୍ୟନ୍ତ ତାହା ପ୍ରମାଣିତ ହେଇପାରିବ ନାହିଁ, ସେ ନିଜେ ବି ଜାଣିପାରିବେ ନାହିଁ, ଆପଣ ତ ମାନେ ଜାଣିବେ ହଁ ଭଲ, ଆପଣ ଆଭରେଜ କହିବେ, ଆଭରେଜ ଆପଣ କହିବେ ଭଲ, କିନ୍ତୁ ସିଏ ନିଜେ ତାର ଆତ୍ମବିଶ୍ୱାସ ଆସିପାରିବ ନାହିଁ। ବୁଝିଲେ? ମୋ ନାତୁଣୀ ଗୋଟେ ପରୀକ୍ଷାରେ ନମ୍ବର ପାଇଥିଲା, ତା ବାପା ଖୁସି, ମା ଖୁସି, ସମସ୍ତେ ଖୁସି, ମୋର ଡାଉଟ ହେଲା, ମୁଁ ତାକୁ ଆଣିଲି, ଏଠୁ ପଚାରିଲି କେତେଟା ପ୍ରଶ୍ନ, ମାର୍କିଂ କଲି, ତାର ସେ ପାଇଥିଲା 50, ମୁଁ ଦେଲି 15, ତୋର ଏସବୁ ଭୁଲ, ତୋର ହେଇନି। ତେଣୁ ସିଏ ମୁଁ କହିଲି ତତେ କିଏ କହିଦିନି? ହଁ କହିଦିନି, ମାନେ ଅନ୍ୟର ସହାୟତାରେ ସେ ଷ୍ଟାଣ୍ଡ କରିଯାଇଛି ହେଲା। ମୁଁ କହିଲି ଦେଖ ଏଇ ପଚରା ଉଚରା ଭିତରେ ତୁ କରିଦୁ, ହଁ ବାହାରକୁ ଦେଖାଯାଉଛି ଯୋଉ ଦାନ୍ତ ବା ଯୋଉ ଭାବଟା, ସେ ଭାବ ତାର ଭାବ ନୁହଁ, ସଚେତନା ଅଛି, କେତେଟା ଭାବ ଅଛି, ଗୁଣ ଅଛି, ଅସତ କର୍ମ, ଅନୀତି ଦୁର୍ନୀତି ଅଛି ହେଲା, ଯୋଉ ଗୋଟାକ କି ଯୋଉ ଗୋଟାକ କି ତାକୁ ପ୍ରଭାବିତ କରୁଛି, ସେଇଟା କିନ୍ତୁ ଆମେ ଦେଖି ନାହିଁ। ତେଣୁ ଗୁରୁ ନ ଧରିଲେ ସେ ନିଜେ ମାପି ପାରିବନି ସେ ଠିକ ଭୁଲ, ହେଲା। ତେଣୁ ସେ ବୁଝିବା ପାଇଁ ହେଲେ ତାଙ୍କର ତାଙ୍କ ଭିତରେ ଆଗ ଭାବ ଆସିବା ଦରକାର, ତାକୁ ସେଇ ପ୍ରକାର ଦେବେ ଯେ ଆପଣ ଚାଲୁଛନ୍ତି ଠିକ, ହେଲେ ସେଟା ଠିକ ଭୁଲ ଆପଣ ଜାଣିଲେ କେମିତି? ମିଳେଇଛନ୍ତି କି? ଆପଣ ଗୋଟେ ପିତ୍ତଳର ଗୋଟେ ତା ଦେହରେ କଲର କରାଯାଇଛି ଗୋଲ୍ଡେନ କଲର, ଜଣେ ଆଣିକି ଜଣଙ୍କ ଘରେ ପହଞ୍ଚିଲା, ଏଇଠି ଆମରି ଗାଁରେ ଗୋଟେ ଦେଇକି ବନ୍ଧା ପକେଇଛି, ସେ ରଖିଲା, ସେ ସେଠୁ ମିଟିଂ କଲା, କହିଲା ଅମୁକ ଲୋକ ଆଣି ଦେଇଥିଲା, ଏହା କରିଥିଲା,
ଆଡୁ ମୁଁ କହିଲି ଠିକ ଅଛି, ତାକୁ ଆଗ ଡାକ, ତୁ ଦେଇଥିଲୁ ନା? ହଁ। ମୁଁ କହିଲି ଠିକ ଅଛି, ଦେଇଛୁ ତ ଠିକ ଅଛି। ହଁ, ତାକୁ ନେଇକି ପରୀକ୍ଷା ବଣିଆ ଡକାଗଲା। ବଣିଆର ପଇସା ସେ ଗାଡି ଦେଇକି ତାକୁ ଆଣିଲା, ସେ ଟେଷ୍ଟ କଲା, କହିଲା ଏଇଟା ଉପରେ କୋଟିଂ ହେଇଛି, ଏଇଟା ସୁନା ନୁହେଁ, ଏଇଟା ହଉଛି ତମ୍ବା। ତମ୍ବା ପିତ୍ତଳ ମିଶାମିଶି ତା ଉପରେ ଏଇଟା ଗୋଲ୍ଡ ରଙ୍ଗ ପିଆଇ ଦେଇଛନ୍ତି ହେଲା, ଏଇଟା ଡୁପ୍ଲିକେଟ। ସିଏ ସେଠୁ କଣ କହିବ, ଆଉ କିଛି କହିପାରିଲାନି। ତେଣୁ ତାକୁ କୁହାଗଲା ତୁ ତୋର ଉପଯୁକ୍ତ ପଇସା ଦେଇକି ଯେତିକି ବନ୍ଧା ପକେଇଛୁ ତାକୁ ଦେଇକି ନେଇଯା। ସେ ଚୁପଚାପ ଚାଲିଗଲା। ଆଉ ଇଏ ଲୋକ ବୁଝିଲା, କହିଲା ଏଇ ଯୋଉ ପରାମର୍ଶଟା, ମୁଁ କହିଲି ଆପଣ ରଖିବା ପୂର୍ବରୁ ପରାମର୍ଶ କରିବେ, ଆପଣଙ୍କର ଆଗ ଏଇଟା ସୁନା କି ନାହିଁ। ଆପଣ ଏଇ ଯୋଉ ଅଣଧୁନ୍ଦିଆ ରଖୁଛନ୍ତି ଏମିତି ରଖିବେ ନାହିଁ। ନା ନା, ଏଇଟା କଥା ଶିଖିଲି ଆଉ। ଯାଇଥିଲା ହେଲା ମାନେ 10,000 ଟଙ୍କା ବେକାର ଯାଇଥିଲା, ଆପଣଙ୍କର ବୁଡି ଯାଇଥାନ୍ତା। ସିଏ କହିଥାନ୍ତା ନାଇଁ ମୋ ଏ ସୁନା ନୁହଁ, କି କଣ କହିଥାନ୍ତା ଯଦି ଆପଣ ପଡିଥାନ୍ତେ ଖାଲରେ। ତେଣୁ ଆପଣ ଏମିତି କାମ କରିବେନି, ଯଦି ରଖିବେ ତାକୁ ଠିକ ଭାବରେ ପରାମର୍ଶ କରିକି ରଖିବେ, ଆଗ ଟେଷ୍ଟ କରିକିରି। ହଁ, ବଣିଆକୁ ଡାକିବେ, ବେଶୀ ଦୂର ନୁହଁ, ସେ 50,000 ଟଙ୍କା ନବ, ନଉ। ଆପଣ ଏ ବାବଦରେ କିଛି ପଇସା ଖର୍ଚ୍ଚ କରିବେ ବା ତାକୁ ଡାକିଦେବେ। ସେ ଶସ୍ତାରେ ବି ମଧ୍ୟ କରିଦବ, 20-30 ଟଙ୍କାରେ ବି କରିଦେଇପାରେ ପରୀକ୍ଷାଟା। ହଁ, ସେ ତାର ପଥର ଆଣିକିରି ଟିକେ ଏସିଡ୍ ମାରିକିରି ଘଷିକିରି ପରୀକ୍ଷା କରିକି କହିଦବ ହେଲା। ତାପରେ ଆପଣ ଦେଖିବେ। ତେଣୁ ଏ ଶିକ୍ଷାଟା ଆପଣ ଗ୍ରହଣ କରନ୍ତୁ। ଏଇଟା ହଉଛି ଗୁରୁଗତ ପ୍ରାଣ। ଏ ଯୋଉ ଜ୍ଞାନ ଚେତନା ଉପସ୍ଥିତ ବୁଦ୍ଧି କୋଉଠି କଣ ଦରକାର, ଏଇଟା ମାନେ ତାଙ୍କୁ ନ ଧରିଲେ ହୁଏ ନା। ଏଇଟା ପ୍ରଜ୍ଞା। ଭଲ ପାଇବା ରହିବ, ସ୍ନେହ ସୌହାର୍ଦ୍ଦ୍ୟ ରହିବ, ହଁ, ପାରସ୍ପରିକତା ରହିବ, ସବୁ ରହିବ, ଆଉ ସତ୍ ବି ରହିବ। ବୁଝିପାରିଲେ କି ନା? ଆଉ ରହୁଛି କିଛି କୁହନ୍ତୁ? ହ୍ୟାଲୋ। ଆଜ୍ଞା ଆଜ୍ଞା, ଠିକ ଅଛି ଦାଦା। ତେଣୁ ସେଇଟାକୁ ନଜର ନଦେଲେ, ସେ ଲୋକ ଯଦି ଗୁରୁ ଗ୍ରହଣ ନ କରିବ, ତେଣୁ ତା ଭିତରେ ଅସତ ଖାଦ୍ୟ ରହିଗଲା, କାଲି ସକାଳେ ପ୍ରକଟିତ ହବ। ଆପଣ କହେ ଆମେ ଇଏ ଭାବୁଥିଲେ ଲୋକଟା ଭଲ, ଏବେ ଏଇଟା ମାନେ ଖରାପ ହେଇଗଲାଣି, ତା ଚରିତ୍ର ଖରାପ, ଗୁଣ ଖରାପ। ମୋର ଅନ୍ଧବିଶ୍ୱାସ ଥିଲା ଆଉ। ଆପଣ ମାନେ ପସ୍ତେଇବେ, ଅନୁତପ୍ତ ହେବେ, ଠକି ଯିବେ, ଫସି ଯିବେ। ଆମର ଅଛନ୍ତି ଗୁରୁ ଭାଇ, ୟା ଭିତରେ ଅନେକ ଟଙ୍କା ସାହାଯ୍ୟ କରୁଛନ୍ତି, ସେ କିନ୍ତୁ ଗୁରୁ ଭାଇ ନୁହନ୍ତି, କପଟ ଭକ୍ତ ଦେଖେଇଛନ୍ତି। ଚିତା କାଟିକି ଆଙ୍କଠୁ ଟଙ୍କା ନେଇଗଲେ, ଆଉ ଦବାକୁ ନାହାନ୍ତି। ଏ କଥା ମଧ୍ୟ ଓଡିଶା ସତ୍ସଙ୍ଗକୁ ଆସିଛି, ଏ କେସ୍ ସବୁ ହେଲା। ବାସ୍, ତା ମାନେ କଣ? ଗୁରୁ ଭାଇ ଏଇ ଅତି ଆତ୍ମୀୟତା କରି ତଥାପି ମଧ୍ୟ ଫଲ୍ସ, ତାଙ୍କ ବ୍ୟବହାର ଗୁଣ ଫଲ୍ସ। ଆଉ ଇଏ ତ ଗୁରୁ ଗ୍ରହଣ କରିନାହାନ୍ତି, ତାଙ୍କ କଥା କଣ କହିବା ହେଲା। ତେଣୁ ଏକାନ୍ତ ଗୁରୁ ଗ୍ରହଣ ଆବଶ୍ୟକ, ନହେଲେ ସେ ସଠିକ ଲୋକ ହେଇପାରିବ ନାହିଁ ହେଲା। ଯାହାକୁ ପାଠ ମାଲୁମ ସେ ସ୍କୁଲକୁ ଯିବନି କାହିଁକି? ଯେ ଜ୍ଞାନୀ ଲୋକ ସେ ପରୀକ୍ଷା ଦବନି କାହିଁକି? ମୋ କଥା କହୁନାହାନ୍ତି। ଯିଏ ସତ, ସେ ଡରିବ କାହିଁକି? ଫେସ୍ କରିବନି କାହିଁକି? ମୋ କଥା ବୁଝିଲେ କି? ତେଣୁ ଗୁରୁ ଗ୍ରହଣ କରିବ, ମାନିବ। ଖାଲି ଗୁରୁ ଭାଇ ତା ନୁହଁ, ଭିତରେ ସେ ପଥ ହେଇଥିବ। ପାଞ୍ଜାଧାରୀ କର୍ମୀ ମଧ୍ୟ ହେଲା। ମୁଁ ତ ଠିକ ଅଛି, ମୁଁ ଠିକରେ ଚାଲିଛି ଆଉ। ବିଜୟ ହଁ, ଦାଦା, ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ବିଜୟ ଆଉ ଦାଦା, ନେକ୍ସଟ ଆମର ରାଜେଶ କୁମାର ରଥ। ରାଜେଶ କୁମାର ରଥ। ପାଞ୍ଜାଧାରୀ କର୍ମୀ ମଧ୍ୟ ମାଗିକି ଧାର ଛାଡ ଛାଡ, ସେ କଥା କହିବୁ ନା, ଆଉ କହିହବନି। ନିଜ ବର୍ଷ ବର୍ଷ ଧରି ଲୁଚୁଛନ୍ତି, ମୁହଁ ଦେଖୁନାହାନ୍ତି, ଦେଖିଲେ ଆଭଏଡ କରି ପଳଉଛନ୍ତି ହେଲା। ସେଇଟା ଦାଦା, କହିଲୁ ଆମେ କହିପାରୁନୁ, ପଦେ ଆପଣ ଆପଣ କହିଲୁ। କହିଦଉଛନ୍ତି ଦାଦା। ଆଉ ରାଜେଶ କୁମାର ରଥ, କଣ ପ୍ରଶ୍ନ ଅଛି କୁହନ୍ତୁ? ସରୋଜ ଭାଇ ଅଛନ୍ତି, ସରୋଜ ଭାଇ ଉତ୍ତର ଦେବେ। ରାଜେଶ ଜୟଗୁରୁ ଦାଦା, ଭାଇ ଠିକ କୁହନ୍ତୁ। ଅଛି। ଜୟଗୁରୁ ଦାଦା। ହ୍ୟାଲୋ ଦାଦା, ଜୟଗୁରୁ। ହଁ, ଜୟ ଗୁରୁ, ଜୟ ଗୁରୁ। ଦାଦା, ଏଇ ଜଗନ୍ନାଥ ଯୋଉ ଠାକୁର, ସେ ତ ଅଧା ଗଢା ଅଛନ୍ତି, ତାଙ୍କର ହାତ ନାହିଁ, ଗୋଡ ନାହିଁ, ମାନେ କାନ ନାହିଁ। ସିଏ 12 ବର୍ଷ କେମିତି ମାନେ ଦରିଦ୍ର ହେଲେ, କେମିତି ଭିକ୍ଷା ମାଗିଲେ, ମାନେ ପୁରାଣରେ ତ ଅଛି ସବୁ। ମଣିଷ ରୂପରେ ସେ ଭିକ୍ଷା ମାଗିଛନ୍ତି, ମାନେ ମଣିଷ ରୂପରେ ହଇରାଣ ହେଇଛନ୍ତି, ବହୁତ ଦୁଃଖ ସହିଛନ୍ତି। ମାନେ କେମିତି ଟିକେ କୁହନ୍ତୁ ଟିକେ। ଅଛନ୍ତି ବିଜୟ ଦାଦା, ମୁଁ ଟିକେ କଲେଜ ଯାଉଛି, ବାଟରେ ଗାଡି ଅଟକେଇଲି, ସେଥିପାଇଁ ଯାଉଛି, ବାହାରିଲିଣି। ଅଛନ୍ତି ହଁ, ଆମର କୁହନ୍ତୁ ବିଜୟ କୁହନ୍ତୁ ଦାଦା। କୁହନ୍ତୁ କୁହନ୍ତୁ, ଆପଣ କୁହନ୍ତୁ ଟିକେ, ତାପରେ ଦେଖିବା। ଗାଡି ତ ଅଟକେଇଛନ୍ତି, କୁହନ୍ତୁ ସରୋଜ ଭାଇ। ଆଜ୍ଞା ଆଜ୍ଞା ଆଜ୍ଞା।
हेलो हाँ आज्ञा हाँ आज्ञा जय गुरु जय गुरु। हाँ ଦେଖନ୍ତୁ ସେଇଟା ସେ ଯୋଉ ଆମେ ଯୋଉ ଯୋଉ କଥା ପଢିଛେ ଯେତିକି ଦୂର ପଢିଛେ ସେ ହାତ ନାହିଁ ଗୋଡ ନାହିଁ ଏଇ ଯୋଉ କଥା ଠାକୁରଙ୍କ ପାଖରେ ଆଲୋଚନା ହେଇଛି ତାର ବ୍ୟାଖ୍ୟା କରିଛନ୍ତି ଯେ ମାନେ ଭକ୍ତ କିପରି ମାନେ ଇଷ୍ଟଙ୍କୁ ମଥାରେ ବହନ କରିକି ଚାଲିବ ମାନେ କେମିତି ସେ ମାନେ ଜୀବନରେ ପୁରୁଷୋତ୍ତମଙ୍କୁ ମଥାରେ ବହନ କରିକି ଚାଲିବ ତାର ପ୍ରତୀକ ସ୍ୱରୂପ ସେଟା ଦାରୁ ବ୍ରହ୍ମ ସେ ପ୍ରତୀକ ରୂପରେ ପୂଜା ପାଉଛନ୍ତି। ତା ଅର୍ଥ ନୁହେଁ ଯେ ସେ ଯେହେତୁ ସ୍ୱୟଂ ଜଗନ୍ନାଥ ସେ ଜଗତର ନାଥ ଯେ ତାଙ୍କର ହାତ ନାହିଁ ତାଙ୍କର ଗୋଡ ନାହିଁ ସେଟା ସେ ପ୍ରତୀକାତ୍ମକ ରୂପେ ଦାରୁ ରୂପରେ ପୂଜା ପାଉଛନ୍ତି। ତା ଅର୍ଥ ନୁହେଁ ଯେ ସେ ଯେକୌଣସି ପ୍ରକାର ଲୀଳା କରିପାରନ୍ତି ସେ ଯେକୌଣସି ପ୍ରକାର ରୂପରେ ଯାଇପାରନ୍ତି ସେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପହଞ୍ଚି ପାରନ୍ତି ସେ ହଉଛନ୍ତି ଜଗତର ନାଥ ସେ ଜଗନ୍ନାଥ ତାଙ୍କର ସମସ୍ତ ପ୍ରକାର ସେ ସର୍ବଶକ୍ତିମାନ ଆଉ ଇଜ ଓମନି ପ୍ରେଜେଣ୍ଟ ସେ ସବୁ ଜାଗାରେ ତାଙ୍କର ବିଦ୍ୟମାନତା ଅଛି ସେ ସବୁ ଜାଗାରେ ଯାଇପାରିବେ ସବୁ ଜାଗାରେ ଉପସ୍ଥିତ ହେଇପାରିବେ। ଏ ବିଷୟରେ ଆମେ ବିଶେଷ ଆଲୋଚନା କରିବା ଠିକ ନୁହଁ। ठीक ଆଜ୍ଞା अच्छे ଦାଦା। ठीक अच्छे कथा हो माने आपनकर प्रश्न टा सठिक भाबरे कोन कहले ନାଇଁ कोन ପ୍ରଶ୍ନ ଭାଇଙ୍କର ପ୍ରଶ୍ନ ହଉଛି ଯେ ତାଙ୍କର ତ ହାତ ଗୋଡ କିଛି ନାହିଁ ଆଉ ଜଗନ୍ନାଥଙ୍କର ଆଉ ସେ କେମିତି ଯେ 12 ବର୍ଷ ଯୋଉ ଭିକ୍ଷା କଲେ ସେ କେମିତି ଗଲେ ଆଉ ଭିକ୍ଷା କଲେ ସେ କହୁଛନ୍ତି ଭାଇ ପର୍ଯ୍ୟନ୍ତ। ओहो जगन्नाथ हेले प्रतीकात्मक देवता ଆଜ୍ଞା ଦାଦା। अणाकार शून्याकार निराकार जो शब्द गुड़ी अच्छी पूर्ण ब्रह्म शून्य ब्रह्म इत्यादि ଆଜ୍ଞା ଦାଦା। से हेले सेई आमे जो जोड़ा जोड़ी करी विभिन्न प्रकार किए कहउछन्ति तेनु आमे हस्तक्षेप करूनु वास्तव में से आपण जोड़ा कहले से भिक मागी नथिले आपण कथा यथार्थ होई पारे 12 वर्ष बुली नथिया ता भी सत्य होई पारे मिथ्या होई पारे ଆଜ୍ଞା ଦାଦା। से विषय रे आमे मत देई परिबु नाही हैला बा तार ଆଜ୍ଞା कोनसी चाक्षुष प्रमाण मध्ये हम पाखरे नाही किंतु जे लिखिचंती एको उपस्थापना करचंती से को दृष्टि कहीं करचंती किछि सामाजिक कल्याण पई होय तो करचंती ଆଜ୍ଞା ଦାଦा। गला आ हाथ नाही गोड़ नाही यार कारण होउछि कोन वास्तव रे से जे आपण बापा आपण को पुओ बड़ ही गेला पर तापर हाथ आपण को अछि से आपण कथा मानि पारे न मानि पारे मो कथा बुझिले ଆଜ୍ଞା आ ଦାଦା। आपण ताकू जाई कि कंट्रोल करि परिबे नाही आपणकर हाथ पिला ऊपर नाही स्त्री ऊपर तो नाही बर्तमान देखिए बोले जुग रे तेणु जेमती बाप ठारू जन्म होइतिबा पुओ ऊपर बापार हाथ नाही से पिला भल होई पारे बा मंद होई पारे बाटू जाई पारे बा अबाटरे जाई पारे सेमती भगवान सिया से असहाय सेइति ताकर हाथ कहा ऊपर नाही से महाबाहु चतुर्धा मूर्ति अजस्र हस्त ताकर किंतु भक्त पाखरे मानिले ठाकुर न मानिले पत्थर जो माने ताको विश्वास करंती मानंती ताको पाखरे सेई जगन्नाथ जेते बेले निरुपाय हेले केते बेले ना बड़ भाई कहउचंती लक्ष्मी को विदा कर दिया जो मंदिर रु से बड़ भाई को मान्य दबा को जाई नीरव रही गले बड़ भाई ଆଜ୍ଞା को कहि पारले नहीं भाई लक्ष्मी छोड़ा ही गले आमे आमे असुविधा पड़िबा से स्वयं जगन्नाथ से सब जानती आ से घटना घटी जो कोठी महाभारत रे जेते बेले बलभद्र बलराम बलराम कहले इरे कान्हा से किए से ताको नहीं पड़ी गला सुभद्रा को किए नहीं गला धर ताकू चलो जीवा सैन्य डाके आ तू गोटे मांदाड़िया है पछौचु कौन किसी से कही नथिले से युद्ध को जाइथिले कहले ଆଜ୍ଞା भाई ଦାଦା। देखिलो रथ चलौची किए किए कहा को नौची ସୁଭଦ୍ରା ଅର୍ଜୁନ। बुझिले अरे ଆଜ୍ଞା प्रकृत ଦାଦା। कथा तो इरे ये तो मु भूल बुझीली आउ मो कथा बुझी पाले ଆଜ୍ଞା ଦାଦା। ସୁଭଦ୍ରା प्रकृत ଅର୍ଜୁନକୁ कथा ଅପହରଣ କରିକି ନଉଥିଲେ। बास तेणु बलभद्र सेतेबेले बुझीतेले गला एठी बलभद्र बुझिले केतेबेले ना जेतेबेले जगन्नाथ को सब जना
ଜଗନ୍ନାଥ କରି କରାଉ ଥାଇ ମୁଁ ଅଭିନୁ ଅନ୍ୟ ଗତି ନାହିଁ। ଭାଇଙ୍କୁ ଶିକ୍ଷା ଦେବା ପାଇଁ ଲକ୍ଷ୍ମୀ ଛଡା ହେଲେ ଅବସ୍ଥାଟା କଣ ତାର ଆଜ୍ଞା ପ୍ରମାଣ ପ୍ରକଟିତ କରିଛନ୍ତି। ସୂକ୍ଷ୍ମ ଦର୍ଶନ ଏଇଟା ସୂକ୍ଷ୍ମ ଦର୍ଶନରେ ହେଲା। ଆଜ୍ଞା ଦାଦା ବାର ବାର ବୁଲିଛନ୍ତି, ଖଇ ଉଡି ଯାଉଛି, କିଛି କେହି ରହୁନାହାନ୍ତି। ହଁ, ସେ ଆଜ୍ଞା ସବୁ ପହଞ୍ଚୁଛନ୍ତି ସେ ମା ଲକ୍ଷ୍ମୀଙ୍କ ଉଆସରେ। କପଳ କଳ୍ପିତ ହେଇପାରେ, କିନ୍ତୁ ତା ଭିତରେ ସତ୍ଶିକ୍ଷା ରହିଛି। ପହଞ୍ଚିଲା ପରେ ଖାଇଲା ବେଳେ, ଖାଇବା ଶେଷ ବେଳକୁ ଦେଖିଲେ ଯେ ଆରେ ଇଏ ତ ଲକ୍ଷ୍ମୀଙ୍କର କାମ। ଏଭଳିଆ ରାନ୍ଧଣା ରାନ୍ଧିବ କିଏ? ଏଭଳି ପରିଚର୍ଯା କରିବ କିଏ? ଏତେ ଆଦର ଯତ୍ନ କରିବ କିଏ? ତା ନାଁଟା କଣ ପଚାରିଲ? ପଚାରି ବୁଝିଲା ପରେ ଯାହା ତ ହେଲା, ଆପଣ ଜାଣିଛନ୍ତି, ଲକ୍ଷ୍ମୀ ପୁରାଣ ପଢିଛନ୍ତି। ହଁ, ଆଜ୍ଞା ଆଜ୍ଞା ଦାଦା ତାପରେ କହିଲେ ଯା ଯା, ବଡ ଭାଇ କହିଲେ ଯା ତା ହାତ ଧରିକି ଆଣେ। ଆରେ ସେଇ ଆମର ଲକ୍ଷ୍ମୀ ହେଲା। ଆଜ୍ଞା ବଡ ଦାଦା ଭାଇ କହିଲେ, ସେ ତାକୁ ଆଣିଲେ। ମୋ କହିବା କଥା, ଭଗବାନ ମଧ୍ୟ ବେଳେ ବେଳେ ନିରୁପାୟ, ଅସହାୟ। ବଡ ଭାଇ ପାଖରେ ସେ ଯୋଉ କର୍ମ କରନ୍ତି ତାହା ମଧ୍ୟ ଦୁର୍ବୋଧ୍ୟ, ଅବୋଧ୍ୟ ସାଧାରଣ ମଣିଷ ପାଇଁ। ଏଇଟା ହଉଛି ସୂକ୍ଷ୍ମ ତତ୍ତ୍ୱ। ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି। ଆଜ୍ଞା ଦାଦା ତେଣୁ ଆପଣ ଯୋଉଟା କହୁଛନ୍ତି ସିଏ ଅନନ୍ତ ଅପରିସୀମ ଶକ୍ତିର ଆଧାର ଜଗନ୍ନାଥ। ତାଙ୍କ ବିଷୟରେ ତାଙ୍କର ଆଦି ଆଉ ଅନ୍ତ ଇଏ ସଠିକ ଭାବରେ ଆମେ କେହି କହିବା ଆମେ ଗଜମୂର୍ଖ। ଆମେ ଲୁଣର ପିତୁଆ ମାପିବୁ କେତେ? ଆମେ ଏଣୁ ତେଣୁ ଯାହା ବହି ପଢା ପାଠ ବା ଶୁଣା କଥା, ଏଇଥିରୁ ଯାହା କିଛି ଜ୍ଞାନ ଆହରଣ କରିଛେ, ସେସବୁ ବୁଡିଗଲୁ, ହଜିଗଲୁ, ମଜିଗଲୁ, ବାଟ ପାଇଲୁ ନାହିଁ। ବାଟ ବଣା ବୁଦ୍ଧିବଣା ହେଇଗଲା। କିନ୍ତୁ ଏତିକି ଯେତିକିଟା ଗମିଲୁ ସେତିକିଟା ଶିଖିଲୁ। ସବୁ ଦେବତାଙ୍କର ସମାହାର ତତ୍ଵଟା ଜଗନ୍ନାଥଙ୍କୁ ଧରିଲେ ଜାଣେ। ଯୋଉମାନେ ଜଗନ୍ନାଥଙ୍କୁ ମାନନ୍ତି ସେମାନେ ବୁଝିବେ ଜଗନ୍ନାଥ ହଉଛି ସବୁ ଦେବତାଙ୍କ ସମାହାର ପୁରୁଷୋତ୍ତମ। ପୁରୁଷୋତ୍ତମ ଧାମ ପୃଥିବୀରେ ଗୋଟିଏ। ପୁରୁଷୋତ୍ତମ ଧାମ ହଉଛି ପୃଥିବୀରେ ଗୋଟିଏ, ଜଗନ୍ନାଥ ଧାମ। ଆର ବୈଚିତ୍ର୍ୟ ବହୁତ କଥା ମୁଁ ଅନୁଭବ କରେ। ଏଇଟା କେତେ ଦୂର ଯୁକ୍ତିଯୁକ୍ତ ମୁଁ ହୁଏତ କହିପାରିବି ନାହିଁ, ପ୍ରମାଣିତ କରିପାରିବି ନାହିଁ। ସବୁ ମାନେ ରାମ, କୃଷ୍ଣ, ଚୈତନ୍ୟ ଯିଏ ଯୋଉଠି ଆସିଛନ୍ତି, ଏମିତିକି ଯୀଶୁ ମଧ୍ୟ ଆସିକି ପୁରୀରେ ରହିଥିଲେ ବୋଲି ମୁଁ ପଢିଥିଲି। ମାଲକାନଗିରି ଥିଲାବେଳେ ସେ ପେପରରେ ବାହାରିଥିଲା। କୋଉ ମସିହାରୁ କେତେ ମସିହା ଥିଲେ, ତା ଯଦି ଥିବ ସମାଜ ଅଫିସରେ ଥିବ, ସମାଜ ଅଫିସରେ ପଚାରିଲେ ସେମାନେ କହିବେ। କିଏ ଗୋଟେ ରାଇଟର ଲେଖିଥିଲେ କଲେକ୍ସନ କରିକିରି, ଯୀଶୁ ମଧ୍ୟ ଆସି ପୁରୀରେ ରହିକି ସତ୍ ଶିକ୍ଷା, ସତ୍ ପରାମର୍ଶ କରିକିରି ଏ ଆଧ୍ୟାତ୍ମିକ ତତ୍ତ୍ୱ ଶିଖିଥିଲେ। ଗଲା। ତେଣୁ ସମସ୍ତ ଯୋଉ ମହାପୁରୁଷ ମହାତ୍ମା ଆସିଛନ୍ତି ସମସ୍ତେ ମର୍ଜ କରୁଛନ୍ତି ଏବଂ ତାଙ୍କର ନମୁନା ମଧ୍ୟ ଦେଖାଯାଉଛି। ସେଇ ଅନୁସାରେ ପୂଜା ବିଧି ଏବଂ ମଣିଷ ଭଳିଆ ସେ ମରୁଛନ୍ତି, ତାଙ୍କ ନବକଳବର ହଉଛି। ମଣିଷ ସାଙ୍ଗରେ ସାମିଲ ହେଇଛନ୍ତି। ତାମାନେ ଲୋକ କାଳେ ବିଭ୍ରମରେ ପଡିବେ। ଯେତେବେଳେ ପୁରୁଷୋତ୍ତମ ମାନେ ଜନ୍ମ ହେବେ, ସେ ମରିବେ, ସେତେବେଳେ ଲୋକ କହିବେ ଇଏ କଣ ମରି ଯାଉଛନ୍ତି। ତେଣୁ ତାଙ୍କର ସେଇଥିପାଇଁ ଦାରୁ ବିଗ୍ରହ ମୃତ୍ୟୁ হয়। ତାଙ୍କର ମଧ୍ୟ ମୃତ୍ୟୁ ହୁଏ, ନବକଳେବର ବୋଲି କୁହାଯାଏ। ତାର ତତ୍ତ୍ୱ ମଧ୍ୟ ବହୁତ କିଛି ଅଛି। ଆପଣ ମାନେ ଜଗନ୍ନାଥ ସଂସ୍କୃତି ଜାଣନ୍ତି ତାଙ୍କୁ ପଚାରନ୍ତୁ। ଆଜ୍ଞା ଦାଦା ବ୍ରହ୍ମଚର୍ଯ୍ୟ ତାଙ୍କର। ବାସ୍। ତେଣୁ ଆଉ ଫରକ ଏତିକି, କଳା ଆଉ ଗୋରା। ଜଗନ୍ନାଥ ଆଉ ଠାକୁର କଳା ଗୋରା, ଆଉ ସେ ଦାରୁ ବିଗ୍ରହ, ଠାକୁର ନର ବିଗ୍ରହ। ବାସ୍, ଦର୍ଶନ ଏତିକି। ଆଉ ଅଧିକା ମୁଁ କହିକିରି ଆପଣ ମାନଙ୍କୁ ଭାରାକ୍ରାନ୍ତ କରିବାକୁ ଚାହେଁ ନାହିଁ। ସିଏ ଦାରୁ ବ୍ରହ୍ମ, ଇଏ ନର ବ୍ରହ୍ମ। ଆଙ୍କ ପାଖରେ ସବୁ ଦେବତାଙ୍କର ଚିନ୍ତାଧାରା ଆସିଛି। ଇଏ ସ୍ୱୟଂ ପୁରୁଷୋତ୍ତମ। କାହିଁକି ନା କୌଣସି ତତ୍ଵକୁ ଇଏ ବାଦ ଦେଇନାହାନ୍ତି। ସବୁ ଦେବତାଙ୍କର ଆଲୋଚନା କରୁଛନ୍ତି। ସବୁ ପୁରୁଷୋତ୍ତମ ଅଂଶରେ ଯୋଉ ଆସିଛନ୍ତି ଅବତାର ମାନେ, ତାଙ୍କର ମଧ୍ୟ ଆଲୋଚନା କରୁଛନ୍ତି। ସବୁ ଭକ୍ତ ମାନଙ୍କର ମଧ୍ୟ ଆଲୋଚନା କରୁଛନ୍ତି। ହନୁମାନ ଜୀବନରେ କଣ କରିଥିଲା? ହନୁମାନର ଯୋଉ ହନୁମାନ ଚାଳିଶା ଭଲ ମନ୍ଦ ସବୁ ଲୋକ କରୁଛନ୍ତି, ଇଏ କାମନା ବାସନା ନେଇ। ୟାର ତାତ୍ପର୍ଯ୍ୟ କଣ? ରାମକୁ ଛାଡିକି ରାମ ଭକ୍ତ, ଇଏ ପୂଜା କୋଉଠି ନାହିଁ। ରାମ ହେଲେ ନାରାୟଣ ସ୍ୱୟଂ। ନାରାୟଣକୁ ବାଦ ଦେଇକି ହନୁମାନ ପୂଜା ନିରର୍ଥକ। କିନ୍ତୁ ଚାଲିଛି, ବଜରଙ୍ଗ ବାଲି କରିଛନ୍ତି। ଋଷିଙ୍କୁ ବାଦ ଋଷିବାଦ ଯେମିତି ଚାଲିଛି, ଇଏ ସେମିତି। ରାମଙ୍କର ଗୁଣ କଣ ଥିଲା? ରାମଙ୍କର ଭକ୍ତ ଥିଲା। କୃଷ୍ଣଙ୍କ ସମୟରେ ପୁଣି ମର୍ଜ କରିଗଲେ କିଏ? ହନୁମାନ। କପିଧ୍ୱଜ ଯୋଉ ରଥ ଥିଲା, ତା ରଥ ଉପରେ ସେ ବସୁଥିଲେ, ଜଗୁଥିଲେ।
ये सब प्रमाण भल भाव लिखाई ताकू आम अनुध्यान करवानी अथच हनुमान पूजा करी बेल काटिदबा राम विरोधी नारायण विरोधी हनुमान पूजा करी सार्थकता जीवन हो पार ना हनुमान अमर बर दे पारे ना मानवीय गुण चरित्र दे पारे ना हनुमान साक्रिफाइस मान त्यागी गोटे गुण तांकर त्यागपूर्ण जीवन हनुमान ये सब बुझा दरकार रावण एत बड़ महात्मा भक्त कहीं बंची पारानी नारायण विरोधी हो गला रावण एत बड़ पंडित एत बड़ ज्ञानी एत बड़ काम से कहला यही कौन से पुरुषोत्तम ना मु मरबी पछे छाड़बी परीक्षा करी जदि से पुरुषोत्तम है मु मरबी है ये सब तत्व विराट दर्शन तो कहली ना केते कहबो कौन कौन कहबो बो भाई मैंने अछंती तेणु एतिक आप मन रखु जे जगन्नाथ संस्कृति को चिन्हवा को हेले ठाकुर को धरी चलिया को हम आ जगन्नाथ को जी भक्त जी प्रकृत भक्त से ठाकुर को दीक्षा नब ही नब जदि नई पारुनी से जगन्नाथ को ठीक भाव जानी ना बुझीपारी ना जय गुरु आ बेसी किसी कहूनी रहीगली जय गुरु विद्युलता विश्वाल नेक्स्ट विद्युलता विश्वाल हेलो विद्युलता विश्वाल ऑडियो दादा खोल जय दो गुरु दादा जय जय गुरु गुरु जय गुरु जय गुरु कहतु दादा आम घर जो गोटे ब्राह्मण पिला आसुचंदी से प्रत्येक मासर इष्टवती जो दिन पूरे से दिन मैं तांको डकाए सी भी दीक्षा नहीं से भाव स्वच्छ भाव में रोषे कर खावा दिए तापर से मझिरे आसते आमर बिजनेस लाइन केतल जिनस नवा आसती मुझे केमती कपड़ा चेंज करनी चा टे दे दिए बिस्कुट टे दे दिए सी कौन करती ना पिला मान चॉकलेट आनती ना केतले 20 टଙ୍କା नहीं आसती कि पिला दब से दिन 20 टଙ୍କା नहीं आसते मो ठाकुर पाखे से पैसा प्रणामी रखीदे मंगल कामना कली कि चॉकलेट टाक जिते मना करनी सी जब सी आणुंट पिला दादा कौन कर चॉकलेट टा पिला आनले चलिबो चलिए दादा टंका पैसा नहीं आपण तांको कहबे आपण ब्राह्मण लोक आपण मु टंका पैसा नेबी नहीं आपण को मोर दबा कथा आपण केमिति नेबी आपण पिला आनी चॉकलेट हो दिंतु आपण तदनुजाई ट्रिटमेंट करेंगे तदनुजाई इनडायरेक्टली फेरेबे से धर 5 टଙ୍କା खर्च कर 12 टଙ୍କା खर्च कर भल भल चॉकलेट आनी आपण 50 टଙ୍କା दे दक्षिणा दी विदा करेंगे मन है से पापटा क्षण न हम फास्ट दिन जो आछले दादा आपण को पलाटा सब भारी होबा दरकार बस एति कहली से दादा फास्ट दिन जो 20 टଙ୍କା नहीं आसले कहले मो पिला मान पई चॉकलेट आनथांदी भूली गली आ मु रखु नथिले जब से रखी देई पळेले मु सेटा को प्रणामी आकार ठाकुर पाखे रखी देली दादा ठीक करछि ना भूल होला नाइ भूल करजंदी से ठाकुर में आनथला से को ठाकुर में आनथला आपण पिला मत दादा से डर लागला भूली से नेलेनी ना ठीक अच्छे आपण चॉकलेट किनिकिरी आपण पिला को उठाई देथांते अलग अलग पिला मानक बांटी देथांते जे जो भाव रे तबे ताको सेही भाव रे विनियोग करिवे पान पैसा चुनु को जीवनी चुनु पैसा पान को जीवनी दादा से जो मझिरे मझिरे आसुजन जिंस ना भाई मु ताऊ टे चा दे दोची कोन दादा भूल हे होची भूलटा कोला आपण चा देबे पान देबे जलखिया देबे दक्षिणा देबे जहा देई पारंती किछ नै तो ब्राह्मण को दवा पे माने फ्री आपण होइबे हैला ग्रह ग्रह कोटि चलिबो हैला काली ना पर न कहउतली परा ताको असंतुष्ट करिवेनी हैला आज्ञा दादा जो दीप्ति वर्क दादा करूछ दादा से फोन माध्यम रे से माने राजी हे होचनी कथा भी बुझुजंती जो दिन दीक्षा नबा कथा से दिन ही फोन उठौ ना दादा ए भली हेला गोटे मन छाड़ी जाउची मु सेत में भाबुची मो परिवार भितरे वो आपण माने कि भलो कि सुनु नाती आपण माने ठीक रूटटा पाउ नाती भलो कथा सुनु नाती आपण मन कर गोटे गां रे जाई 4 जन दीक्षा नबा पे जाजन करिके आसिले ताको ना नंबर आनिथिबे जने रीति को देबे से आ प्लस आपण को गां रे जे भलो कर्मी थिबे ताकू ये जे देबे भाई मु काली आमे जाई कि 5 जन ठीक करतु आपण टिके आउ टिके जाजन करी बुझी कि ताकू सदमंत्र देबे हैला आ न हेले आपण मते ताका संगे जिबे बाध्यबाधकतार प्रश्न नहीं आपण पुणी आपण भाविबे आपण को बुझेबाटा कंचा अछि आपण सब बेले सेल्फ एनालिसिस करिवे जे आपण जो भाबरे बुझेइथिले
से बुझीबाटा पूर्ण भाव से ग्रहण करि नाहंती आपनको मुह बुझिया ऊपर देखाणिया मन बुझिया हाँ हाँ मारदेले ता किंतु ठीक है नहीं बुझिपारे बास ଆଜ୍ଞା that's all। बाबू आज आउ परामर्श दे पारुनी आउरी भाई माने अछंती 9:52 हो गलानी आपण दादा काली ଟିକେ ଦାଦା ଦାଦା ସେ ଆପଣ ଯାଜନ ଟା ଖାଲି ଦୟା କରି ପରିବାର କ୍ଷମା ଭିତରେ କରନ୍ତୁ ମୁଁ ଆପଣଙ୍କୁ କହିଲି ନା ହଉ ଦାଦା ଯେତିକି କହିଲି ଜୟ ଗୁରୁ ଦାଦା ହଁ ଆପଣ ବ୍ୟସ୍ତ କାହିଁ ହଉଛନ୍ତି ମୁଁ କାଲି ଦେବି ଆପଣଙ୍କୁ ଦେବି ବୁଝେଇବି ନେକ୍ସଟ ଟର୍ମରେ କଣ ଆପଣ ସବୁ ବ୍ୟସ୍ତ ହେଇଗଲେ ଗୋଟାଏ ଜଣଙ୍କୁ ଧରୁ ଧରୁ ମୋର 8 ଜଣ ପିଲା ଲୋକ ଅପେକ୍ଷା କରୁଛନ୍ତି ସମସ୍ତ କଭରେଜ କରିପାରିବେନି ନେକ୍ସଟ ଆମର ଇଏ ହୀନମଣ୍ଡଳ ଭାଇ କୁହନ୍ତୁ ନା ମା କିଏ କୁହନ୍ତୁ ହ୍ୟାଲୋ दादा जयगुरु ଜୟ दादा ଗୁରୁ प्रणाम दादा ହଁ ପ୍ରଣାମ ପ୍ରଣାମ ଜୟ ଗୁରୁ କୁହନ୍ତୁ କୁହନ୍ତୁ କଣ जयगुरु ହେଲା दादा ଜୟ दादा ଗୁରୁ को भी बहुत सुंदर जयगुरु दादा दादा ହଁ भी आलोचना बहुत सुंदर थिला दादा ହଁ। जड़े व्यक्ति माने केते समय नाम ध्यान ना कले ता भीतर स्थिरता आसिया असत भीतर को से जाई पारे दादा ठीक कहंतु ଦେଖନ୍ତୁ ମୁଁ ବାରବାର କହିଛି ଆପଣ କୌଣସି କାମ ଅଧା ପାନ୍ତିରିଆ କରିକିରି ନାମଧାନ କରିବାକୁ ଆସିବେ ନାହିଁ ନମ୍ବର 1 आज्ञा दादा ଅସଂଯତ ଅସଜଡ଼ା ଘର ଭିତରେ ନାମଧାନ କରିବେ ନାହିଁ ଯୋଉ ଘରେ କରିବେ ନିଟ୍ ଆଣ୍ଡ କ୍ଲିନ୍ ସାଇଜ ହେଇକି ଘର ଥିବା ଦରକାର ନମ୍ବର 3 ହଉଛି ଆପଣଙ୍କ ଚାରିପଟରେ ବେଶୀ ଢାକ ଢୋଲ ଭଲ ମନ୍ଦ ହୋ ହଲ୍ଲା ନଥିବା ଦରକାର ନିରବ ନିଶ୍ଚଳ ଆଉ ମିନିମମ ଆପଣ 30 ମିନିଟ୍ସ ଆଫ୍ଟର 30 ମିନିଟ୍ ପରେ ଆପଣଙ୍କର କେନ୍ଦ୍ରାୟିତ ଅବସ୍ଥା ଆସେ ତା 0.1 ଠାରୁ 0.14-15 ଦେଇ ଚାଲିବ ହେଲା ତେଣୁ 45 ମିନିଟରେ ସ୍ଥିର হয় ବୋଲି ମାନେ ଭାଇ ମାନେ କହନ୍ତି ଏବଂ ପ୍ରମାଣ ମଧ୍ୟ ଅଛି ଆମେ ମଧ୍ୟ ଅନୁଭବ କରୁଛୁ 30 ମିନିଟ୍ ପରେ କିଛି ଭାବ ବୋଧ ଆସେ 30 ମିନିଟ୍ ଆମର ଦେହ ବୋଧ ଥାଏ ଇନ୍ଦ୍ରିୟ ଗୁଡିକ ମାନେ କଣ ବାହାର ଜିନିଷର ସଜାଗ ଥାନ୍ତି ସେଥିରୁ ଧୀରେ 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 ଆସି ସେଣ୍ଟ୍ରାଲାଇଜ হয় ଆପଣଙ୍କ ଦେହରେ 10ଟା ଇନ୍ଦ୍ରିୟ ଅଛନ୍ତି କର୍ମେନ୍ଦ୍ରିୟ 5 ଜ୍ଞାନେନ୍ଦ୍ରିୟ 5 ये 5टाରୁ ପର୍ଯ୍ୟାୟକୁ ଆଣିକିରି ଏ 10ଟା ଜିନିଷକୁ ଆଣିକି ପହଞ୍ଚେଇବେ ହାତ ଗୋଡ ଆଖି କାନ ସବୁ ଯାକ ସେଣ୍ଟ୍ରାଲାଇଜଡ ହବ ତାପରେ ଧ୍ୟାନ ଆରମ୍ଭ ମିନିମମ୍ 30 ମିନିଟ୍ସ 30 ମିନିଟ୍ ପରେ କିଛି ଅନୁଭବ ହବ 45 ମିନିଟରେ ପ୍ରକୃତ ଧ୍ୟାନ ଆରମ୍ଭ ହବ ଆପଣଙ୍କ ପ୍ରୋସିଡ କରିବେ 45 ରୁ दादा ହେଲା नाम ध्यान कला बेले दादा नाम ध्यान कला बेले 30 मिनिट पर्यंत दादा माने ହଁ मनटा काहे दादा स्थिर ही रही पारुनी दादा सेटा ठीक ମୁଁ ମାନେ କହିଲି ଅସତ ସେଇଟା ଚିନ୍ତା ହିଁ ମନ ଭିତରେ ଆସୁଛି ଦାଦା ହଁ ଶୁଣନ୍ତୁ ତା ମଧ୍ୟ ମୁଁ କହିଛି ଆପଣ ଯୋଉ ମାଛ ଖାଉଛନ୍ତି ସେ ତାର ହଁ ଅପଡାଉନ କରିବ ବ୍ରେନ ଆପଣ ଆଜ୍ଞା ଚୋରି ଅନ୍ନ ଖାଉଛନ୍ତି ତା ବି ଅପଡାଉନ କରିବ ଆପଣ ଆଜ୍ଞା ଦାଦା ଅସତ ଉପାୟରେ ଧନ ଅର୍ଜନ କରୁଛନ୍ତି ତା ବି ଅପଡାଉନ କରିବ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଆଜ୍ଞା ଗାଳି ଦେଇଛି ତା ବି ଅପଡାଉନ କରିବ ଆପଣଙ୍କ ପିଲା ଆପଣଙ୍କ ଆଉଟ ଅଫ କଣ୍ଟ୍ରୋଲ ତା ମଧ୍ୟ ଆପଣଙ୍କ ପାଖରେ ଆନ୍ଦୋଳନ ଆଣିବ ବା ପଡାପଡିଶା କେହି ଗୋଟେ ଅସମାନଜନକ କଥା କହିଲା ତା ମଧ୍ୟ ଆପଣଙ୍କ ପାଖରେ ଆସିଯିବ ଆପଣ ମନେକର କାହାର କ୍ଷତି କରିବାକୁ ଚାହୁଁଛନ୍ତି ମାରିବାକୁ ଚାହୁଁଛନ୍ତି ସେଇଟା ମଧ୍ୟ ଝଲକ ଆସିବ ଏ ସବୁ ଗ୍ରହ ମାନେ ଗ୍ରହଣ କରିଛନ୍ତି ଆପଣଙ୍କ ଭିତରେ ସ୍ଥାନିତ କରିଛନ୍ତି ନିମନ୍ତ୍ରଣ କରିକିରି ଆପଣ ଭିତରେ ରଖିଛନ୍ତି ଇଏ ଆଜ୍ଞା ଆକ୍ସନ ରିଆକ୍ସନ କରିବ ହିଁ କରିବ ଆପଣଙ୍କୁ ସେ ଭଗବତ ଦିଗରେ ଆଗେଇ ଦବ ନାହିଁ ଏଇଟା ମନକୁ କିଛି ଆଜ୍ଞା ଆସୁନି ଆଜ୍ଞା ଏଗୁଡାକ ଆମେ ଡାକିକି ଆଣିଛେ ହେଲା ଅର୍ଜିଲା କର୍ମ ବୁଝିଲେ ଆଜ୍ଞା ହଁ ତେଣୁ ଆଜ୍ଞା ଏଗୁଡାକ ଆପଣ ଦେଖିବେ ସେମିତି ଯୋଉ କାମ କଲେ ତାକୁ କ୍ଲିନ କରିଦେବେ ୱାଶ କରିଦେବେ ଏମିତି ଗୋଟିଏ ପରେ ଗୋଟିଏ କାମ କରି ଚାଲନ୍ତୁ ଦେଖିବେ ଯେ ଆପଣଙ୍କର ଏଗୁଡାକ ଆଉ ସଂଘାତ ଆଣିବ ନାହିଁ ଆଜ୍ଞା ବୁଝିପାରିଲେ ଆଜ୍ଞା ଆପଣ ଦାଦା ଜୟ ଗୁରୁ ବାଲାନ୍ସ ଆଜ୍ଞା କରନ୍ତୁ ଧୀରେ ଧୀରେ ଆପଣ ଚେଷ୍ଟା କରନ୍ତୁ ବାଲାନ୍ସ ମାନେ କଣ ବାଲାନ୍ସ ମାନେ ତାକୁ ଭାରସାମ୍ୟ ରଖିବା ଆପଣଙ୍କର ବିପଦ ଆପଦ ଥାଇପାରେ ସବୁ ଥାଇପାରେ କିନ୍ତୁ ସେଗୁଡିକ ଆପଣଙ୍କୁ ସଂଘାତ କରୁନି ମାନେ ଓଲଟ ପାଲଟ କରୁନି ତାହେଲେ ବୁଝିବେ ଯେ ବାସ୍ତବରେ ଆପଣ ଠିକ ଅଛନ୍ତି ଆପଣ ନାମଧ୍ୟାନ କରିବାକୁ ଯୋଗ୍ୟତା ଅଛି ବୁଝିପାରିଲେ ସରୋଜ ଆଜ୍ଞା ଭାଇ ଏବେ ଆଜ୍ଞା ଆପଣଙ୍କ ସମୟ ଅଛି କି ସରୋଜ ଭାଇ ପ୍ରଫେସର ସରୋଜ କୁମାର ଜେନା
ଆପଣ ଏବେ ପ୍ରସ୍ତୁତ ଅଛନ୍ତି କି? ନାଇଁ ହେଇନାହାନ୍ତି, ଠିକ ଅଛି। ହଉ ଦାଦା ଆଉ ଗୋଟେ ପ୍ରଶ୍ନ ମଣ୍ଡଳ ଦା ଦାଦା ଆଉ ଗୋଟେ ବୁଝିପାରିଲେ? ପ୍ରଶ୍ନ। ଆଜ୍ଞା ହ୍ୟାଲୋ, ଦାଦା ଆଉ ଗୋଟେ ପ୍ରଶ୍ନ ଦାଦା ଦାଦା ଗୋଟେ ପ୍ରଶ୍ନ। ଗୋଟେ ଗୋଟେ ଦିଅନ୍ତୁ, ଦେଖନ୍ତୁ ମୁଁ ଗୋଟେ କଭରେଜ କରିଦିଏ। ହଉ କଣ ଦାଦା କରିବି? ଜୟଗୁରୁ ଦାଦା ଜୟଗୁରୁ ପ୍ରଣାମ ଦାଦା ପ୍ରଣାମ ମୁଁ ଦାଦା। କାଲି କହିବି କଣ ଅଛି, ଆପଣ ଆଜ୍ଞା ଅଛନ୍ତି ଦାଦା ଆସନ୍ତୁ। ମୁଁ ଟିକେ କଭରେଜ କରିଦିଏ, ସମସ୍ତଙ୍କୁ ଟିକେ କହିଦେଲେ ଯଦି ସମୟ ଥାଏ ଆପଣ ନେବି ଆଉ ହେଲା। ହଁ ଇଏ ହେଲେ କିଏ ମାନସୀ ଦାସ, ଏ ବିଦୁରତା ବିଶ୍ୱାଳ ତ କହିଥିଲେ ଆଉ। ମାନସୀ ଦାସ, ମାନସୀ ଦାସ କଣ ପ୍ରଶ୍ନ ଅଛି କୁହନ୍ତୁ, କୁହନ୍ତୁ। ଜୟଗୁରୁ ଦାଦା। ଜୟଗୁରୁ ଜୟଗୁରୁ, ହଁ କୁହନ୍ତୁ। ଆଜ୍ଞା ଦାଦା ଥୋଡା ଆଜ୍ଞା ଡିସ୍କସ୍ କରିଥିଲି ମୋର ଯେ ଆମେ ଯୋଉ କର୍ମ କରୁ ତାର କର୍ମ ଆମେ ଯଦି ସାଙ୍ଗେ ସାଙ୍ଗେ ଜାଣିପାରୁ କି ଆମେ ଭୁଲ କରିଛେ, ତାର ଫଳ ପାଇଲେ ଆମେ ସାଙ୍ଗେ ଟିକେ ସଂଶୋଧନ କରିପାରିବା। କିନ୍ତୁ କେତେ ଜାଗାରେ ଡିସ୍କସ୍ ହୁଏ କି ପୂର୍ବ ଜନ୍ମର କିଛି ନାହିଁ, ବର୍ତ୍ତମାନ ଆମେ ଯୋଉ କର୍ମ ଏବେ କରୁଛୁ ତାର କର୍ମଫଳ ଆମେ ଏଇ ଜନ୍ମରେ ଭୋଗିବା। ଯେ ଯୋଉ ଆଗରୁ ଥିଲା ପୂର୍ବ ଜନ୍ମର କର୍ମଫଳ ଆମେ ଏଇ ଜନ୍ମରେ ଭୋଗିବା, ସେମିତି ଆଉ କିଛି ସେମିତି ନାହିଁ। ବର୍ତ୍ତମାନ ଆମେ ଯାହା କରୁଛେ ଏଇ ଜନ୍ମରେ ଆମେ କର୍ମଫଳ ଭୋଗୁଛେ। ସେଟା କେତେ ଦୂର ସେ ମାନେ ଆକ୍ଚୁଆଲି ଶୁଣନ୍ତୁ, କେତେ ଦୂର ଏଇଟା ନାଇଁ, ଇଏ? ନାଇଁ, ହଁ ଠିକ ଅଛି। ଦେଖନ୍ତୁ ଗୋଟେ ସ୍ତ୍ରୀ ସହବାସ କଲେ ଯୋଉ ପିଲାଟା ରହିଲା ସେ କେତେ କେତେ ଦିନ ପରେ ଜଣା ପଡେ। ଆବଶ୍ୟକ ଯନ୍ତ୍ରପାତି ହେଇଗଲାଣି ବା ତା ଭାବ ନେଇକି କିଛି ପ୍ରକାଶ ହୁଏ। ଆପାତ 30 ଦିନ ପରେ ବା 60 ଦିନ ପରେ ବା 90 ଦିନ ପରେ ଜଣାଯାଏ। କିନ୍ତୁ ଆଉଟ ହୁଏ କେତେବେଳେ? 10 ମାସରେ ବା 9 ମାସ ଅଧେରେ ଫଳଟା ମିଳେ। 9 ମାସ ଅଧେରେ ପୁଅ ବା ଆଜ୍ଞା ଝିଅ, କଣା କି କୁଜା, ଛୋଟା କି ବାଉଆ, ଯାହା କିଛି ଜଣା ପଡେ କେତେବେଳେ? 9.5 ମାସ ବା 10 ମାସ ପରେ। ପୁଅ ଝିଅ ବର୍ତ୍ତମାନ ପରୀକ୍ଷା କରିଦେଲେଣି। କିଛି କିଛି ବର୍ତ୍ତମାନ ପରୀକ୍ଷା କରାଯାଇଛି ବୋଲି ମାନେ ବିଜ୍ଞାନ ସେପଟେ ଆଗେଇ ଯାଇଛି। ତାହା କିନ୍ତୁ ଅପ୍ରକାଶ୍ୟ ହବା ପାଇଁ ସରକାରଙ୍କର ନିୟମ ଦିଆଯାଇଛି। ତାହା ଆଜ୍ଞା ଜଣେଇବା ଉଚିତ ନୁହେଁ, ଅବିଧେୟ। ଯାହା ହଉ, ସେମିତି ଏଗୁଡା କହୁଛି ପ୍ରାରବ୍ଧ, ଏଇ ଜନ୍ମର କର୍ମ, ଏଇ କୃତ କର୍ମ, ଏଇଟା ଏଇ କରିଥିବା ଏଇ ଜନ୍ମର ମାନେ କରୁଥିବା କର୍ମ ଗୁଡା ଫଳ। କିନ୍ତୁ ଆପଣ କୁହନ୍ତୁ ସେ ଛୋଟା ହେଲା କଣ, ଏଇ ଯୋଉ ବାଉଆଟା ହେଇଗଲା କାହିଁକି? ଏ କଣା ହେଲା କାହିଁକି? ମା ତା ଆଖି ଫୁଟେଇ ଦେଇଥିଲା ନା କଣ? ଆଉ ତାହେଲେ କଣ ହେଲା କୁହନ୍ତୁ? କର୍ମଫଳ। ଛାଡ଼ନ୍ତୁ, ମୁଁ ଆଉ ଖୋଲିକି କହୁନି, ସମୟ ହାତରେ ନାହିଁ। ଇଏ ବହୁତ ମାନେ ଜୀବ ଆତ୍ମାର ତତ୍ଵ ଗହନ ହେଲା। ସେ ଆଜ୍ଞା ଇଏ ଯୋଉ ମା ଏ ଯୋଉ ଜନ୍ମ କଲା ପିଲାଟା, ସେ କଣ କରୁଥିଲା ନିଜେ ଗତ ଜନ୍ମରେ ତା ମା ଶାଶୁକୁ ଭଲ ଦୃଷ୍ଟିରେ ଦେଖିନଥିଲା। ତା ଶାଶୁକୁ ସେ ଭଲ ଦୃଷ୍ଟିରେ ଦେଖିନଥିଲା, ଶୁଭ ଦୃଷ୍ଟିରେ। ତେଣୁ ତା ଆଖିଟି କଣା। ଯଦି ଛୋଟା, ସେ ତା ବାପା କଥାରେ କୁଆଡେ ଯାଇନଥିଲା। ବିଗତ ଜନ୍ମରେ ସେ ବାପା କଥାକୁ ଅମାନ୍ୟ କରିଥିଲା। ପାଦର ବ୍ୟବହାର ସଠିକ ଭାବରେ କରିପାରିନଥିଲା, ବା ଭଗବତ ଦିଗରେ ଯାହା ହଉ, ଏମିତି 3-4ଟା କାଟେଗୋରୀ ଅଛି। ଏଇ କର୍ମର ଫଳ, ଏଇଟା ପୂର୍ବ ଜନ୍ମର ଫଳ। ଗଲା ଆଜ୍ଞା ତା ବାପା ସଞ୍ଚିତ। ଆଉ ଗୋଟେ ଥିବ। ପ୍ରାରବ୍ଧ ପରେ ସଞ୍ଚିତ ଶବ୍ଦ ଅଛି। ଅନେକ ଜନ୍ମର ଅପେକ୍ଷା ଘଡଘଡି ପଡିଲା ମଲା, ପାଣିରେ ବୁଡି ମଲା, ଟ୍ରେନ ଯାଉଛି ଧକ୍କାରେ ଗଲା, ବାଟରେ ଯାଉଛି ଟ୍ରକ ଚଢିଗଲା। ଏଗୁଡା କହୁଛି ସଞ୍ଚିତ, ବହୁ ଜନ୍ମରୁ ପ୍ରତୀକ୍ଷମାଣ। ତାକୁ ଲାଇସେନ୍ସ ଦିଆଯାଇଛି, ଏତିକି ଜନ୍ମ ଭୋଗ କଲା ପରେ ଏଇଟା ତାକୁ ମିଳିବ। ମାନେ ତାକୁ କୁହାଉଛି ଦୈବ ଦୁର୍ଘଟଣା। ଏ ଦୈବ ଦୁର୍ଘଟଣା ଆମେ କହିଦଉଛେ, କିନ୍ତୁ ଏଟା ଗ୍ରହ ଆମେ ଗ୍ରହଣ କରିଛେ, ସେମିତିଆ କାମ କରିଛେ। ସେଇ ଫଳଟା ଏଠି ଆସି ଆଡପ୍ଟ ହେଲା। ବୁଝିପାରିଲେ? ଏ ସହଜରେ ଆଜ୍ଞା କର୍ମର କଥା ସଂକ୍ଷେପରେ କହିଲି। ଆକୁ ବୁଝେଇଲେ ବହୁତ ସମୟ ଲାଗିବ। ମା କଣ କରିବା, ଉପାୟ ନାହିଁ। ସମୟ ଆଜ୍ଞା ସରି ଆଜ୍ଞା ଆସିଲା, 2 ହେଲାଣି। ଆପଣ ଆଜ୍ଞା ଯେତିକି କହିଲେ, ଆଉ କେତେବେଳେ ପଚାରିବେ କଣ ଟିକେ ଆଉ କୋଉ ସାଇଡରୁ ପଚାରିଲେ ମୁଁ ପୁଣି କହିବି ଆଉ ଆଜ୍ଞା ହେଲା। ଆଜ୍ଞା ଜୟ ଆଜ୍ଞା ଗୁରୁ, ଜୟ ଗୁରୁ। ଜୟଗୁରୁ ଜୟଗୁରୁ। ଆଉ ନେକ୍ସଟ ଅଛନ୍ତି କୁମୁଦିନୀ ସାହୁମା। କୁମୁଦିନୀ ସାହୁମା, ଅଡିଓ ଖୋଲନ୍ତୁ। କୁମୁଦିନୀ ମା କୁହନ୍ତୁ। ହ୍ୟାଲୋ। ଦାଦା ଜୟଗୁରୁ।
ଜୟ ଗୁରୁ ଜୟ ଗୁରୁ କୁହନ୍ତୁ। ସମସ୍ତଙ୍କୁ ମୋର ଜୟଗୁରୁ। ମୁଁ ଧରନ୍ତୁ ଠାକୁରଙ୍କ ଆଶୀର୍ବାଦରୁ ହଉ କି ମୋର ଚେଷ୍ଟା ଉଦ୍ୟମ ଫଳରେ ମୁଁ ଟିକେ ଠାକୁରଙ୍କ ଭଜନ କୀର୍ତ୍ତନ ହଉ କି କିଛି ଯାଜନ ହଉ ଏସବୁ ଦିଗରେ ମୋର ଟିକେ ଶୀଘ୍ର ପାରଦର୍ଶିତା ଆସିଗଲା, କିନ୍ତୁ ଅନ୍ୟମାନଙ୍କର ବହୁତ ବର୍ଷ ଲାଗିଯାଇଛି, ମୋର ବହୁତ ଶୀଘ୍ର ଆସିଗଲା। ତ ସେଇ ଜିନିଷଟାକୁ ହଉ ବା କୋଉ ଅଲଗା ଦୃଷ୍ଟିରୁ ହଉ କୌଣସି ଗୁରୁ ମା କି ଗୁରୁ ଭାଇ ମତେ ମାନେ ଭିତରେ କରୁଛନ୍ତି ଷଡ଼ଯନ୍ତ୍ର, ମୁଁ ତାର ପ୍ରମାଣ ବି ପାଉଛି, କିନ୍ତୁ ମୁଁ ତ ସତ୍ୟ କହିକି ସଂହାର ଆଣିବାକୁ ଚେଷ୍ଟା କରୁନି, କାରଣ ତାଙ୍କର କର୍ମଟା ସିନା ଖରାପ କରୁଛନ୍ତି କିନ୍ତୁ ତାଙ୍କର ଭଲ ଅଛି, ମାନେ ସେ ବ୍ୟବହାରିକ ଭଲ ଅଛି। ତ ମତେ ଟିକେ ତଳୁଆ କରିବା ପାଇଁ ବୋଧହୁଏ ତାଙ୍କର ଏଇଟା ହେଇଥାଇପାରେ ବୋଲି ମୁଁ ଭାବୁଛି। କିନ୍ତୁ ତ ମୁଁ ଏଇ ଯୋଉ ଜିନିଷର ସେମାନେ ସାଙ୍ଗେ ସାଙ୍ଗେ ତ ତାର ପ୍ରତିଫଳଟା ପାଇବେନି, ଠାକୁରଙ୍କୁ ଧରିଛନ୍ତି ସବୁ ଭଲ କରୁଛନ୍ତି, ଭିତରେ ଏଇ ଜିନିଷଟା ରହୁଛି, ତ ସେମାନେ ଏ ସାଙ୍ଗେ ସାଙ୍ଗେ ତ ତାର କିଛି ଫଳ ପାଇବେନି। ଯେମିତି କି ଟିକେ କିଛି ଦିନ ପୂର୍ବରୁ ଯୋଉ ଯୁବାବସ୍ଥାରେ କରିଥିବା କର୍ମ ଫଳ 84 ବର୍ଷରେ ସେ ଜେଲ ଗଲେ, ଯୋଉଟା କି ସେ ନଈ ନଈ ଚାଲୁଥିଲେ, ତ ଜେଲ ଗଲେ କଣ ଆଉ ତାଙ୍କର ଜେଲରେ ସେ କଣ ଉପଭୋଗ କରିବେ? କରିଥିଲେ ଯୁବାବସ୍ଥାରେ କର୍ମଟା, କିନ୍ତୁ ଏତେ ବର୍ଷ ପରେ ଭୋଗିଲେ। ତ ସେମିତି ଯୋଉ ମତେ ଯୋଉ ଜିନିଷଟା ମୁଁ ମାନେ ଭୋଗୁଛି, କିନ୍ତୁ ମୁଁ ଏଥିରେ ଅସ୍ଥିର ହେଇପାରୁନି, କାରଣ ଠାକୁରଙ୍କୁ ମୁଁ ଧରିଛି, ନାମ ଧ୍ୟାନ କରୁଛି, ଅସ୍ଥିରତା ଆସୁନି, କିନ୍ତୁ ଜିନିଷଟା ମନଟାକୁ ଟିକେ ଦୁଃଖିତ କରୁଛି। ଆଜ୍ଞା ପ୍ରଶ୍ନ କରୁଥିଲେ, ଆଜ୍ଞା ପ୍ରଶ୍ନର ଆଜ୍ଞା ଭାବ କରୁଛନ୍ତି କି ନ କରୁଛନ୍ତି ଆପଣ ଜାଣିଲେ କେମିତି? ଆପଣଙ୍କର ଏଇଟା ଲକ୍ଷ୍ୟ ନୁହେଁ, ଏ ସବୁ ଭୂତ। ଆପଣଙ୍କ ପ୍ରଶଂସା କଲେ ଭୂତ, ନିନ୍ଦା କଲେ ବି ଭୂତ, ଷଡ଼ଯନ୍ତ୍ର କଲେ ବି ଭୂତ, ଏସବୁ ଆପଣଙ୍କ ଉପରେ ଚଢି ବସିବେ। ଏବେ ଭୂତ ସବାର ଆପଣଙ୍କ ଉପରେ ହେଲାଣି। ଏବେ ଆପଣ ଚପିଯିବେ, ଦବିଯିବେ, ପଥର ଲଦା ହେଇଗଲା। ଆପଣ ମୁଣ୍ଡରେ ଏଗୁଡାକୁ ଯେତେବେଳେ ନେଲେ, ସେତେବେଳେ ନିଜକୁ ବିନାଶ କରିବାର ବାଟ ଆପଣ ଅବଲମ୍ବନ କଲେ। କିଏ କଣ କହିଲା, କଣ ଭାବୁଛି, କଣ ହଉ, କଣ ହେଲା, ମୋର କଣ? ମୁଁ ମୋ ପରି କର୍ମ କରି ମତେ ପଚାରିଲେ ଭଲ, ନ ପଚାରିଲେ ବି ଭଲ, ମତେ ସମ୍ମାନ ଦେଲେ ଭଲ, ମୋର ଇଲିଜିବିଲିଟି ଥାଉ। ବହୁତ ଜାଗା ଅଛି, ଆପଣ ମାନେ ମୁଁ ଯାଇଛି, ବସିଛି ସଭା ପଛରେ, ଡେରିରେ ଯାଇଛି, ମୋ ସଭା ପଛରେ ବସିଛି, ମୁଁ ରୀତିକ ହିସାବରେ କହିକି ଆଗରେ ବସିନି, ମତେ ବି ଡକା ଯାଇଛି, ଭାଇମାନେ ଡାକିଛନ୍ତି, ମୁଁ ନାଇଁ ନାଇଁ, ମୁଁ କହିଲି ଆପଣଙ୍କର ଯୋଉ ତାଙ୍କୁ କହିଦିଅନ୍ତୁ, ଯେ ମୁଁ ତାଙ୍କ ନାଁ କହୁନି, ଯେ ପ୍ରିଜାଇଡିଂ କରୁଛନ୍ତି ତାଙ୍କୁ କହିଦିଅନ୍ତୁ, ତାଙ୍କର ପାରାଫନିଆ ଯାହା ଅଛି ତଦନୁଯାୟୀ କରନ୍ତୁ, ମତେ ସେଥିରେ ଇନପୁଟ କରିବେ ନାହିଁ। ସେଠୁ ସେଠୁ କହିଲେ ନାଇଁ, ଦେଖ ସେ ଦାଦା କହିଛନ୍ତି ମାନେ ଆଉ ତାଙ୍କୁ ସେ ବିଗିଡି ଯିବେ, ଏଇଟା ଭୁଲ କଥା ହବ, ତାଙ୍କ ବ୍ରାହ୍ମଣ ରୀତିକି ଜଣେ, ତା କଥା ମାନିବାକୁ ପଡିବ। ସେ ସେୟା କଲେ, ବହୁତ ଲୋକ ଚେଷ୍ଟା କରୁଥିଲେ, ପଛରେ କହିଲେ ଆପଣ ଟିକେ କହିଥିଲେ ଭଲ ହେଇଥାନ୍ତା। ମୁଁ କହିଲି ଯାହା ଭଲ ହବା କଥା ବିଧି ନିର୍ଦ୍ଦିଷ୍ଟ ତାହା ହେଇସାରିଛି। ମତେ ତ ଆପଣ ଡାକି ନଥିଲେ, ମୁଁ ଯାଉଥିଲି, ଏଇଠି ବସିଗଲି, ବହୁତ ବୁଝେଇଦେଲି, ଆପଣ ଦୁଃଖ କରନ୍ତୁ ନାହିଁ, ଆପଣ ବସନ୍ତୁ, ଆଉ କେତେବେଳେ ମୁଁ ତ ଆସୁଛି, ବସିବା, ଆଲୋଚନା କରିବା, କଣ ଅଛି। ତେଣୁ ସେମିତି ଆପଣଙ୍କ ବିଭିନ୍ନ ଭାଇଙ୍କ ମାଙ୍କ ଘରକୁ ଯାଆନ୍ତୁ, ପ୍ରାର୍ଥନା କରନ୍ତୁ, ଭଜନ ବୋଲନ୍ତୁ, କୀର୍ତ୍ତନ କରନ୍ତୁ, ଲୋକମାନଙ୍କ ମୋହନ ମୋହି ଦିଅନ୍ତୁ। ଆଉ କିଏ ଷଡ଼ଯନ୍ତ୍ର କଲା, କିଏ ସ୍କୋପ ଦେଲା ନଦେଲା, ଆପଣଙ୍କୁ ଦବେଇଲା କି ଚପେଇଲା, ଏଗୁଡାକ ଭାବନ୍ତୁ ନାହିଁ, ଭାବିଲେ ଦବିଯିବେ। ଆପଣଙ୍କୁ କିଏ ଖରାପ କହିଲା, ଭଲ କହିଲା, ଆପଣ ସୋମଟ କରିଯାଆନ୍ତୁ, ଆପଣ ଆନାଲିସିସ୍ କରନ୍ତୁ, ମୁଁ ଠିକ ବୋଲୁଛି କି ନାହିଁ, ଆପଣ ନିଜକୁ ନିଜେ ପରୀକ୍ଷା କରନ୍ତୁ। ଠାକୁରଙ୍କ ପାଇଁ ବୋଲୁଛନ୍ତି, ଲୋକମାନଙ୍କ ପାଇଁ ନୁହଁ, ସାର୍ଟିଫିକେଟ ପାଇଁ ନୁହଁ, ପ୍ରଶଂସା ପାଇଁ ନୁହଁ, ଆପଣ ତାଙ୍କୁ ଭଲ ପାଆନ୍ତି, ତାକୁ ପାଇଁ ଗୀତ ବୋଲନ୍ତି, ବାସ୍ ହେଲା। ଏଇ ଧାରାଟାକୁ ନେଇ ଚାଲନ୍ତୁ, ଆପଣ ନିଶ୍ଚିତ ଭାବେ ପୋଷ୍ଟ ଆଣ୍ଡ ପୋଜିସନ ପାଇବେ, ଠିକ ବାଟରେ ଆପଣ ପହଞ୍ଚିଯିବେ, ହେଲା। ଦାଦା କଣ କି ବୁଝିପାରିଲେ? ମୋ ପାଖରେ ପ୍ରମାଣ ବି ଅଛି, ତ ତେଣୁକରି ଆଜ୍ଞା, ମୁଁ କହିଲି ଥରେ ଆପଣଙ୍କୁ ଆଜ୍ଞା ଏତିକି କହିଲି, ପ୍ରମାଣ ମଧ୍ୟ ଲୋକ ନେଇକି ଆସି ଦାଦାଙ୍କ ପାଖରେ ପହଞ୍ଚିଥିଲେ, ଆଚାର୍ଯ୍ୟଙ୍କ ପାଖରେ ରେକର୍ଡିଂ କରି ଆଣିଛନ୍ତି, ତାଙ୍କ ବିରୁଦ୍ଧରେ କହୁଥିଲେ ଦୂର ସେଲା, ତୁ ନିଜକୁ ନଷ୍ଟ କରୁଛୁ, ତୁ ହଉଛି ବଦମାସ ନମ୍ବର 1, ତାକୁ ଗାଳି କଲେ। ସେ ତତେ କହିଥିଲା ମତେ କହିବା ପାଇଁ, ସେ ମୋ ବିରୁଦ୍ଧରେ କହିଲା, କଣ ତୋର କି ଗଲା, ତୋର କି ଗଲା? ଆଚାର୍ଯ୍ୟ ଦେବଙ୍କ କଥା
ଆଜ୍ଞା ମୁଁ ଯୋଉଟା କହୁଛି ଯୋଉଟା କହୁଛି ତାର ନିଦର୍ଶନ ରଖିକିରି କହୁଛି। କିଏ କଣ କରୁଛି ପ୍ରମାଣ ମୋଟେ ଆବଶ୍ୟକ ନାହିଁ। ପ୍ରମାଣ ମାଲିକ। ଆପଣ କେତେ ଦୂର ଠିକ କେତେ ଦୂର ଭୁଲ ମାଲିକ କହିବେ। ମୁଁ ଆପଣ ଅନ୍ୟ ବିଚଳିତ ଆଗରେ ହଉନି। ହଉନି ଦାଦା, ବିଚଳିତ ହଉନି। ବାସ୍ that's enough। ସେତିକି ଯଥେଷ୍ଟ। ସେଇଟା ହଉଛି ଯଥେଷ୍ଟ। ଆପଣ ଠିକ ସେତିକି କରନ୍ତୁ ହେଲା। ଦାଦା ଜୟଗୁରୁ ଜୟଗୁରୁ। ଭଲ। ମୂର୍ଖ ହ୍ୟାଲୋ ଗଲା ଆଉ ଜଣେ ଥିଲେ। ହ୍ୟାଲୋ ସୁଚିତ୍ରା ମହାନ୍ତି ମା କୁହନ୍ତୁ। ସୁଚିତ୍ରା ମହାନ୍ତି। ହ୍ୟାଲୋ ଦାଦା ସୁଚିତ୍ରା ମହାନ୍ତି। ହଁ ଦାଦା, ଦାଦା ଜୟ ଗୁରୁ ଜୟଗୁରୁ। ଜୟ ଗୁରୁ। ହଁ ଦାଦା ମୁଁ ଟିକେ କଥା ବୁଝିଥାନ୍ତି। ଏ ଯେ ଆମର ଏଠି ଜଣେ ସମ୍ପର୍କୀୟଙ୍କର ଏଇ ଘଟଣାଟା ଯେ ସେ ତାଙ୍କର ମାନେ ରଜର ମାନେ ରଜ ଦିନରେ ତାଙ୍କର ଗୋଟେ ମାନେ ଝିଅ ଆଗରୁ ହେଇଥିଲା, ସେ ରଜ ଦିନରେ ଚାଲି ଯାଇଥିଲା। ତାପରେ ସିଏ ସେଇଟା ଗୋଟେ ଭାବିଲେ ଯେ ବୋଧେ ରଜ ଟା ଭଲ ନୁହେଁ ଆମ ମାନଙ୍କ ପାଇଁ, ସିଏ ଆଉ ସେଇଟା ଆଉ ସେ ପାଳନ କରନ୍ତିନି, କରୁନଥିଲେ। ତାପରେ ସିଏ କିଛି ଦିନ ପରେ, ପୁଣି କିଛି ବର୍ଷ ପରେ, 5-6 ବର୍ଷ ପରେ ସିଏ ପୁଣି ସମସ୍ତେ କହିଲେ ସେଇଟା ଗୋଟେ ଧାରଣା, ତୁମେ ରଜରେ ମାନେ କଣ ପାଇଁ ପାଳନ କରିବନି। ସେ ପୁଣି ଯେମିତି ରଜରେ ଲୁଗାପଟା ଯେମିତି ପିନ୍ଧା ପିନ୍ଧି କରନ୍ତି ସେ କଲେ। ଯେ ତାପରେ ତ ତାଙ୍କର ଗୋଟେ ପୁଅଟି ହେଇଥିଲା, ସେ ପୁଅଟି ଛୋଟ ପୁଅଟି, ସିଏ ପୁଣି ଏମିତି ହଠାତ୍ ଖଟ ଉପରେ ଠିଆ ହେଇଗଲା, ଏମିତି ଡେଇଁ ପଡ଼ିଲେ, ତା ହାଡ ମାନେ ପୁରା ହାତଟା ହାଡଟା ପୁରା 2 ଖଣ୍ଡ ହେଇଗଲା। ଯେ ସିଏ ଜଣେ ସ୍ୱସ୍ତୟନୀ, ମାନେ ସେ ବି ନେଇଛନ୍ତି ଦୀକ୍ଷା ବି ଠାକୁରଙ୍କର, ମାନେ ଭଲ ଇଷ୍ଟ ପ୍ରାଣ ମା ଟିଏ ସିଏ। ଯେ ସିଏ ମତେ କହିଲେ ଯେ ମୋର ତାପରେ ତାଙ୍କ ବାପା ତାଙ୍କ ସ୍ୱାମୀଙ୍କର ବି ଏବେ ଗୋଡ ଆକ୍ସିଡେଣ୍ଟ ହେଇଗଲା, ଏମିତି ମାନେ ଗୋଡ ମାନେ ପଡିଛି, ଏମିତି ସବୁ ଘଟଣା ତାଙ୍କର ଘଟୁଛି। ଯେ ସିଏ କହିଲେ, ମତେ କହିଲେ ମାନେ ଆର ମାନେ ମୋର ଭୁଲ କୋଉଠି ରହୁଛି ନା କଣ, ଆର ପ୍ରତିକାର କଣ କଲେ ହବ, ନା ଆମର ଏଇଟା କଣ ବିପଦ, ନା କଣ ମତେ କରିବାକୁ ପଡିବ। ମୁଁ ଯେହେତୁ ଠାକୁରଙ୍କୁ ଧରିଛି, ଆର ପ୍ରତିକାର କଣ? ଦେଖନ୍ତୁ ସବୁବେଳେ ପ୍ରତିକାର କଣ ହଉଛି, ପିଲା ପ୍ରତି ମାର ଯତ୍ନ ନାହିଁ। ଆଜ୍ଞା ପିଲା କୋଉଠି କେତିକି ରେଞ୍ଜ ଭିତରେ ରହିବ, ମାର ଦଖଦର ଠାକୁର ସବୁ ବାଣୀରେ କହିଛନ୍ତି। ତାକୁ ସେ ତା ମା ତା ନଖଦର୍ପଣରେ ରଖି ପାରିଲା ନାହିଁ। ହଁ ଖଟରେ ସେ ଦେଉଥିଲା। ହଁ ସେଠି ଜଣେ ଗାଇଡ ରହିବା ଦରକାର, ବା ସେ ଘରର ଯେ ଶାଶୁ ଥିବେ କି ହଁ ସେ ଆଉ କିଏ ସେଠି ଥିବେ। ଥିଲେ। ଗୋଟେ ସେ ପିଲାକୁ ତାଙ୍କ ଜଗେଇବା ହଁ ଦରକାର। ଗୋଟେ ଛୋଟ ପିଲାଟା ନା, ସେ ହୁଁ ତ ଭଲ ହୁଁ ମନ୍ଦ ଜାଣିନି। ହୁଁ ତାକୁ ହୁଁ ଦୋଷ ଦେଲେ ଚଳିବ ନାହିଁ। ଦୋଷ ହୁଁ ହଉଛି ଗାର୍ଡିଆନଙ୍କର। ହୁଁ ଯୋଉମାନେ ପାଖରେ ଅଛନ୍ତି, ଗୋଟେ ପିଲାକୁ ନଜର ଭିତରେ ରଖିବେ ହେଲା। ହୁଁ ହୁଁ ପିଲାକୁ ନଜର ନ ରଖିକି ଛାଡିଦବ, ସେ କଣ ନିଆଁରେ ବି ହାତରେ ମାରି ଦେଇପାରେ। କରେଣ୍ଟରେ ଗୋଟେ ନେଇକି ଯୋଉ ସୁଇଚ ଅଛି, ସୁଇଚ ଜଣେ ଗୋଟେ ପୁରେଇ ଦେଇଥିଲା ଲୁହାଟାଏ, ମାଇଲା ଧଡିକି ସକ୍, ସେ ବି ପଡିଲା। ସେ ମତେ ବି କହୁଥିଲା, ମୁଁ କହିଲି ଦେଖ ତୁମର ଦୋଷ ଏଇଠି। ହୁଁ ହୁଁ ମାନେ ସତର୍କ, ଆହୁରି ସୁଇଚ ହାଇଟ ରଖିବା, ଏତେ ପାଖରେ କାହିଁ ରଖିଛ ନା, ଡାଉନ କରି କାହିଁ ଏତେ ରଖିଛ ନା, ଏଟା ସୁବିଧା ହବ ମୋବାଇଲ ଚାର୍ଜ କରିବା। ମୁଁ ନାହିଁ, ସେ ବିଧାନ ନୁହେଁ। ଆକୁ କାଟ, ଉପରକୁ ଉଠାଅ। ଯେମିତି ପିଲାର ହୁଁ 10-12 ବର୍ଷ ପରେ ତା ହାତ ପାଇପାରେ, ତା ମଧ୍ୟ ଡେଞ୍ଜର। ତ ମିନିମମ୍ 6 ଫୁଟ 4-5 ଫୁଟ ଉପରେ ରଖ। ହୁଁ ସିଏ ତାଙ୍କ କହିବା କଥା ଯେ ସେ ନାହିଁ ପୁଣି ଥରେ ସମସ୍ତେ ରଜ ଅସଂଗତ ଅନିୟନ୍ତ୍ରିତ। ପାଳିଲେ ତ ଏମିତି ହେଲା। ଆଜ୍ଞା ନାଇଁ ସେ ନୁହେଁ, ଓହୋ ସେ ଜିନିଷ ତା ନୁହେଁ। ହଁ ହଁ ଏଇଟା ହଉଛି ମାନେ କଣ, ସେ ପିଲାର ଯୋଗ, ସେ ଯୋଉ ହୁଁ କର୍ମ କରିଛି ତଦନୁଯାୟୀ ଏସବୁ ହଉଛି। ହୁଁ ଆମେ ହୁଁ ଇଆଡେ ସିଆଡେ ଛିଟକି ହେଲେ କେମିତି ହବ। ସେ ଆତ୍ମାର କର୍ମ ହେଲା। ଆଜ୍ଞା ଆପଣ ତାଙ୍କୁ ସବୁବେଳେ ମନେ ବର୍ତ୍ତମାନ ରଖିଥିବେ। ହଁ ଶୁଣନ୍ତୁ କହିଲେ ଠାକୁରଙ୍କ ବିଧାନ ଏମିତି ସବୁ ବିପଦ ଆମର ପଡୁଛି, ତାର ମତେ କଣ କରିବାକୁ ହବ, ନା ମୋର ଭୁଲ କୋଉଠି ରହୁଛି, ଏଇଟା ପଚାରିଲେ। ସାବଧାନ ସେ କରୁନାହାନ୍ତି, ସଠିକ ଭାବରେ ଘର ପରିଚାଳନା କରୁନାହାନ୍ତି। ଗାର୍ଡିଆନ ହିସାବରେ, ଘର ପରିଚାଳନା କରିବା ହିସାବରେ ତାଙ୍କର ଦାୟିତ୍ଵ କର୍ତ୍ତବ୍ୟ ଠିକ ନାହିଁ। ସବୁ ହଁ ନିୟମ ଦେଖି ନିଜେ ସବୁ ଜାଣିଛନ୍ତି, ଆମେ କହିବୁ କଣ। ଗୋଟେ ଛୋଟ ପିଲାକୁ ଲକ୍ଷ୍ୟ କରିବା ପାଇଁ ଜଣେ ଲୋକ ରହିବା ଦରକାର।
ଏବଂ ନିଜର ନଖତ ମା କହିଲି ମା ଯଦି ନଜର ନଦବ ସେ ପିଲା କଣ କଣ କର ଚାଲିଯିବା ଗାଡିରେ ଶଗଡରେ ହାତ ମାରିଦବ, ବାଟ ଅବାଟକୁ ପଳେଇଯିବ, ରାସ୍ତାକୁ ପଳେଇଯିବ, ଗାଡି ଧକ୍କା ହେଲା, ଭଲ ମନ୍ଦ ହେଲା, ଏସବୁ ହେଇଯିବ। ମୋ କଥା ବୁଝିପାରିଲେ ତ? ହଁ, ଆଜ୍ଞା ଆଜ୍ଞା ହୁଁ ଛୋଟ ପିଲା ସେ ତ ଜାଣିନି ନା, ତା କର୍ମର ଫଳ ତାକୁ ଡାକି ନବ। ଯଦି ଯଦି ମୁଁ କାହିଁ କହେ ମା ମାନଙ୍କର ଗୁରୁ ଦାୟିତ୍ୱ, ପିଲାର ଯୋଉ ଆତ୍ମାଟି ଆସିଛି ସେ ଆତ୍ମାର ଦୁର୍ଯୋଗ ଦୁର୍ଭୋଗ ଅଛି, ଏଟା ଠିକ, କିନ୍ତୁ ହୁଁ ସେଇ ଯଦି ମା ଇଷ୍ଟନିଷ୍ଠ ଥାଏ ସେ ଗ୍ରହକୁ ଭେଦ କରିଦବ। ହୁଁ ବୁଝିପାରିଲେ? ହଁ, ହଁ କାହିଁକି? ସେଇଟାରେ ହଁ ହଁ, ମୁଁ କହିଲି ଗୋଟେ ସେ ଇଷ୍ଟ ସତ୍ସଙ୍ଗ ମାନେ ଗୋଟେ ତାଙ୍କୁ ହଉଥିଲା କଣ ଏଇ ଓଡିଶା କରିବାକୁ ସତ୍ସଙ୍ଗରେ ସେ କହିଲେ ତା ପିଲାଟା କୋଉଠି ହଁ ଗୋଟେ ଗାଡି ଚଢିଗଲା, କଣ ହଉଥିଲା, ସେ ତାକୁ ଅଳ୍ପ ଧକ୍କା ଟିକେ ଖଣ୍ଡିଆ ମୁଣ୍ଡିଆ ହେଇକି ରହିଗଲା ସତ୍ସଙ୍ଗ ଟାଇମରେ। ତା ମା ଯାଇ ଦୌଡିକି ତାକୁ ଆଣିଲା, ଦୌଡି ଯାଇକି ଆଣିଲା ତାକୁ, ହେଲା। ଏଠୁ କହିଲା ଆମେ ତ ସତ୍ସଙ୍ଗ ଆସିଥିଲୁ। ମୁଁ କହିଲି ହଁ ଆସିଥିଲ ଠିକ, ତୋ ପିଲାକୁ ପାଖରେ ରଖିନଥିଲ କାହିଁକି? ପିଲାଟା ସାଡକୁ ଗଲା ହୁଁ କାହିଁକି? ଏଇ ଓଡିଶା ସତ୍ସଙ୍ଗରେ ପଚାରିଥିଲେ, ସେ କିଏ ମା ମୋ ମନେ ନାହିଁ, ହଁ ହୁଁ ୟୁଟ୍ୟୁବରେ ହୁଁ ପାଇବ। ହଁ, ଦୋଷୀ ଆମେ। ଆମର ଯୋଉ ଜୁଡିସିଏସନ ରହିଛି, ଦାୟିତ୍ୱ କର୍ତ୍ତବ୍ୟ ରହିଛି, ଆମେ ସଚେତନ ନ ହେଇ ଏ ସତ୍ସଙ୍ଗ ଧର୍ମ ଅମୁକ ଗୋଟେ ଅଠା ବଳି ଦବା ବା ଯୋଗ ହୁଁ ହୁଁ ଭୋଗ ଏସବୁ ନୁହେଁ, ଏଗୁଡାକ ଆମ ହାତର କଥା। ଆମେ ଆକୁ ଠିକ ଭାବରେ ସଜାଡି ପାରିବା। ଚାଲି ନ ହୁଁ ଜାଣି ହୁଁ ବାଟ ଦୋଷ, ବାଟରେ ଝୁଣ୍ଟିଲ ତ ପଢିଲ, ତୁମେ ତ ଚାହିଁକି ଯାଇନଥିଲ, ଝୁଣ୍ଟିଲ, ଏଥିରେ ଭଗବାନ କଣ କରିବେ? ବୁଝିପାରିଲେ କି? ଏଇ ସବୁ କଥା। ଆଜ୍ଞା ହଁ ହଁ, ତାଙ୍କୁ ହଁ ମୁଁ ହଉ ତାହେଲେ ଆଉ ତାଙ୍କର କିଛି କରିବାକୁ ସେ କଣ କରିବା ଯୋଉ କହିଲେ କରିବା ଆଉ କଥା କହିଲେ ହଉଛି ଯୋଉ ଦେଖନ୍ତୁ, ବିପଦ ସେ ଶୁଣନ୍ତୁ ମୁଁ କହୁଛି, ଏଇ ଆଉ ଗୋଟେ କଥା କହୁଛି ଶୁଣନ୍ତୁ ଟିକେ। ସେ ଆଜ୍ଞା ପିଲାର ଇଷ୍ଟବୁଦ୍ଧି ହଉଛି କି? ହଁ ହଁ କରୁଛି, ସେ ପୁଅ ନିଜେ କରେ। ବାସ୍, କେତେ ବର୍ଷର ପିଲା? ସେ 5 ବର୍ଷର ପୁଅଟି। 5 ବର୍ଷର ପୁଅ, ତାକୁ ନାମଧ୍ୟାନ କରାଅ, ତାର ଆଜ୍ଞା ଅସ୍ଥିରତା ରହିଛି, ହଁ ହେଲା। ସେ ହଁ, ସ୍ଥିରତା ତାକୁ ସ୍ଥିର କରନ୍ତୁ। ଆଉ ବାପା ମା ମାଛ ମାଂସ ଖାଉନାହାନ୍ତି ତ? ନାଇଁ ନାଇଁ ସେ ସୁସ୍ଥ ହେଇନି ପରା। ବାସ୍ ଠିକ ଅଛି, ତାହେଲେ ପିଲାକୁ ଆଇଁଷ ଖାଇବାକୁ ବ୍ୟବସ୍ଥା କରନ୍ତୁ ନାହିଁ। ନାଇଁ ନାଇଁ ସେ ଖାଉନି। ତାର ଗ୍ରହ ରହିଛି, ଏ ପ୍ରମାଣିତ ହେଲା। ହଁ 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 ସାବଧାନ, ଇଏ ଗୋଟେ ଝଲକ, ହୁଁ ଗୋଟେ ଟ୍ରାଏଲ ବେସିସରେ ଆସିଛି। ତେଣୁ ହୁଁ ଏବେଠାରୁ ପିଲାକୁ ଯତ୍ନ ନିଅନ୍ତୁ, ପିଲାକୁ ବୁଝେଇ ଦିଅନ୍ତୁ, ହୁଁ ହେଲା। ହୁଁ ଯେମିତି ଗୁରୁଜନ ମାନଙ୍କୁ ଅବଜ୍ଞା ନ କରେ, ଥଟା ତାମସା ହୁଁ ନ କରେ, ଅସମ୍ମାନ ଅମର୍ଯ୍ୟାଦା ନ କରେ। ହୁଁ ପିଲାର ଯୋଉ ମାନେ ଖରାପ ବାଟ ଆସିବାର ବାଟ ହଉଛି ଏଇଗୁଡାକ, ହୁଁ ହେଲା। ଯଦି ହୁଁ ତାକୁ ଏଇଗୁଡାକ ଯଦି ଜିନିଷ ଦବ, ଗୁରୁଜନ ଗୁଡା ଅବଜ୍ଞା କରିଦେଲା, ଅସମ୍ମାନ କରିଦେଲା, ତା ପ୍ରତିଫଳ ସିଏ କିଛି କହନ୍ତୁ ନ କହନ୍ତୁ, ତା ପ୍ରତିଫଳ ଇଏ ପାଇବ। ବୁଝିପାରିଲେ? ହୁଁ ତେଣୁ ହୁଁ ସେଥିପାଇଁ ହୁଁ ପିଲାକୁ ଧୀର ସ୍ଥିର ନର୍ମାଲ କରନ୍ତୁ। ଯିଏ ଆସିଲେ ଜୟଗୁରୁ କରିବ, ନର୍ମାଲ କାହାକୁ ଆଣ୍ଠିକି ପ୍ରଣାମ କରିବ। ହଁ, ଯେମିତି ଯୋଉ ଜାଗାରେ ଯଥା ମାନ୍ୟ, ଯୋଉଠି ଯେମିତି ହୁଁ କରିବା କଥା କରେଇବେ, ଏବଂ ପାଖେ ପାଖେ ରଖିବେ। ହଁ ପିଲାର ରିକ୍ସ ରେସପନ୍ସିବିଲିଟି ମା ହାତରେ। ତା ପାଇଁ ଦାୟୀ ହଁ 100ରୁ 100 ମା। ବାପା ତା ଡ୍ୟୁଟିରେ କୁଆଡେ ଗଲା, ବାପା ଠେଇ ଏଠି କିଛି ସମ୍ପର୍କ ନାହିଁ। ମା ତାକୁ ଗଢିବ 10 ବର୍ଷ ପର୍ଯ୍ୟନ୍ତ। ତାଡନ ଯାହା କିଛି କରିବା କଥା ମା କରିବ। 10 ବର୍ଷ ପରେ, 11 ବର୍ଷ ଠାରୁ ବାପା ଟିକେ କଣ୍ଟ୍ରୋଲ କରିବ, ହସ୍ତକ୍ଷେପ କରିବ। ଲାଳେତେ 5 ବର୍ଷ 10% ତାଡୟତ ମାନେ, ଏଇ ଦେଖ ତୋ ବାପାକୁ କହିଦେବି, ତୋତେ ସେ ଆଜି ପ୍ରବଳ ମାରିବେ, ଧମକା ଧମକା କରନ୍ତି, ଏଇଟା ତାଡନା। ତାଡନା ମାନେ ନ ପିଟିବା। ପିଲାକୁ ମାଇଲେ ବାପାକୁ ମାଇଲ, ପିଲାକୁ ହୁଁ ମାଇଲେ ବଂଶ ବିରାଜକୁ ମାଇଲ, ତୁମ ବଂଶକୁ ମାଇଲ, ଅଂଶକୁ ମାଇଲ, ଗୁରୁ ଗୁରୁଜନକୁ ମାଇଲ। ସାବଧାନ ରହିବା ଦରକାର। ପିଲାକୁ କଦାପି ମାରିବ ନାହିଁ। ଆଜ୍ଞା ଏଇଟା ଆଜ୍ଞା ଭଲ କି ମନେ ରଖିବେ। ହୁଁ ଏ ହୁଁ ପିଲା ହଉଛି ଗୋଟେ ବଂଶର 2ଟା ଅଂଶକୁ ରଖୁଛି। ବହୁତ କଥା ହୁଁ ମୁଁ ଆଉ କହିବାକୁ ବେଳ ନାହିଁ, ସମୟ ସରିଗଲାଣି, 10ଟା 16 ହେଇଗଲାଣି। ତେଣୁ ପିଲାକୁ ମାରିବାର ଅଧିକାର କାହାରି ନାହିଁ। କେବଳ ଗୁରୁଜନ ଯଦି ପାଏ ଜାବଡାଟେ ପକେଇଲେ କି କଣ ଟିକେ ପକେଇଲେ, ସେ ଥରେ ଅଧେ କଣ ହେଇପାରେ। ହୁଁ ହୁଁ ଅଦରୱାଇଜ ମା ର ଅଧିକାର ନାହିଁ ମାରିବା ପାଇଁ। ମା ଆଜ୍ଞା ର ମାତୃ ମମତା ବାତ୍ସଲ୍ୟ ମମତା ନଷ୍ଟ ହେଇଯିବ, ପଥର ହେଇଯିବ ହୃଦୟ, ପାଷାଣୀ ହେଇଯିବ, ଏବଂ ଚଣ୍ଡି ଉର୍ଦଣ୍ଡି ଅନ୍ୟାନ୍ୟ କଣ ଅନ୍ୟ ଦିଗକୁ ମଣିଷ ଗତି କରିବ। ବୁଝିପାରିଲେ? ଆଜ୍ଞା ମା ଆଜ୍ଞା ଶାସନ କରିବ, ତୋଷଣ କରିବ, ବର୍ଦ୍ଧନ କରିବ, ପରିରକ୍ଷଣ କରିବ, ପରିବର୍ତ୍ତନ କରିବ। ମା ପାଖରେ ଇଏ ହଉଛି କଞ୍ଚା କାଠ।
ବାଉଁଶ ଯେମିତି ଆଜ୍ଞା ମା ହାତରେ ହିଁ ଅଛି କଞ୍ଚା କାଦୁଅ ଗଢିବ ମା ଆଉ ଦିଅ ଗୋଟେ ଗୋଟେ ମାଙ୍କଡ ଗଢିଦେଲେ କାମ ଶେଷ ଆଉ କଣ ତେଣୁ ଆଜ୍ଞା ଆଜ୍ଞା ये ସବୁ ଦାୟିତ୍ୱ ମା ଆପଣ ରାଜନୀତି ପଢନ୍ତୁ ଦେବୀ ସୁକ୍ତ ପଢନ୍ତୁ ଚଲାର ସାଥୀ ପଢନ୍ତୁ ଆଉ ଜାଣନ୍ତୁ କେମିତି ସନ୍ତାନ ବଢିବାକୁ ପଡେ ଜୟଗୁରୁ ଆଉ ବେଶୀ କିଛି କହୁନି ଆଜି ପାଇଁ ଏଇଠି ଆମେ ସଭା ସାଙ୍ଗ କରିବା 10ଟା 18 ହେଇଗଲାଣି ଆଉ ସୁଭାଷ ଭାଇ ଯଦି ଅଛନ୍ତି ଦୀପଦ କଥା କହିକି ସଭା ସାଙ୍ଗ କରନ୍ତୁ ସୁଭାଷ ଚନ୍ଦ୍ର ସାହୁ ଭାଇ ହ୍ୟାଲୋ